ଜୟ ଜଗନ୍ନାଥ ପିଲାମାନେ। ଆମେମାନେ ପ୍ରିଭିୟସ୍ କ୍ଲାସ୍‌ରେ କ'ଣ ଦେଖିଥିଲୁ? ରାଇଜ୍ ଅଫ୍ ଦ ବ୍ରିଟିଶ୍ ପାୱାର୍ ଇନ୍ ଇଣ୍ଡିଆ। ତାପରେ ଦେଖିଲୁ ଆମର ହଉଛି ସୋସିଓ ରିଲିଜିୟସ୍ ମୁଭମେଣ୍ଟ ଆମେ ଦେଖିଦେଇଛୁ। ତାପରେ ଆମେ ଏ ଭିଡ଼ିଓରେ କ'ଣ ଦେଖିବା ନା ଫ୍ରିଡମ୍ ଷ୍ଟ୍ରଗଲ୍। ଫ୍ରିଡମ୍ ଷ୍ଟ୍ରଗଲ୍ କ'ଣ ନା ଆମେ ଦେଖିଲୁ ଗୋଟେ ଟ୍ରେଡିଂ କମ୍ପାନୀ ଯିଏକି ବ୍ରିଟିଶର୍ସ ମାନେ ଆସିଥିଲେ ଭାରତକୁ କ'ଣ କରିବା ପାଇଁ? ଜଷ୍ଟ ଟ୍ରେଡିଂ କରିବା ପାଇଁ ବା ବାଣିଜ୍ୟ କରିବା ପାଇଁ ଆସିକି ଆମକୁ 1947 ପର୍ଯ୍ୟନ୍ତ ଏଠି ଶାସନ କଲେ। କେତେ? 1947 ପର୍ଯ୍ୟନ୍ତ ଶାସନ କଲେ। କ'ଣ ପାଇଁ କଲେ? କ'ଣ ଘଟଣା ଘଟିଛି? ଏବଂ ଏ ଫ୍ରିଡମ୍ ଷ୍ଟ୍ରଗଲରେ କାହାର ଅବଦାନ ରହିଛି? ଟୋଟାଲ ଆମେ ଭିଡ଼ିଓରେ A to Z ବୁଝିବା ହେଲା। ଆଉ ଏ ଭିଡ଼ିଓଟା ଗୋଟେ ମାଷ୍ଟର କ୍ଲାସ୍ ହେବ କ'ଣ ନା ଫ୍ରିଡମ୍ ଷ୍ଟ୍ରଗଲର ଯାହା ବି କ୍ୱେଶ୍ଚନ୍ ଆସୁଛି, ଯାହା ବି କ୍ୱେଶ୍ଚନ୍ ଆଉ ଯାହା ବି କନସେପ୍ଟ ଅଛି ତାକୁ ଆମେ ଏ PDF ମାଧ୍ୟମରେ ବୁଝିବା ହେଲା। ଆଉ ଯାହାକୁ PDF ଦରକାର ମୋତେ ଟିକେ କମେଣ୍ଟରେ କହିବ। ମୁଁ ତୁମକୁ ମାନେ ମୁଁ ଆପଣମାନଙ୍କୁ ଜଏନ୍ କରିଦେବି ମୋ ଟେଲିଗ୍ରାମ ଗ୍ରୁପରେ, ଯାହାଫଳରେ PDF ତମେ ପାଇଯିବ ହେଲା। ଆଚ୍ଛା, କ୍ଲାସ୍ ଷ୍ଟାର୍ଟ କରିବା। ଆଉ ପ୍ରତ୍ୟେକ କନସେପ୍ଟକୁ ଆମେ ଏମିତି ଡାଇଗ୍ରାମରେ ଏମିତି ମାନେ ଫ୍ଲୋ ଚାର୍ଟ ଡାଇଗ୍ରାମ ମାଧ୍ୟମରେ ବୁଝିବା ପାଇଁ ଚେଷ୍ଟା କରିବା। ବୁଝିହେଲା? ହେଲା, ତାହେଲେ ଦେଖ କ୍ଲାସ୍ ଆରମ୍ଭ କରିବା। କ୍ଲାସ୍ ଆରମ୍ଭ ହେଉଛି କେଉଁଠୁ ନା ଫ୍ରିଡମ୍ ଷ୍ଟ୍ରଗଲ ଯିଏକି 1857। କ'ଣ? 1800 ଆମେ କେତେ ଯାଏ ପଢ଼ିଥିଲେ ନା ଆମେ ପଢ଼ିଥିଲେ 1600ରୁ ମାନେ 1600 ମସିହାରୁ ତାଙ୍କ କମ୍ପାନୀ ଯେତେବେଳେ ସ୍ଥାପିତ ହେଲା ସେଠୁ କେତେ ଯାଏ ପଢ଼ିଥିଲେ ନା 1857 ପର୍ଯ୍ୟନ୍ତ ପଢ଼ିଥିଲେ। 1857 ପଲାସି ଯୁଦ୍ଧ, ବକ୍ସର ଯୁଦ୍ଧ, 1757ର ପଲାସି ଯୁଦ୍ଧ ଆଉ 1764ର ବକ୍ସର ଯୁଦ୍ଧ। ତାପରେ 1857ର ଯେଉଁ କ୍ରାନ୍ତି ଆମେ ସେଉଠୁ ପଢ଼ିବାର ଥିଲା। ତାହେଲେ ଆଜି ଆମେ କଣ୍ଟିନ୍ୟୁ କରିବା ହେଲା। ଦେଖ ତାହେଲେ ସେ କହୁଛି କ'ଣ ନା ଏଇ ଯେଉଁ ରିଭୋଲ୍ଟ ଅଫ୍ 1857, ଏଇ 1857ର ଆନ୍ଦୋଳନ ବା ରିଭୋଲ୍ଟ ମାନେ କ୍ରାନ୍ତିଟାକୁ କ'ଣ ନା କୁହାଯାଉଛି ଫାଷ୍ଟ ୱାର୍ ଅଫ୍ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ। ତାମାନେ ଭାରତୀୟ ସ୍ୱାଧୀନତାର ଏହା ଗୋଟେ ପ୍ରଥମ ଯୁଦ୍ଧ ଥିଲା। ଏହା ଗୋଟିଏ ପ୍ରଥମ ଯୁଦ୍ଧ ଥିଲା। କୋଉଥିରେ ନା ଆମର ଫାଷ୍ଟ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍ସ। ବୁଝିହେଲା? ହେଲା, ଆଉ କ'ଣ ନା ଏଇଟା ଗୋଟେ ସିଗ୍ନିଫିକାଣ୍ଟ, ଏଇଟା ଗୋଟେ ବହୁତ ବଡ଼ ସିଗ୍ନିଫିକାଣ୍ଟ ଅପରାଇଜିଂ ଏଗେନଷ୍ଟ କାହା ରୁଲରେ ଥିଲା ନା ବ୍ରିଟିଶ ରୁଲରେ, ବ୍ରିଟିଶ ଏଗେନଷ୍ଟରେ। ଆଉ ଏଟା କେବେ ଆରମ୍ଭ ହୋଇଥିଲା ନା ମେ 10, 1857 କୋଉଠି? ମିରଟରେ। ହେଲା, ଆଉ ଏଟା କୁଇକଲି ସ୍ପ୍ରେଡ୍ କରିଥିଲା ପୁରା ଇଣ୍ଡିଆ ସାରା। ବୁଝିହେଲା? ତାହେଲେ ଏ ଯୁଦ୍ଧଟା କାହିଁକି ହେଲା? ଏ ଯୁଦ୍ଧଟି କାହିଁକି ହେଲା? ତାର କାରଣ କ'ଣ? ଆ ଭିତରେ କୋଉମାନେ କି ଲିଡର୍ସ ଦେଖିବା। ଏ କାରଣ କହୁଛି ନା ଆ ଭିତରେ ପଲିଟିକାଲ କାରଣ ଅଛି, ରାଜନୈତିକ କାରଣ, ଇକୋନୋମିକ କାରଣ, ଅର୍ଥନୈତିକ କାରଣ ଆଉ ସୋସିଆଲ କାରଣ, ସାମାଜିକ କାରଣ। ତାହେଲେ ରାଜନୈତିକ କାରଣ କ'ଣ ଥିଲା? ନା ରାଜନୈତିକ କାରଣ ଛୁଆ ଏଇଆ ଯେ ଡକ୍ଟ୍ରାଇନ୍ ଅଫ୍ ଲାପ୍ସ ଗୋଟେ କ'ଣ ବ୍ରିଟିଶ ମାନଙ୍କର ପଲିସି ଥିଲା। ଏଇ ଡକ୍ଟ୍ରାଇନ୍ ଅଫ୍ ଲାପ୍ସ କ'ଣ? ଡକ୍ଟ୍ରାଇନ୍ ଅଫ୍ ଲାପ୍ସ ମାନେ ଆଗରୁ ଯେତେବେଳେ ଇଂରେଜ ମାନେ ଶାସନ କରୁଥିଲେ, କିଏ ଶାସନ କରୁଥିଲେ? ମୁଗଲ ମାନେ ଶାସନ କରୁଥିଲେ। ତ ସେ ମୁଗଲ ମାନଙ୍କ ଶାସନ କାଳରେ ବିଭିନ୍ନ ଷ୍ଟେଟରେ, ବିଭିନ୍ନ ପ୍ରୋଭିନ୍ସରେ କ'ଣ ନା ପ୍ରିନ୍ସିଲି ଷ୍ଟେଟ୍ ଥିଲେ। ପ୍ରିନ୍ସିଲି ଷ୍ଟେଟ୍ ମାନେ କ'ଣ ନା ନିଜ ନିଜ ରାଜା ମଧ୍ୟ ଶାସନ କରୁଥିଲେ। ମାନେ ଏଠି ଅଲଗା ରାଜା, ମୁଗଲ ମାନେ ଯଦିଓ ଶାସନ କରୁଥିଲେ କିନ୍ତୁ କାହା ଅଣ୍ଡରରେ ସବୁ ଥିଲେ ନା ଏଠି ଜଣେ ଅଲଗା ରାଜା ଶାସନ କରୁଥିଲେ, ଏଠି ଅଲଗା ରାଜା, ଏଠି ଜଣେ ମଧ୍ୟ ଅଲଗା ରାଜା ଶାସନ କରୁଥିଲେ। ତ ସେ ରାଜାମାନଙ୍କର ପୁଅ ରାଜା ହୁଅନ୍ତି। ରାଜାମାନଙ୍କର କିଏ? ପୁଅ ରାଜା ହୁଅନ୍ତି। ଏଠି ଇଂରେଜ ମାନେ କହିଲେ ଯଦି ତମର କେହି ପୁଅ ନଥିବେ ତାହେଲେ ଆମେ ସେ ଷ୍ଟେଟକୁ ନେଇଯିବା ବା ଆମେ ସେ ରାଜ୍ୟକୁ ନେଇଯିବା ହେଲା। ଯଦି ତମର କେହି ଲିଗାଲ ପୁଅ ନଥିବେ ଆମେ ସେ ରାଜ୍ୟକୁ ନେଇଯିବା। ତାହେଲେ ଇଏ ଥିଲା କ'ଣ ନା ଡକ୍ଟ୍ରାଇନ୍ ଅଫ୍ ଲାପ୍ସ ହେଲା। ଏଟା କାହା ଦ୍ୱାରା ଇଣ୍ଟ୍ରୋଡ୍ୟୁସ କରାଯାଇଥିଲା? ଲର୍ଡ ଡେଲହାଉସି ଦ୍ୱାରା। ବୁଝିହେଲା? ଆଉ ଆ ମଧ୍ୟରେ ଏଇ ପଲିସି ଦ୍ୱାରା କେଇଠି କେଇଠି ସେ ମାନେ ଆନେକ୍ସ କରିଛନ୍ତି ବା ନେଇଛନ୍ତି ଝାନ୍ସିକୁ, ସତାରାକୁ, ନାଗପୁରକୁ। ବୁଝିହେଲା? ଆଉ କ'ଣ ନା ଏକ୍ସାଇଲ୍ ଅଫ୍ ବାହାଦୁର ଶାହ ସେକେଣ୍ଡ। ବାହାଦୁର ଶାହ ସେକେଣ୍ଡ ସେତେବେଳେ କିଏ ଥିଲେ ନା ମୁଗଲ ଏମ୍ପରର ହେଲା। ସିଏ ଏକ୍ସାଇଲ୍ ମାନେ କ'ଣ? ସିଏ ମଧ୍ୟ ତାଙ୍କୁ ଏକ୍ସାଇଲ୍ କରାଯାଇଥିଲା। ଆଉ ଆନେକ୍ସେସନ କରାଯାଇଥିଲା କାହାକୁ ନା ଅବଧ। 1856 ମସିହାରେ ଅବଧକୁ ଆନେକ୍ସେସନ କରାଯାଇଥିଲା। ମାନେ ଡକ୍ଟ୍ରାଇନ୍ ଅଫ୍ ଲାପ୍ସରେ ଆନେକ୍ସେସନ କରାଯାଇଥିଲା। ଆଉ ଆ ଭିତରେ ଏଙ୍ଗର ବୋଥ୍ ଦ ମୁଗଲ ଆରିଷ୍ଟୋକ୍ରାସି ଆଣ୍ଡ ଇଣ୍ଡିଆନ୍ ସୋଲଜର। ମୁଗଲ ଆରିଷ୍ଟୋକ୍ରାସି ଆଉ ଇଣ୍ଡିଆନ୍ ସୋଲଜର ଦୁଇ ଜଣ ଯାକ ଆ ଭିତରେ ମାନେ ତାଙ୍କ ଭିତରେ ଅରାଜକତା ଦେଖାଯାଇଥିଲା। ବୁଝାହେଲା? ବୁଝିପାରିଲ? ତାପରେ ଇକୋନୋମିକ୍ କଜେସ୍ କ'ଣ ନା ଇକୋନୋମିକ୍ କଜେସ୍ ହେଉଛି କହୁଛି ହାଇ ଟ୍ୟାକ୍ସେସ୍, ଅଧିକା କର ଦଉଥିଲେ ପଲିସିରେ। କାହା ମାଧ୍ୟମରେ ନା ପରମାନେଣ୍ଟ ସେଟଲମେଣ୍ଟ। ପରମାନେଣ୍ଟ ସେଟଲମେଣ୍ଟ ମାଧ୍ୟମରେ ମାନେ ସ୍ଥାୟୀ ବନ୍ଦୋବସ୍ତ ଦ୍ୱାରା ସେ ଅଧିକା କର ଦଉଥିଲେ ବା ହାଇ ଟ୍ୟାକ୍ସ ଦଉଥିଲେ। ତାହେଲେ ପରମାନେଣ୍ଟ ସେଟଲମେଣ୍ଟ କ'ଣ ନା ପରମାନେଣ୍ଟ ସେଟଲମେଣ୍ଟ ଏମିତି ବୁଝ କ'ଣ ନା ସପୋଜ ଏଠି ରହିଲେ କିଏ ମାନେ ଏଠି ରହିଲେ ବ୍ରିଟିଶର୍ସ ହେଲା। ଏଠି କେମାନେ? ଏଠି ହେଲେ ଏମାନେ ହେଲେ ବ୍ରିଟିଶର୍ସ, ଏମାନେ ହେଲେ ଜମିନଦାର। ଜମିନଦାର ମାନେ କ'ଣ କହିଲ ନା
ଏମାନଙ୍କର ଧର ବେଶୀ ଜମି ଅଛି, ମାଣେ 2 ମାଣେ 4 ମାଣେ ଜମି ଅଛି, କିନ୍ତୁ ଏମାନେ ଚାଷ କରନ୍ତିନି। ଏମାନେ ଲୋକ ନଗେଇ ଚାଷ କରନ୍ତି। ଯାହା କାହାକୁ ଦିଅନ୍ତି? ଧର ପିଜାନ୍ସ ଦେଲେ କାହାକୁ? କୃଷକମାନଙ୍କୁ ଦେଲେ। ମାନେ ଭାଗ ଚାଷୀ ପିଜାନ୍ସ ମାନଙ୍କୁ ଦେଲେ। ପିଜାନ୍ସ ମାନଙ୍କୁ ଦେଲେ ଯୋଉ ଏମାନେ ଜମିଦାରକୁ ଆଙ୍କୁ ଦେଲେ। ସେତେବେଳେ ବ୍ରିଟିଶ ସରକାର ରାଜ ଥିଲା। ହେଲେ ବ୍ରିଟିଶ ସରକାର ଜମିଦାରକୁ କହିଲେ, କ'ଣ କହିଲେ? ନା ତମେ କୃଷକମାନଙ୍କୁ କୃଷକମାନଙ୍କୁ କାମ କରେଇକି ତାଙ୍କ କତୁରୁ କର ଆଣିବ। କର ଆଣିକି ତମେ କିଛି ରଖିବ, ଆମକୁ କିଛି ଦବ। ସେ କିଛି କ'ଣ? ନା ସେତେବେଳେ ଥିଲା 1/11 ମାନେ 11 ଭାଗରୁ ଭାଗେ ନେବେ କିଏ? ଜମିଦାରମାନେ। ଆଉ ଯେତିକି 10 ଭାଗ କର, ମାନେ 11 ଭାଗରୁ ଆଉ ଯୋଉ 10 ଭାଗ କର, ସେ 10 ଭାଗ କର କିଏ ନେବେ? 10 ଭାଗ କର ନେବେ ବ୍ରିଟିଶର୍ସ। ବୁଝିହେଲା? ତାହେଲେ ଏଠି ବ୍ରିଟିଶର୍ସ ମାନଙ୍କର ସହିତ କୃଷକମାନଙ୍କର କୌଣସି କଥାବାର୍ତ୍ତା ରହିଲା ନାହିଁ। ଯାହା ଫଳରେ କୃଷକମାନଙ୍କର ମନେକର ଆଜି ଏଥର ଡ୍ରଟ୍ ପଡ଼ିଗଲା, ଏଥର ମରୁଡ଼ି ପଡ଼ିଗଲା, କିମ୍ବା ଏଥର କୌଣସି ମତରେ ଚାଷ ହେଲା ନାହିଁ। ତାହେଲେ ତଥାପି ସେମାନେ କର ଦଉଥିଲେ କାହାକୁ? ନା ଜମିଦାରକୁ। ଆଉ ସେ ଜମିଦାରକୁ କର ଦେଲେ ମାନେ କାହାକୁ ଆଉ କର ଦେବେ? ପୁଣି ସେ ବ୍ରିଟିଶରକୁ କର ଦେବେ। ତାହେଲେ ମୋତେ ଗୋଟେ କଥା କୁହ, ଯେତେବେଳେ ଚାଷ ହବ ନାହିଁ ସେତେବେଳେ ସେ କର କେମିତି ଦେବେ? ଜମିଦାର ହଉ କିମ୍ବା ବ୍ରିଟିଶର୍ସ ହଉ, କର ସେମାନେ କେମିତି ଦେବେ? ବୁଝିହେଲା? ହେଲା? ତାହେଲେ ଏଇ କାରଣରୁ ଆମର ହଉଛି ମାନେ କୃଷକମାନେ ବହୁତ ଅସୁବିଧାର ସମ୍ମୁଖୀନ ହଉଥିଲେ। ବୁଝିହେଲା? ବହୁତ ଅସୁବିଧାର ସମ୍ମୁଖୀନ ହଉଥିଲେ। ଯାହାଫଳରେ ମରୁଡ଼ି ପଡ଼ିଯାଉଥିଲା। ଯାହାଫଳରେ ସେମାନେ ସୁଇସାଇଡ୍ କରୁଥିଲେ। ଯାହାଫଳରେ ଫେମାଇନ୍ସ ବା ଦୁର୍ଭିକ୍ଷ ପଡ଼ୁଥିଲା। ହେଲା? ଏ କୃଷକମାନେ ବହୁତ ଅସୁବିଧାରେ ପଡ଼ୁଥିଲେ। ଆଉ କ'ଣ? ନା ଲସ୍ ଅଫ୍ ପାଟ୍ରୋନେଜ୍ ଫର୍ ଇଣ୍ଡିଆନ୍ କ୍ରାଫ୍ଟସମ୍ୟାନ୍ ଆଣ୍ଡ ଟ୍ରେଡର୍ସ। ଆଉ ଇଣ୍ଡିଆନ୍ କ୍ରାଫ୍ଟସମ୍ୟାନ୍ ଆଉ ଟ୍ରେଡର୍ସ ମାନଙ୍କୁ କ'ଣ ନା ଲସ୍ ସହିବାକୁ ପଡ଼ୁଥିଲା। କ'ଣ ପାଇଁ? ନା ବ୍ରିଟିଶର୍ସ ମାନେ ଆମର ଏଠୁ ର ମେଟେରିଆଲ୍ସ ନେଇକି ବ୍ରିଟେନ୍‌ରେ ମେସିନ୍‌ରେ ତିଆରି କରୁଥିଲେ କେମିତି? ଚିପ୍‌ରେ, ଶସ୍ତାରେ। ଆଉ ଚିପ୍‌ରେ ଶସ୍ତା କରି ଆଣି ପୁଣି ଇଣ୍ଡିଆରେ ବିକୁଥିଲେ ଶସ୍ତାରେ। ବୁଝିହେଲା? ଆଉ ଏଠି ଆଙ୍କର ହାତ ତିଆରି ଜିନିଷ କିଏ ନବ? ହାତ ତିଆରି ଜିନିଷ କୋଉମାନେ ବି ନେଲେ ନାହିଁ। କ'ଣ ପାଇଁ? ନା ଯେହେତୁ ଏମାନଙ୍କର ଟିକେ ଅଧିକା ଦାମ୍ ଅଧିକା ରେଟ୍ ପଡ଼ିବ। ଯେହେତୁ ଏମାନେ ହାତରେ ତିଆରି କରୁଛନ୍ତି, ସେଥିପାଇଁ ଏମାନଙ୍କର କ'ଣ? ନା କେହି ବି ଏମାନଙ୍କ ଜିନିଷ କିଣିଲେ ନାହିଁ। ଯାହାଫଳରେ ଏମାନଙ୍କୁ ଲସ୍ ସହିବା ପାଇଁ ପଡ଼ିଲା। ତାହେଲେ ଇଏ ଥିଲା କ'ଣ? ନା ଇକୋନୋମିକ୍ କଜେସ୍। ତାପରେ ଆସିଲା କ'ଣ? ନା ସୋସିଆଲ୍ ରିଲିଜିୟସ୍ କଜେସ୍। ସୋସିଓ ରିଲିଜିୟସ୍ କଜେସ୍ କ'ଣ? ନା ସୋସିଓ ରିଲିଜିୟସ୍ କଜେସ୍ ହଉଛି ଏଇଆ ଯେ ସେମାନେ ୱିଡୋ ରିମ୍ୟାରେଜ୍‌କୁ ପୁଣି ଥରେ ୱିଡୋ ରିମ୍ୟାରେଜ୍‌କୁ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ। ମାନେ ବିଧବାମାନଙ୍କୁ ପୁଣି ଥରେ ବିବାହ କରିବା ପାଇଁ ସୁଯୋଗ ଦେଇଥିଲେ 1856 ରେ। ଆଉ ସତୀଦାହ ପ୍ରଥାକୁ ସେମାନେ ବନ୍ଦ କରିଥିଲେ। ସତୀଦାହ ପ୍ରଥା କ'ଣ? ନା ସ୍ୱାମୀ ମରିଗଲେ ସ୍ତ୍ରୀକୁ ମଧ୍ୟ ତା ସହିତ ଜାଳି ଦଉଥିଲେ। ଆଉ କ'ଣ? ନା ଇଂଲିଶ ଏଜୁକେସନକୁ ପ୍ରମୋଟ କରିଥିଲେ। ୱେଷ୍ଟର୍ଣ୍ଣ ଟାଇପ୍‌ର ଏଜୁକେସନ ଆମର ଏଠି ଗୁରୁକୁଳ ଏଜୁକେସନକୁ ବନ୍ଦ କରିକି ସେ କ'ଣ କରିଥିଲେ? ଇଂଲିଶ ଏଜୁକେସନକୁ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ। ତାହେଲେ ଇଏ ଥିଲା ସୋସିଓ ରିଲିଜିୟସ୍ କଜେସ୍। ବୁଝିହେଲା? ଆଉ କ'ଣ? ନା ଏଇଟାକୁ ଇମିଡିଏଟ୍ କଜ୍ ବୋଲି କୁହାଯାଏ। ଗୋଟେ ମିଲିଟାରୀ କଜେସ୍ ଥିଲା। ହେଲା? ମିଲିଟାରୀ କଜେସ୍ କ'ଣ? ନା ବ୍ରିଟେନ୍ ଆର୍ମିରେ କ'ଣ? ନା ବ୍ରିଟେନ୍ ଆର୍ମିରେ ସେତେବେଳେ ଇଣ୍ଡିଆନ୍ ବି ଥିଲେ, ବ୍ରିଟିଶର୍ସ ବାଲା ବି ଥିଲେ। ହେଲା? କିନ୍ତୁ ବ୍ରିଟିଶର୍ସ ବାଲାଙ୍କୁ ଟିକେ ଅଧିକା ସୁବିଧା ମିଳୁଥିଲା। ମାନେ ସେ ଖାଇବା, ପିଇବା, ରହିବା କିମ୍ବା ଦରମା ସବୁଥିରେ ଅଧିକ ସୁବିଧା ମିଳୁଥିଲା। କିନ୍ତୁ ଇଣ୍ଡିଆନ୍ ମାନଙ୍କୁ ମିଳୁନଥିଲା। ଡିସ୍କ୍ରିମିନେଟ୍ କରୁଥିଲେ। ହେଲା? ଇଏ ଗୋଟେ କାରଣ ଥିଲା। ଆଉ ଗୋଟେ କାରଣ କ'ଣ? ନା ଏନଫିଲ୍ଡ ରାଇଫଲ। ଏନଫିଲ୍ଡ ରାଇଫଲ କ'ଣ? ନା ସେଥିରେ କୁହାଯାଉଥିଲା କି କାଉ, ଗୁରୁ ଆଉ ପିଗ୍, ଘୁଷୁରୀର ଚର୍ବି କ'ଣ? ନା ଗୁରୁ ଆଉ ଘୁଷୁରୀର ଚର୍ବି ସେ ଏନଫିଲ୍ଡ ରାଇଫଲରେ ସେ କାଟ୍ରେଜରେ ପୁରା ହେଇଥିଲା। କାଟ୍ରେଜ ମାନେ କ'ଣ? ଯୋଉ ଗୁଳି। ତାହେଲେ ସେଟାକୁ ମୁହଁରେ ଛିଡ଼େଇକି ବନ୍ଧୁକରେ ଲଗାଇବା ପାଇଁ ପଡୁଥିଲା। ଯାହାଫଳରେ ହିନ୍ଦୁ ଆଉ ମୁସଲିମ ମାନେ ନାରାଜ ଥିଲେ। ବୁଝିହେଲା? ତାହେଲେ ଇଏ ଥିଲା କ'ଣ? ନା ମିଲିଟାରୀ କଜେସ୍। ହେଲା? ଆଉ କ'ଣ କ'ଣ ଇଭେଣ୍ଟ ହେଲା ଏଇ ଯୋଉ 1857 ଏଟା ତମେ ଦେଖିଲେ କାରଣ। ବୁଝିହେଲା? ତାହେଲେ ଏଇ ସବୁ କ'ଣ କ'ଣ କିଏ ଆକ୍ଚୁଆଲି କିଏ ଆରମ୍ଭ କରିଥିଲେ ଏ ରିଭୋଲ୍ଟକୁ? ସେ କହୁଛି ମାର୍ଚ୍ଚ 1857 ରେ ମଙ୍ଗଲ ପାଣ୍ଡେ ବୋଲି ଜଣେ ଆମର ଇଣ୍ଡିଆନ୍ ସିପାହୀ ବା ଇଣ୍ଡିଆନ୍ ସୋଲଜର କ'ଣ କରିଥିଲେ? ନା ବାରାକପୁରରେ ସେ ମନା କରିଦେଇଥିଲେ ଯେ ସେଇ ଯୋଉ କାଟ୍ରେଜକୁ ୟୁଜ୍ କରିବା ପାଇଁ। ସେଇ ଯୋଉ କାଉ, ଗୁରୁ ଆଉ ଘୁଷୁରର ପୁରା ହେଇନଥିଲା ଚର୍ବି ମନା କରିଦେଇଥିଲେ। ଆଉ ଆଟାକ୍ କରିଥିଲେ ଜଣେ ବ୍ରିଟିଶର ଅଫିସରଙ୍କୁ। ଆଉ ତାପରେ ତାଙ୍କୁ ପରେ ଫାଶୀ ଦିଆଯାଇଥିଲା। ହେଲା? ଦେଖ ମେ 10, 1857 ରେ ଜଣେ ଇଣ୍ଡିଆନ୍ ସୋଲଜର ମିରଟରେ ରିଭୋଲ୍ଟ କରିଥିଲେ। କିଲ୍ କରିଥିଲେ ବ୍ରିଟିଶ ଅଫିସରକୁ ଏବଂ ମାର୍ଚ୍ଚ କରି ଯାଇଥିଲେ କେଇଠିକି? ନା ଦିଲ୍ଲୀ। ଇଣ୍ଡିଆନ୍ ସୋଲଜର୍ସ ମେ 10, 1857 ରେ ଯେତେବେଳେ ମିରଟରେ କ'ଣ କଲେ? ନା ସେ ଅଫିସରକୁ ମାରିକି କେଇଠିକି ଗଲେ? ନା ଦିଲ୍ଲୀକି ଗଲେ। କୋଉଠିକି? ଦିଲ୍ଲୀକି ଚାଲିଗଲେ। ଦିଲ୍ଲୀ କ'ଣ ପାଇଁ ଗଲେ? ନା ସେଠି ବାହାଦୁର ଶାହ ସେକେଣ୍ଡ ଯିଏକି ମୁଗଲ ଏମ୍ପରର ସେତେବେଳେ ଯଦିଓ ତାଙ୍କୁ ବୟସ ହେଇଯାଇଥିଲା କିନ୍ତୁ ତଥାପି ତାଙ୍କୁ ମୁଗଲ ଏମ୍ପରର ବୋଲି ସମସ୍ତେ ମାନୁଥିଲେ। ବୁଝିହେଲା? ତାଙ୍କର ଗୋଟେ ଦସ୍ତଖତ ବା ଗୋଟେ ଡାକରାରେ ପୁରା ମୁଗଲ ଆର୍ମି ଛିଡ଼ା ହେଇଯାଉଥିଲା ଆସିକି। ବୁଝିହେଲା? ହେଲା? ଯିଏକି ଡିକ୍ଲେୟାର କରାଯାଇଥିଲା କ'ଣ? ନା ଏମ୍ପରର ଅଫ୍ ଇଣ୍ଡିଆ ତାଙ୍କୁ ଡିକ୍ଲେୟାର କରାଯାଇଥିଲା। ଦିଲ୍ଲୀ ଯାଇଥିଲେ। କାହା ପାଇଁ? ନା ମୁଗଲ ଏଇ ଯୋଉ ବାହାଦୁର ଶାହ ସେକେଣ୍ଡ ପାଇଁ। ବାହାଦୁର ଶାହ ସେକେଣ୍ଡକୁ ଦେଖା କରି ସପୋର୍ଟ ମାଗିବା ପାଇଁ। ବୁଝିହେଲା? ତାପରେ କାନପୁର। କାନପୁରରେ କ'ଣ? ନା କାନପୁରରେ କିଏ ଯୁଦ୍ଧ କରୁଥିଲେ? ନାନା ସାହେବ। ହେଲା? ଝାନ୍ସିରେ ରାଣୀ ଲକ୍ଷ୍ମୀବାଇ ଆଉ ଲକ୍ଷ୍ନୌରେ ବେଗମ ହଜରତ ମହଲ।
ବରେଲି ବିହାର ଏଣ୍ଡ ଫୈଜାବାଦରେ କିଏ ଥିଲେ ନା ଲୋକାଲ ଲିଡର୍ସ କିଏ ଥିଲେ କୁंवर ସିଂ ବୁଝିଲା। ତାହେଲେ ଏମାନେ ଯୁଦ୍ଧ କରିଥିଲେ କୋଉଠି ଆମର ଯୋଉ 1857 ଯୁଦ୍ଧରେ ଏମାନେ ଯୁଦ୍ଧ କରିଥିଲେ ବୁଝିଲା। ତାପରେ ଦେଖ ଇଭେଣ୍ଟ ସବୁ କଣ ନା ମାର୍ଚ୍ଚ 1857 ରେ ମଙ୍ଗଲ ପାଣ୍ଡେ ରିଫ୍ୟୁଜ କରିଦେଲେ ବ୍ରିଟିଶ ଅଫିସରକୁ ମାନେ ଏଇ ଯୋଉ ସେ ଆନଫିଲ୍ଡ ରାଇଫଲ ୟୁଜ କରିବା ପାଇଁ ଆଉ ଆଟାକ କଲେ କାହାକୁ ବ୍ରିଟିଶ ଅଫିସରକୁ। ମାର୍ଚ୍ଚ 10 ରେ ମିରଟରେ ସୋଲଜର୍ସ ମାନେ ରିଭୋଲ୍ଟ କରିଦେଲେ ମାର୍ଚ୍ଚ 10 ତାରିଖରେ। ତାପରେ ନାନା ସାହେବକୁ ଆଟାକ କଲେ କୋଉଠି ନାନା ସାହେବ ବ୍ୟାଟେଲ ଇନ୍ କାନପୁର 1857 ରେ ନାନା ସାହେବ କାନପୁରରେ ବ୍ୟାଟେଲ କଲେ। ବାହାଦୁର ଶାହ ସେକେଣ୍ଡ କୁ ଡିକ୍ଲେୟାର କଲେ ଆମର ହଉଛି ବାହାଦୁର ଶାହ ସେକେଣ୍ଡ କୁ 1857 ରେ କେଡି ଗଲେ ବାହାଦୁର ଶାହ ସେକେଣ୍ଡ ମାନେ ମୁଗଲ ଏମ୍ପରର ଯେ ଥିଲେ ସେତେବେଳେ 1857 ରେ ତାଙ୍କୁ ଡିକ୍ଲେୟାର କଲେ କଣ ଏମ୍ପରର ଅଫ ଇଣ୍ଡିଆ। ତାପରେ ରାଣୀ ଲକ୍ଷ୍ମୀବାଇ ଝାନ୍ସୀରେ ଲଢିଲେ ଆଉ ବେଗମ ହଜରତ ମହଲ ଲକ୍ଷ୍ନୌରେ ଲଢିଲେ ବୁଝିଲା। ତାପରେ ଏ ରିଭୋଲ୍ଟକୁ ସେମାନେ କିପରି ଦବେଇଥିଲେ ବା କିପରି ସେମାନେ ବନ୍ଦ କରିଥିଲେ ରିଭୋଲ୍ଟକୁ ନା ବ୍ରିଟିଶ ତାଙ୍କର ସୁପରିୟର ମିଲିଟାରୀ ପାୱାର ମାନେ କଣ ନା 1857 ବେଳକୁ ତାଙ୍କର ମିଲିଟାରୀ ପାୱାର ମାନେ ସେମାନେ ଗନ୍ ୟୁଜ କରୁଥିଲେ କଣ ନା ବନ୍ଧୁକ ୟୁଜ କରୁଥିଲେ। ଆମ ଇଣ୍ଡିଆ ବାଲାଙ୍କ ପାଖରେ କଣ ଥିଲା ଲାଠି ଥିଲା ମାନେ ବାଡି ଥିଲା ଲାଠି ହାତୀରେ ଯିବେ ଚାଲିକି ଯିବେ ଆଉ ବାଡିରେ ପିଟିବେ ଏଇଟା କଲେ କଣ ହବ ତାଙ୍କ ପାଖରେ କଣ ଅଛି ନା ସୁପରିୟର ମିଲିଟାରୀ ପାୱାର ଯେ କି ଗନ୍ ଅଛି ବନ୍ଧୁକ ଅଛି ଗୁଳା ଅଛି ବାରୁଦ ଅଛି ସେମାନେ ତମେ ଜଣକୁ ଯାଇକି ବାଡିରେ ପିଟିଲା ବେଳକୁ ସେ 4 ଜଣଙ୍କୁ ଗନରେ ମାରି ସାରିଲେଣି ବୁଝିପାରୁଛ ନା। ତାହେଲେ ସୁପରିୟର ମିଲିଟାରୀ ପାୱାର ଥିଲା ତାଙ୍କ ପାଖରେ। ଆଉ ଦିଲ୍ଲୀକୁ ରିକ୍ୟାପଚର କରାଯାଇଥିଲା 1857 ରେ ଆଉ ବାହାଦୁର ଶାହ ସେକେଣ୍ଡକୁ ଏକ୍ସାଇଲ ଟୁ ରାଙ୍ଗୁନ ଜେଲ ତା ରାଙ୍ଗୁନ ଜେଲକୁ ପଠେଇଥିଲେ କାହାକୁ ବାହାଦୁର ଶାହ ସେକେଣ୍ଡକୁ ଦିଲ୍ଲୀକୁ କ୍ୟାପଚର କରିବା ପରେ। ଝାନ୍ସୀ ଆଉ କାନପୁରରେ ଫେଲ୍ ଆଫ୍ଟର ଇଣ୍ଟେନ୍ସ ବ୍ୟାଟଲ ଝାନ୍ସୀ ଆଉ କାନପୁରରେ ମଧ୍ୟ ସେ ସପ୍ରେସ୍ କରିଦେଇଥିଲେ ଯୁଦ୍ଧକୁ। ଆଉ 1858 ମଧ୍ୟ ବେଳକୁ ବ୍ରିଟିଶ ମାନେ ତାଙ୍କର ପାୱାର ପାଇଯାଇଥିଲେ ସେମାନେ ସବୁ ମାନେ ଯେଇ ବ୍ୟାଟେଲ ହଉଥିଲା ପୁରା ଇଣ୍ଡିଆ ସାରା କଣ ନା ଇଣ୍ଡିଆ ସାରା ଏ ବ୍ୟାଟେଲ ଚାଲିଥିଲା ଯୁଦ୍ଧ ଚାଲିଥିଲା ସମସ୍ତଙ୍କୁ ସେ ଦବେଇ ଦେଇଥିଲେ ଯେମିତି ରାଣୀ ଲକ୍ଷ୍ମୀବାଇ ତାନ୍ତିଆ ଟୁପେ ହେଲା ଏ ସମସ୍ତଙ୍କୁ ସେମାନେ ଦବେଇ ଦେଇଥିଲେ ବୁଝିଲା। ତାପରେ ଏ ଯୁଦ୍ଧର ଫଳାଫଳ କଣ ହଉଛି ନା ଯୁଦ୍ଧର ଫଳାଫଳ ହଉଛି ମୁଗଲ ରୁଲ ଏଇ ଯୁଦ୍ଧ ପରେ ପୁରାପୁରି ଭୁଷୁଡି ପଡୁଛି। ମୁଗଲ ସାମ୍ରାଜ୍ୟ ଯୋଉ ଥିଲା ଇଂରେଜ ଆସିବା ପୂର୍ବରୁ ମୁଗଲ ଥିଲା ଆଉ ଇଂରେଜ ବର୍ତ୍ତମାନ 1857 ଯୁଦ୍ଧଟା ପରେ କଣ ହଉଛି ନା ମୁଗଲ ଏମ୍ପରର ପୁରା ଭୁଷୁଡି ପଡୁଛି ହେଲା। ତାପରେ ବ୍ରିଟିଶ ଆର୍ମି ମୁଗଲ ଏମ୍ପାୟାରକୁ କଣ ନଷ୍ଟ କରିଦଉଛନ୍ତି ଆଉ ବାହାଦୁର ଶାହ ସେକେଣ୍ଡକୁ ରାଙ୍ଗୁନ ଜେଲକୁ ପଠେଇ ଦଉଛନ୍ତି ବୁଝିଲା। ତାପରେ ଆପରେ କମ୍ପାନୀ ରୁଲ ଏଣ୍ଡ ହେଲା। କମ୍ପାନୀ ରୁଲ ମାନେ କଣ ନା ସେତେବେଳେ କଣ ନା ଗୋଟେ ପ୍ରାଇଭେଟ କମ୍ପାନୀ କାମ ଏଇ ଯୋଉ ଇଷ୍ଟ ଇଣ୍ଡିଆ କମ୍ପାନୀ କଣ ନା ଗୋଟେ ପ୍ରାଇଭେଟ କମ୍ପାନୀ ଆସିଥିଲା ଚାର୍ଟର ଆକ୍ଟ ପାଇକି ମାନେ କୋଉଠୁ କୁଇନ୍ ଏଲିଜାବେଥ ମାନେ ତାଙ୍କର କ୍ରାଉନ ଯେ ରାଣୀ ଥିଲେ ତାଙ୍କୁ ଦେଇଥିଲେ ଯେ ଆଦେଶ କଣ ନା ତମେ ଇଷ୍ଟ ଇଣ୍ଡିଆ କମ୍ପାନୀ ଯାଅ ତମେ ଇଷ୍ଟ କି ବାଣିଜ୍ୟ କରିବ। ତାହେଲେ ଇଏ ତାଙ୍କର ମନମର୍ଜି ଚଲେଇକି କଣ ଶାସନ କରୁଥିଲେ ବା ଯାହା କିଛି ଏଠି ଯାତ୍ରା ହଉଥିଲା ସବୁ ଇଷ୍ଟ ଇଣ୍ଡିଆ କମ୍ପାନୀ କରୁଥିଲା। କିନ୍ତୁ ଏଇ ଘଟଣା ପରେ ଇଷ୍ଟ ଇଣ୍ଡିଆ କମ୍ପାନୀର ରୁଲ୍ସ ଚାଲିଗଲା କାହାଠୁ ଇଣ୍ଡିଆଠୁ ଇଷ୍ଟ ଇଣ୍ଡିଆ କମ୍ପାନୀର ରୁଲ ଚାଲିଗଲା ହେଲା। ତାପରେ ବ୍ରିଟିଶ କ୍ରାଉନ ଟୁକ୍ ଡାଇରେକ୍ଟ କଣ୍ଟ୍ରୋଲ ମାନେ ବ୍ରିଟିଶର ଯିଏ ଥିଲେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ସେ ଡାଇରେକ୍ଟ କଣ୍ଟ୍ରୋଲ ଏବେ ନେଲେ କାହାକୁ ଇଣ୍ଡିଆର ଡାଇରେକ୍ଟ କଣ୍ଟ୍ରୋଲ ରହିଲା କେଇଟି ନା ବ୍ରିଟିଶ ଗଭର୍ଣ୍ଣମେଣ୍ଟର। ତାମାନେ ଯାହା ବି ଇଣ୍ଡିଆର ବର୍ତ୍ତମାନ ଭଲ ହବ କି ମନ୍ଦ ହବ ସେଟା ଡାଇରେକ୍ଟ ଇଂଲଣ୍ଡରୁ ବିଲ୍ ପାସ୍ ହବ ବୁଝିପାରୁଛ ନା। ତାପରେ ଯାଇକି ଏଠି ଇଣ୍ଡିଆର କାର୍ଯ୍ୟକାରୀ ହବ ହେଲା। ତାପରେ ଏଥିପାଇଁ କଣ ଆସିଲା ନା ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ 1858 ବୁଝିଲା ହେଲା। ତାପରେ କଣ ଚେଞ୍ଜେସ୍ ଇନ୍ ଦ ଆର୍ମିରେ କଣ ଚେଞ୍ଜେସ୍ ହେଲା ନା ଆର୍ମିରେ ଆମର ସେ ବ୍ରିଟିଶର୍ସ ମାନଙ୍କର ସଂଖ୍ୟା କମେଇ ଦେଲେ କଣ ନା ସରି ଆମର ଇଣ୍ଡିଆନ ମାନଙ୍କର ସଂଖ୍ୟା ତାଙ୍କ ଆର୍ମିରେ କମେଇ ଦେଲେ ଆଉ ବ୍ରିଟିଶର୍ସ ମାନଙ୍କର ଆର୍ମି ସଂଖ୍ୟା ବଢେଇ ଦେଲେ କଣ ପାଇଁ ନା ଇଣ୍ଡିଆନ ମାନଙ୍କର ଆର୍ମି ସଂଖ୍ୟା ରହିଲେ ସେ ଯାତ୍ରା କରୁଛନ୍ତି ମାନେ କଣ ଅଧିକା ରିଭୋଲ୍ଟ କରିବେ ଅଧିକା ଏମାନଙ୍କର ଏକତା ରହିବ ସେଥିପାଇଁ ସେମାନେ ବ୍ରିଟିଶର୍ସ ମାନଙ୍କର ଆର୍ମିକୁ ଏଥିରେ ବଢେଇ ଦେଲେ ମାନେ ବ୍ରିଟିଶର୍ସ ମାନଙ୍କ ଆର୍ମି ତାଙ୍କ ବ୍ରିଟିଶ ଆର୍ମିରେ ସେ ଅଧିକା ବଢେଇଲେ ବୁଝିଲା। ତାପରେ ଡିଭାଇଡ ଆଣ୍ଡ ରୁଲ ମାନେ କଣ ସେ କହିଲେ ଆଉ ଆମେ ହିନ୍ଦୁ ଆଉ ମୁସଲିମକୁ କିମ୍ବା ଶିଖ ଯାହା ବି ରହିଲେ ସେମାନଙ୍କୁ ଆମେ କେବେ ବି ଆଉ ଏକତ୍ର କରିବାକୁ ଦବାନି ସେମାନଙ୍କୁ ଆମେ ଜାତି ଭେଦ ଭାବରେ ଆଉ ବିଭିନ୍ନ ଉପାୟରେ ସେମାନେ କଣ କଲେ ନା ଏମାନଙ୍କୁ ଡିଭାଇଡ କଲେ ବୁଝିଲା। ଏମାନଙ୍କୁ ଡିଭାଇଡ କରିବାରେ ସେ ଲାଗିଲେ କୋଉମାନେ ଇଂରେଜ ବାଲା ମାନେ ବୁଝିଲା। ତାପରେ ମଡର୍ନ ନ୍ୟାସନାଲିଜିମ ଆଉ ଆଧୁନିକ ଜାତୀୟତାବାଦର ଆରମ୍ଭ ହେଲା ଏଇ ରିଭୋଲ୍ଟ ପରେ ବୁଝିଲା ହେଲା। ଆଉ ତାପରେ ଇଏ ରିଭୋଲ୍ଟ ଗଲା ପରେ ଏ ରିଭୋଲ୍ଟ ଦେଖିଲ କେମିତି ଆରମ୍ଭ ହେଲା ସୋସିଆଲ ଇକୋନୋମିକ ପଲିଟିକାଲ ଆଉ ସୋସିଓ ରିଲିଜିୟସ୍ କଜେସ୍ ମିଲିଟାରୀ କଜେସ୍ ପାଇଁ ଏ ରିଭୋଲ୍ଟ ଆରମ୍ଭ ହେଲା। ତାପରେ ଏମାନେ ତାକୁ କେମିତି ଦବେଇ ଦେଲେ ବ୍ରିଟିଶର୍ସ ମାନେ
तापर कंपनी रो रूल कोन एंड हैला तापर ब्रिटिश क्राउन इंडिया रो कोन ना पूरा चार्ज नेला ब्रिटिश क्राउन इंडिया रो पूरा चार्ज नेला हैला तापर एठी कोन होउची ना गुटे इंडियन नेशनल कांग्रेस फॉर्मेशन होउची कार ना इंडियन नेशनल कांग्रेस हैला ताले इंडियन नेशनल कांग्रेस कोन देखिबा जे इंडियन नेशनल कांग्रेस 1885 ये एक्चुअली ऑर्गेनाइजेशन किए तयारी करछि कोन भाई तयारी करछि देखो से कहूँ ना इंडियन नेशनल कांग्रेस कौन है ना केबे फाउंड करा जायतिला केबे फाउंड करा जायतिला ना डिसेंबर 28 1885 केते ना डिसेंबर 28 1885 केउट तयारी हितिला ना बॉम्बे जेटा कि वर्तमान हम कहूछ कोन ना मुंबई बुझेला एवं एटा गुटे प्रथम एमिति ऑर्गेनाइजेशन थिला जे कि पान इंडिया पॉलिटिकल ऑर्गेनाइजेशन ता माने इंडिया सारा गुटे पॉलिटिकल ऑर्गेनाइजेशन माने इंडिया सारा लोकन को एकत्र करिवारे सक्षम हितिला किए इंडियन नेशनल कांग्रेस बुझेला एवं एमाने कोन ना फॉर्म टू गिव इंडियंस ए प्लेटफॉर्म टू रेज देयर वॉइस ताले एटा को कोन पई करा जायतिला ना इंडिया सारा लोकंकर कोन ना इंडिया सारा लोकंकर वॉइस को बा तांकर स्वर बा तांकर वॉइस माने कोन सुविधा असुविधा कोन से माने फेस करचंती प्रॉब्लम हमरो ब्रिटिश गवर्नमेंट रे ए कथा को कोउडी जणिया पई कहिथिले ना ब्रिटिश गवर्नमेंट पाखरे कोउडी ना ब्रिटिश गवर्नमेंट पाखरे कथा को जणिया पई कहिथिले बुझेला एथिपाई ए प्लेटफॉर्म को तयारी करथिले आउ शांतिपूर्ण भावरे कोन शांतिपूर्ण भावरे आउ सेल्फ गवर्नेंस आनिया पई स्वराज आनिया पई बा स्वशासन आनिया पई ए ऑर्गेनाइजेशन तयारी करथिले हैला ऑर्गेनाइजेशन मुख्य लक्ष्य थिला एया थिला तयारी करिवार बुझेला तापर बैकग्राउंड कोन ना ये जो फॉर्मेशन ऑफ आईएनसी इंडियन नेशनल कांग्रेस को तयारी करिवार बैकग्राउंड कोन कोन थिला देखो ना पॉलिटिकल अवेयरनेस आमे लोकमान मध्य पॉलिटिकल अवेयरनेस माने राजनीतिक अवेयरनेस को लोकमान मध्य आनिबा आउ नेशनल पॉलिटिकल प्लेटफॉर्म गुटे थिला ये आउ अर्ली पॉलिटिकल ऑर्गेनाइजेशन पूर्वरु मध्य पॉलिटिकल ऑर्गेनाइजेशन थिला केमिति की जेमिति की माने पूर्ण सार्वजनिक सभा 1870 इंडियन एसोसिएशन ऑफ कोलकाता आउ बॉम्बे प्रेसिडेंसी एसोसिएशन 1885 हैला ये कोन थिला ना ये मध्य थिला हमरो पॉलिटिकल ऑर्गेनाइजेशन किंतु एथरे कोन थिला ना एते इंडिया सारा नथिला कोन ना इंडिया सारा लोकन को एकत्र करिवारे ए ऑर्गेनाइजेशन सक्षम नथिला किंतु इंडियन नेशनल कांग्रेस जेतले आसिला आ भितरे समस्त एकत्रित हेले इंडियन नेशनल कांग्रेस सहित बुझेला ये थिला कोन पॉलिटिकल अवेयरनेस लोकमान सहित ये माने अवेयरनेस आनिबा लोकमान मध्य रे तापर रूल ऑफ एओ ह्यूम माने आलन ऑक्टावियन ह्यूम हैला आलन ऑक्टावियन ह्यूम को रूल कोन थिला ना से कहउजन ये जने रिटायर्ड ब्रिटिश सिविल सर्वेंट थिले ये कोउठ थिले ना ब्रिटिश सिविल सर्वेंट हैला ब्रिटिशर लोक ये जो आलन ऑक्टावियन ह्यूम जने ब्रिटिशर थिले तथापि ये कोन कले ना इंडियन नेशनल कांग्रेस माने तयारी होबारे ये बहुत साहाय्य कले बा आंकर यही माने कहिया गले इंडियन नेशनल कांग्रेस तयारी करथिन बुझला वाज इंस्ट्रूमेंटल इन फॉर्मिंग द इंडियन नेशनल कांग्रेस हैला कोन से कोन बिलीव करथले ना एजुकेटेड इंडियंस मानन को एथे आनिया पई आउ से माने आउ ये इंडियन लीडर पाखरे पहुंचले आउ ऑर्गेनाइज करले मीटिंग्स आउ डिस्कस करले इंफॉर्मेशन और डिस्कस द फॉर्मेशन ऑफ ए नेशनल बॉडी आउ ए नेशनल बॉडी तयारी करिवारे आलन ऑक्टावियन ह्यूम बा इंडियन नेशनल कांग्रेस तयारी करिवाले आलन ऑक्टावियन ह्यूम को बहुत अवदान अछि बुझला देखो आलन ऑक्टावियन ह्यूम को कोन कोन कंट्रीब्यूशन रही छी से कहितले जे पीसफुली एक्सप्रेशन तमे शांतिपूर्ण भाव में एक्सप्रेस करिवो से तमर कथा एई कांग्रेस माध्यम रे आउ इंडियन लीडर मानको से तमर एंगेजमेंट रहिवो हां एई जो हमरो इंडियन नेशनल कांग्रेस तयारी होबो आ भीतर कोन होबो ना तमे तमर एंगेजमेंट रहिवो का सहित इंडियन एई हमरो इंडियन लीडर मानको सहित हला आ ऑर्गेनाइजेशन करिवो मीटिंग को ऑर्गेनाइजेशन कोथरे करिवे हम इंडियन नेशनल कांग्रेस द्वारा बुझला ताले ये पार्टी फॉर्म करिवार उद्देश्य कोन थिला तमे शांतिपूर्ण भाव में तमर कथा ब्रिटिशर को जणाई परियो तमे एथिरे इंडियन लीडर माने समस्त मिसिकी एकत्र रही परियो आउ तमे ए जो ऑर्गेनाइजेशन बा मीटिंग जहा होउची हमरो ब्रिटिशर को विषय रे किमा निजो तमर जहा सुविधा असुविधा रही तमे मीटिंग माध्यम रे कहि की गवर्नमेंट को जणाई परियो बुझला ताले ये थिला लक्ष्य आलन ऑक्टावियन ह्यूम को हला बुझला पर कुछ प्रथम मीटिंग जेतेबेले होउची को ना कांग्रेस र प्रथम मीटिंग वर्तमान 1885 रे कोन हला ना हमरो इंडियन नेशनल कांग्रेस तयारी होला हला तापर कोन होउची तयारी होबा परे तापर कोन होउची ना प्रथम मीटिंग टा होउची कोठी ओटा डिसेंबर 28 1885 हला डिसेंबर 28 1885 रे प्रथम सेशन होउची कहार
ନା ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର। ଆଉ ଏଟା କୋଉଠି ହଉଛି? ବମ୍ବେରେ ହଉଛି। ଯେଟା କି ପ୍ରେସିଡେଣ୍ଟ କିଏ କରୁଥିଲେ? ପ୍ରେସିଡେନ୍ସି କାହାର ଥିଲା? ନା ଡବ୍ଲ୍ୟୁସି ବାନାର୍ଜୀ ଥିଲେ ସେଥିରେ ପ୍ରେସିଡେଣ୍ଟ। ବୁଝିହେଲା? ତାପରେ 72 ଜଣ ଡେଲିଗେଟ୍ସ ବା 72 ଜଣ ଡେଲିଗେଟ୍ସ ଆସିଥିଲେ ପୁରା ପାନ୍ ଇଣ୍ଡିଆରୁ, ଇଣ୍ଡିଆ ସାରା ଇଣ୍ଡିଆର ବିଭିନ୍ନ ପାର୍ଟସରୁ ଆସିଥିଲେ 72 ଜଣ ଡେଲିଗେଟ୍ସ। ଆଉ ଏଥିରେ କି ଲିଡର୍ସ କୋଉମାନେ ଥିଲେ? କି ଲିଡର୍ସ ଥିଲେ କଣ? କିଏ? ନା ଦାଦାଭାଇ ନାରୋଜି, ସୁରେନ୍ଦ୍ରନାଥ ବାନାର୍ଜୀ, ଜି ସୁବ୍ରମଣ୍ୟମ ଆୟାର, ଦିନଶା ୱାଚ୍ଚା, ଫେରୁଜ ଶାହ ମେହଟା ଆଉ ଆଲାନ ଅକ୍ଟାଭିଆନ ହ୍ୟୁମ। ହେଲା, ଏଥିରେ କି ଲିଡର୍ସ ଥିଲେ। ବୁଝିହେଲା? ହେଲା, ଦେଖ ଫାଷ୍ଟ ସେସନ ଅଫ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ କୋଉଠି ହଉଛି? ନା ବମ୍ବେରେ ହଉଛି। ତାକୁ ପ୍ରିସାଇଡେଡ୍ ବାଇ ବା ପ୍ରେସିଡେଣ୍ଟ କିଏ ଥିଲେ? ନା ଡବ୍ଲ୍ୟୁସି ବାନାର୍ଜୀ ବା ଉମେଶ ଚନ୍ଦ୍ର ବାନାର୍ଜୀ। 72 ଜଣ ଡେଲିଗେଟ୍ସ ଆଟେଣ୍ଡ କରିଥିଲେ ପୁରା ଇଣ୍ଡିଆ ସାରାରୁ। ଇଣ୍ଡିଆ ସାରା କି ଲିଡର୍ସ କୋଉମାନେ ଥିଲେ? ଦାଦାଭାଇ ନାରୋଜି, ସୁରେନ୍ଦ୍ରନାଥ ବାନାର୍ଜୀ, ଜି ସୁବ୍ରମଣ୍ୟମ ଆୟାର, ଦିନଶା ୱାଚ୍ଚା, ଫେରୁଜ ଶାହ ମେହଟା ଆଉ ଆଲାନ ଅକ୍ଟାଭିଆନ ହ୍ୟୁମ। ହେଲା, ଏତିକି କି ଲିଡର୍ସ ଥିଲେ। ବୁଝିହେଲା? ତାକୁ ଟିକେ ମନେ ରଖିବ। ବୁଝିହେଲା ନା? ହେଲା ହେଲା, ତାପରେ ଦେଖ ତମର ଆସୁଛି ଇମ୍ପାକ୍ଟ ଅଫ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ। ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର କଣ ଇମ୍ପାକ୍ଟ ରହୁଛି? ବୁଝି ହଉଛି ନା କ୍ଲିୟରଲି? ଯଦି ନ ବୁଝି ହଉଛି ମତେ କମେଣ୍ଟରେ କହିବ। ହେଲା, ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର କଣ ଇମ୍ପାକ୍ଟ ରହୁଛି? ନା ଇଏ ଗୋଟେ ପଲିଟିକାଲ ପ୍ଲାଟଫର୍ମ ଥିଲା ଯେ ଇଣ୍ଡିଆନ୍ ମାନଙ୍କ ପାଇଁ ଡିସ୍କସ୍ କରିବେ କଣ ତାଙ୍କର ପ୍ରୋବ୍ଲେମ, କଣ ତାଙ୍କର ଅସୁବିଧା କୋଉଠି? ନା ନ୍ୟାସନାଲ ଲେଭେଲ, ଜାତୀୟ ଲେଭେଲରେ ଡିସ୍କସ୍ କରିବା ପାଇଁ ଇଏ ଗୋଟେ ପଲିଟିକାଲ ପ୍ଲାଟଫର୍ମ ଥିଲା। ହେଲା, ଆଉ ଇଟ୍ ଲେଡ୍ ଦ ଫାଉଣ୍ଡେସନ ଅଫ ଇଣ୍ଡିଆଜ ଫ୍ରିଡମ ମୁଭମେଣ୍ଟ। ଇଣ୍ଡିଆର ଫ୍ରିଡମ ମୁଭମେଣ୍ଟରେ ତାଙ୍କର ବହୁତ ଅବଦାନ ଥିଲା। ଏଇଟା ଗୋଟେ ଫାଉଣ୍ଡେସନ ତିଆରି କଲା ବା ଏଇଟା ଗୋଟେ ମୂଳଦୁଆ ପକେଇଲା ଆମର ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ, ଯାହା ଫଳରେ ସବୁ ଲିଡର ଏକତ୍ର ହେଇପାରିଲେ। ଆଉ ଏଟା କି ପରେ ଡିମାଣ୍ଡ କରିଥିଲା କଣ? ନା ସ୍ୱରାଜ ବା ସେଲ୍ଫ ରୁଲ। ତାପରେ କଣ? ନା ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ଇଏ ଇଂରେଜ ମାନେ ଭାବୁଥିଲେ ଯେ ଏହା ଗୋଟେ ଲୟାଲିଷ୍ଟ ବଡି, ତାମାନେ ଏହା ଗୋଟେ ବହୁତ ମାନେ ଶାନ୍ତିପୂର୍ଣ୍ଣ ଭାବରେ ତାଙ୍କର ପ୍ରସ୍ତାବ ଜଣାଉଛନ୍ତି। କିନ୍ତୁ ଏଇଟା ଗୋଟେ କଣ ହେଲା? ନା ମେନ୍ ଫୋର୍ସ ହେଇଗଲା କଲୋନିଆଲ ରୁଲ। ହେଲା, କିନ୍ତୁ ଏଇ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ଫ୍ୟୁଚରରେ ଯାଇ କଣ ହଉଛି? ନା ତାଙ୍କ ବିରୁଦ୍ଧରେ ଗୋଟେ ଷ୍ଟ୍ରଙ୍ଗ ଅର୍ଗାନାଇଜେସନ ତିଆରି ହଉଛି ତାଙ୍କ ବିରୁଦ୍ଧରେ। ବୁଝିହେଲା? ତାପରେ ଦେଖ, ତାପରେ କହୁଛି ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ। ବର୍ତ୍ତମାନ ଦେଖ ଇଣ୍ଡିଆନ୍ ନ୍ୟାସନାଲ୍ 1885ରେ ସମସ୍ତେ ଥିଲେ ସେଇ ଗୋଟେ ମାନେ ଏକତ୍ରିତ ହୋଇକି କୋଉଥିରେ? ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସରେ। ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସରେ ଥିଲେ ଏକତ୍ରିତ ହୋଇକି। ତମେ ଦେଖିବ ଫ୍ୟୁଚରରେ ବର୍ତ୍ତମାନ କଣ ହବ? ନା ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ଦିଟା ଭାଗରେ ଭାଗ ହେଇଯିବ। ଗୋଟେ ହେଇଯିବ କଣ? ନା ଗୋଟେ ହେଇଯିବ ମଡରେଟ୍ ଫେଜ୍, ଆଉ ଗୋଟେ ହେଇଯିବ ଏକ୍ସଟ୍ରିମିଷ୍ଟ ଫେଜ୍। ନରମପନ୍ଥୀ ଆଉ ଚରମପନ୍ଥୀରେ ଭାଗ ହେଇଯିବ। ତାହେଲେ କଣ ପାଇଁ ହବ କଣ ନାହିଁ ଆମେ ଦେଖିବା। ହେଲା, ବର୍ତ୍ତମାନ ସେ କହୁଛି ଯେ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର ମଡରେଟ୍ ଫେଜ୍ ଗୋଟେ ଅଛି। କଣ? ନା ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର ଗୋଟେ ମଡରେଟ୍ ଫେଜ୍ ଅଛି। କେବେ? ନା 1885ରୁ 1905 ଭିତରେ। 1885ରୁ 1905ରେ ମଡରେଟ୍ ଫେଜ୍ କଣ? ନା ଏଇ ଯୋଉ ମଡରେଟ୍ ଫେଜ୍ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର କେବେଠୁ କେବେ ହେଇଲା? ନା 1885ରୁ 1905। ଏଇ ପିରିୟଡ଼ରେ କଣ ଥିଲେ? ନା ଲିଡର୍ସ ମାନଙ୍କୁ ଜଣା ଯାଉଥିଲା ଯେ ମଡରେଟ୍ ଭାବରେ। କଣ ପାଇଁ? ନା ଏମାନେ ବିଶ୍ୱାସ କରୁଥିଲେ ଯେ ପଲିଟିକାଲ, ଯେ ଏଇ ଯୋଉ ତାଙ୍କର ରାଜନୈତିକ ପାୱାର ବା ତାଙ୍କର ରାଜନୈତିକ ରିଫର୍ମସ ଯୋଉ ଆଣିବେ କାହା ମାଧ୍ୟମରେ? କନଷ୍ଟିଟ୍ୟୁସନାଲ ଆଉ ପିସଫୁଲ ମେଥଡ୍ସ, ଗୋଟେ ସାମ୍ବିଧାନିକ ଆଉ ଶାନ୍ତିପୂର୍ଣ୍ଣ ଭାବରେ ଏମାନେ ଆଣିବାରେ ମାନେ ତାଙ୍କର ପ୍ରତ୍ୟେକ କଥାକୁ ଗଭର୍ଣ୍ଣମେଣ୍ଟ ପାଖରେ ପହଞ୍ଚେଇବେ କୋଉ ମାଧ୍ୟମରେ? କନଷ୍ଟିଟ୍ୟୁସନାଲ, ମାନେ ସେ କହୁଛନ୍ତି ଗଭର୍ଣ୍ଣମେଣ୍ଟକୁ ଯେ ଆମକୁ ଗୋଟେ କନଷ୍ଟିଟ୍ୟୁସନାଲ ଭାବରେ ବା ସାମ୍ବିଧାନିକ ଭାବରେ ତମେ ଶାସନ କର ବା କିଛି ଗୋଟେ ସମ୍ବିଧାନ ଆଣ ଇଣ୍ଡିଆ ଲୋକମାନଙ୍କ ପାଇଁ। ଆଉ କୋଉଥିରେ? ପିସଫୁଲ ମେଥଡ୍ସ, ଶାନ୍ତିପୂର୍ଣ୍ଣ ଭାବରେ ତମେ ଏମାନେ ଯାଉଥିଲେ। ହେଲା, ଏମାନେ ସବୁ କଥା ଶାନ୍ତିପୂର୍ଣ୍ଣ ଭାବରେ ଗଭର୍ଣ୍ଣମେଣ୍ଟକୁ ଜଣାଉଥିଲେ। ଆଉ ଏମାନେ ସର୍ଟ ଟୁ ଏନଗେଜ ଇନ୍ ଡିସ୍କସନ। ଆଉ ଏମାନେ କୋଉଥିରେ ଟ୍ରାଏ କରୁଥିଲେ? କୋଉଥିରେ? ନା ଏମାନେ ଡିସ୍କସନ କରୁଥିଲେ। ହେଲା, ଆଲୋଚନା କରୁଥିଲେ, ପିଟିସନ୍ସ ଦଉଥିଲେ, ନେଗୋସିଏସନ କଥାବାର୍ତ୍ତା କରୁଥିଲେ। ଆଉ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ସହିତ, କାହା ସହିତ? ବ୍ରିଟିଶ ଗଭର୍ଣ୍ଣମେଣ୍ଟ ସହିତ। ରେଦର ଦେନ୍ ରିସୋର୍ଟ ଟୁ ଭାୟୋଲେଣ୍ଟ ରେଜିଷ୍ଟାନ୍ସ। ଏମାନେ କୌଣସି ହିଂସାତ୍ମକ କାର୍ଯ୍ୟ କରିବାକୁ ମାନେ ଭଲ ପାଉନଥିଲେ ବା ଏମାନେ କୌଣସି ହିଂସାତ୍ମକ କାର୍ଯ୍ୟରେ ବିଶ୍ୱାସ କରୁନଥିଲେ। କୋଉମାନେ? ମଡରେଟ୍ ଫେଜ୍ ମାନେ। ବୁଝିହେଲା? ସେମାନଙ୍କର କାମ ଏମାନେ ଗଭର୍ଣ୍ଣମେଣ୍ଟକୁ କେମିତି ଜଣାଉଥିଲେ? ନା ଡିସ୍କସ୍ କରିବେ, ମିଟିଂ କରିବେ, ପିଟିସନ ଦେବେ, ନେଗୋସିଏସନ କରିବେ ବ୍ରିଟିଶ ଗଭର୍ଣ୍ଣମେଣ୍ଟକୁ। କାହାକୁ? ବ୍ରିଟିଶ ଗଭର୍ଣ୍ଣମେଣ୍ଟ ସହିତ। କିନ୍ତୁ ତମେ ଚିନ୍ତା କର, ଯୋଉ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ପଲାସି ଯୁଦ୍ଧ କଲା, ଯୋଉ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ବକ୍ସର ଯୁଦ୍ଧ କଲା, ଯୋଉ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ପାଇଁ ହେଲା ଆମର 1857ର ସିପାହୀ ବିଦ୍ରୋହ ହେଲା, ତାହେଲେ ଇଏ ବ୍ରିଟିଶ ଗଭର୍ଣ୍ଣମେଣ୍ଟ କଣ କେବେ ପିଟିସନ୍ସ, ନେଗୋସିଏସନ ଆଉ ଡିସ୍କସନକୁ ବିଶ୍ୱାସ କରିବ? କେବେ ବି ବିଶ୍ୱାସ କରିବ ନାହିଁ। କିନ୍ତୁ ମଡରେଟ୍ ମାନେ କଣ? ତାଙ୍କର ଏଇଥିରେ ବିଶ୍ୱାସ ଥିଲା, କିନ୍ତୁ ଏକ୍ସଟ୍ରିମିଷ୍ଟ ମାନଙ୍କର ବିଶ୍ୱାସ ନଥିଲା। ବୁଝିହେଲା? ଦେଖୁଛି ମଡରେଟ୍ ଫେଜ୍ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର 1885ରୁ 1905 ଭିତରେ କଣ ଥିଲା? ନା ଏଇ ଯୋଉ ମଡରେଟ୍ ଫେଜ୍ ସେଇଟା ପଢିଲେ। ତାପରେ ଦେଖ ଆ ଭିତରେ ଏଇ ମଡରେଟ୍ ଫେଜ୍ର କି ଲିଡର୍ସ କୋଉମାନେ ଥିଲେ? ମନେ ରଖିବ ଟିକେ। ଦାଦାଭାଇ ନାରୋଜି, ଯାହାକୁ କଣ କୁହାଯାଏ? ନା ଦ ଗ୍ରାଣ୍ଡ
ओल्ड मैन ऑफ इंडिया कौन कह जाए द ग्रांड ओल्ड मैन ऑफ इंडिया है तार किए थिले ना दादा भाई नारोजी जहाँ ग्रांड ओल्ड मैन ऑफ इंडिया कह जाए आ गोपाल कृष्ण गोखले सुरेंद्रनाथ बानर्जी फेरुज शाह मेहटा डब्ल्यूसी बानर्जी एमजी रानाडे आपको टी मन रखिए कौन ना की फिगर से होती इंडियन नेशनल कांग्रेस पुणी मॉडरेट फेज है मॉडरेट फेज बुझला तापर मेथड कौन कौन मेथड यूज करते मॉडरेट फेज एमाने कहते कन्स्टिट्यूशनल एंड नॉन वायोलेंट अप्रोच आम सांविधानिक उपाय जावा आउ कौन हिंसात्मक उपाय आपणेबा नहीं मॉडरेट मानकर एम कौन थी ना पिटिशन्स आउ मेमोरेंडम रिजोल्यूशन इन लेजिस्लेटिव काउंसिल एमाने रिजोल्यूशन दौले पब्लिक रे मीटिंग करथुले न्यूज पेपर आउ जर्नल्स मध्ये एमाने लेखुथुले जेमिति कि द हिंदू केसरी इंडियन मिरर टू रेज देयर पॉलिटिकल अवेयरनेस तांकर पॉलिटिकल अवेयरनेस को आनिया पई एमाने एई सब पत्रिका आरंभ करुथुले बुझिला को माने मॉडरेट फेज माने तापर से कहन जे एंड ऑफ मॉडरेट फेज 1905 रे एंड हला एवं कोन हला ना राइज ऑफ एक्सट्रीमिस्ट ए 1905 रे जते देखियो गुटे हमरो बेंगल पार्टीशन होबोनी बेंगल पार्टीशन हो जते आगु कोइ हम देखिबा सेते हमर कोन ना राइज ऑफ एक्सट्रीमिस्ट रो बेंगल पार्टीशन जते हम सेते हमर उग्रवादी देखा देबे बुझिला तापर देख से कहउछन कोन ना भाई कोन कहउछन ना 1905 मसिया बेलू धरिबा बेलू हला आंको भीतर कोन थिला ना गुटे डिससैटिस्फैक्शन देखा देथिला का भीतर ना हमर होची एक्सट्रीमिस्ट फेज भीतर डिससैटिस्फैक्शन देखा देथिला मॉडरेट्स स्लो मेथड आ मॉडरेट्स मानकर कोन थिला ना स्लो मेथड ए माने पिटिशन देबे तुम देखो जानथि गुटे ऑफिस को जीवो कागज नै जे केथरो घुरेबे से भलिया ए माने से हमर तो वर्तमान गवर्नमेंट से ब्रिटिश गवर्नमेंट रे भाबो कोन ना से माने कागज माने पिटिशंस देबे नेगोशिएशन करिवे डिस्कशन करिवे एटा तांको कोन ना स्लो बहुत गुटे माने स्लो मेथड माने इंडिपेंडेंस पाइबारे ए माने गुटे स्लो मेथड लागुतला हा जोटा कि एक्सट्रीमिस्ट लीडर माने कोन भाबुथिले एक्सट्रीमिस्ट लीडर को मानथिले बाल गंगाधर तिलक बिपिन चंद्र पाल आउ लाला लाजपत राय जेमानकु लाल बाल पाल कह जाय कोन लाल बाल पाल हला लाल बाल पाल ये बाल गंगाधर तिलक बिपिन चंद्र पाल आउ लाला लाजपत राय हला एमाने एक्सट्रीमिस्ट लीडर एमाने भाबुथिले कोन एटा गुटे बहुत स्लो मेथड मॉडरेट जहा करूची बहुत स्लो मेथड रे करूची हला आ जो पार्टीशन बेंगल लो पार्टीशन थिला 1905 एटा गुटे मार्क करथिला कोन ना मॉडरेट टू एक्सट्रीमिस्ट फेज को मार्च करथिला हला तापर कोन होची ना देखो तापर कोन होची एक्सट्रीमिस्ट फेज ऑफ इंडियन नेशनल कांग्रेस रो एक्सट्रीमिस्ट फेज कोन ना 1905 रु 1919 एक्सट्रीमिस्ट फेज विषय टिके पढिबा जे उग्रवादी से कुछ एक्सट्रीमिस्ट फेज ऑफ द इंडियन नेशनल कांग्रेस केबे टू केबे लास्टेड हेतिला ना 1905 रु 1919 ड्यूरिंग केबे ड्यूरिंग एई पीरियड रे हला आ इंडियन नेशनलिस्ट माने कोन हेतिले ना फ्रस्ट्रेटेड भारी विरक्त हो जाइथिले आ कोन पाई ना ए जो स्लो प्रोग्रेस ऑफ द मॉडरेट्स ए मॉडरेट मानकर स्लो प्रोग्रेस ए मान कथा कि सुनु नथिले तमे नै कि जाओ जत थर पिटिशन नेगोशिएशन नै कि जाओ अरे एते फ्यूचर माने पास्ट रे हमर एते युद्ध हेई ताको सहित ता परे भी जदी तमे एई भली मेथड नबो से माने ब्रिटिशर्स माने सुनिबेनी ताले एटा कोन थिला ना स्लो प्रोग्रेस थिला 1885 रे 1905 बहुत स्लो प्रोग्रेसिव थिला तापर एमाने जो हमर एक्सट्रीमिस्ट लीडर माने कोन को उपाय आपणैले असर्टिव एंड राडिकल मेथड माने कोन उग्रवादी आ एमाने सब हिंसात्मक उपाय रे माने कोन विश्वास रखिले आमे माने जे हमकु कथा न सुनिबो बा जे हम ऊपर राज करिवो आमे ताकू छाड़ीबुनी आमे मारिया पाई मध्य पछेइबु नाही आ डिमांड करथिले कोन ना स्वराज सेल्फ रूल हला ताल देखो कजेस ऑफ द राइज ऑफ एक्सट्रीमिज्म ताले ए उग्रवाद होबार कारण कोन थिला ना मॉडरेट मेथड फेल्युअर ही जिबा पार्टीशन ऑफ बेंगल 1905 देखो से कहउछन लॉर्ड कर्जन को द्वारा जते बेंगल को भाग करा गला हां तते मध्य ये गुटे कारण थिला आउ इंस्पिरेशन फ्रॉम इंटरनेशनल इवेंट्स माने जेमति कि जापान लो विक्टोरी थिला रशिया ऊपर आउ रिप्रेसिव ब्रिटिश पॉलिसीज ब्रिटिश मानकर जो इंट्रोड्यूस करथिले सेडिशियस लॉज माने कोन आईन विरोधी काम माने सॉरी हमर होची जे तुम ब्रिटिश गवर्नमेंट विषय रे कोनोसी कथा लेखि पारिबोनी ता माने ब्रिटिश गवर्नमेंट जदी किछि खराब करूची आ किछि माने लुकंको एगेंस्ट रे जाउची तमे मध्य ता विरुद्ध रे किछि लेखि पारियो नाही तने करी सेडिशियस लॉ होची सेटा जे तुम ब्रिटिश गवर्नमेंट रे कोनोसी कथा लेखि पारियो नाही बुझिला जेटा कि कर्व्ड प्रेस फ्रीडम
ମାନେ କଥା କହିବାର ଶକ୍ତି ଆଉ ମାନେ ଫ୍ରିଡମ ଅଫ ସ୍ପିଚ କୁ ସେମାନେ ଛଡାଇ ନେଲେ ବୁଝିହେଲା। ଆଉ ଏଇଥିରେ ରାଉଲତ ଆକ୍ଟ ଆସିଥିଲା 1919 ରେ, ତାକୁ ଆମେ ଦେଖିବା ଫର୍ଦର ଡିସ୍କସ କରିବା। କହୁଛନ୍ତି କି ଆମଙ୍କ ଭିତରେ କି ଲିଡର୍ସ ବା କୋଉମାନେ ଲିଡର୍ସ ଥିଲେ ଆମର ଏକ୍ସଟ୍ରିମିଷ୍ଟ ଫେଜରେ, ଯେମିତିକି ଲାଲ ବାଲ ପାଲ ବା ବାଲ ଗଙ୍ଗାଧର ତିଲକ। ଏମାନେ ଇଏ କ'ଣ କହୁଥିଲେ ନା ସ୍ୱରାଜ ହେଉଛି ମୋର ଜନ୍ମଗତ ଅଧିକାର ଏବଂ ମୁଁ ଆକୁ ନେଇକି ରହିବି ବା ଆଇ ଶ୍ୟାଲ୍ ହ୍ୟାଭ୍ ଇଟ୍ ହେଲା। ଆଉ ବିପିନ ଚନ୍ଦ୍ର ପାଲ ଥିଲେ କ'ଣ ନା ଆଡଭୋକେଟ୍ ଅଫ୍ ଦ ସ୍ୱଦେଶୀ ମୁଭମେଣ୍ଟ। ଲାଲା ଲାଜପତ ରାୟ ଯିଏକି ଲେଡ୍ ପ୍ରୋଟେଷ୍ଟ ଏଗେନ୍ଷ୍ଟ ବ୍ରିଟିଶ ରୁଲ ଇନ୍ ପଞ୍ଜାବ। ଆଉ ଅରବିନ୍ଦ ଘୋଷ ଯିଏକି ପ୍ରମୋଟ କରିଥିଲେ ରିଭଲ୍ୟୁସନାରୀ ନ୍ୟାସନାଲିଜିମକୁ ବୁଝିଲା। ତାହେଲେ ଇଏ ଥିଲେ କ'ଣ ନା ମେନ୍ ଲିଡର ଥିଲେ, ଯେମିତିକି ବାଲ ଗଙ୍ଗାଧର ତିଲକ, ବିପିନ ଚନ୍ଦ୍ର ପାଲ, ଲାଲା ଲାଜପତ ରାୟ ଆଉ ହେଉଛି କିଏ ଇଏ ଥିଲେ ଅରବିନ୍ଦ ଘୋଷ ଥିଲେ, ଆମର ହେଉଛି କି ଲିଡର୍ସ ଥିଲେ ହେଲା। ଏଇ 4 ଜଣଙ୍କ ନାଁ ମନେ ରଖିବ, ବାଲ ଗଙ୍ଗାଧର ତିଲକ, ବିପିନ ଚନ୍ଦ୍ର ପାଲ, ଲାଲା ଲାଜପତ ରାୟ ଆଉ ଅରବିନ୍ଦ ଘୋଷ। ଏଇ 4 ଜଣଙ୍କ ନାଁ ମନେ ରଖିବ ବୁଝିଲା ହେଲା। ତାପରେ ଦେଖ ତାଙ୍କର ଅବଜେକ୍ଟିଭ କ'ଣ ଥିଲା ଏକ୍ସଟ୍ରିମିଷ୍ଟ ମାନଙ୍କର, କହୁଥିଲେ ସ୍ୱରାଜ ଯେ କମ୍ପ୍ଲିଟ ସେଲ୍ଫ ରୁଲ, ଆମକୁ କମ୍ପ୍ଲିଟ ସେଲ୍ଫ ରୁଲ ଦିଅ। ଆଉ ସ୍ୱଦେଶୀ ଆଉ ବୟକଟ ମୁଭମେଣ୍ଟସ୍, ସେମାନେ ସ୍ୱଦେଶୀ ମାନେ ନିଜ ଦେଶର କ'ଣ ଇଣ୍ଡିଆନ ଗୁଡ୍ସ, ଇଣ୍ଡିଆର ସବୁ ନିଜ ଦେଶରେ ଯାହା ପ୍ରଡ୍ୟୁସ ହେଉଛି ତାକୁ ସେମାନେ ପ୍ରମୋଟ କରୁଥିଲେ, ଇଣ୍ଡିଆର ଇଣ୍ଡଷ୍ଟ୍ରିକୁ ପ୍ରମୋଟ କରୁଥିଲେ, ଆଉ ଇଣ୍ଡିଆର ସେଲ୍ଫ ରିଲାଏନ୍ସ ଆତ୍ମନିର୍ଭରକୁ ମଧ୍ୟ ଏମାନେ ପ୍ରମୋଟ କରୁଥିଲେ। କେଉଁମାନେ ଏକ୍ସଟ୍ରିମିଷ୍ଟ ଫେଜ୍ ମାନେ, ଏମାନେ କ'ଣ କହୁଥିଲେ ନା ଯେତିକି ବିଦେଶୀ ଦ୍ରବ୍ୟ ଆସୁଛି ଆମେ କୌଣସି ତାଙ୍କ ଦ୍ରବ୍ୟକୁ ବ୍ୟବହାର କରିବାନି, ତାଙ୍କ ଦ୍ରବ୍ୟକୁ ଆମେ ବୟକଟ କରିବା, ଆଉ ନିଜ ଦେଶର ଦ୍ରବ୍ୟକୁ ଆମେ କ'ଣ କରିବା ପ୍ରମୋଟ କରିବା ବୁଝିଲା। ଆଉ ବ୍ରିଟିଶର ଦ୍ରବ୍ୟକୁ ଆମେ ବୟକଟ କରିବା। ଇଏ କାହାର ଥିଲା ନା ଇଏ ଥିଲା ଅବଜେକ୍ଟିଭ ବା ଇଏ ଥିଲା ଲକ୍ଷ୍ୟ ଥିଲା କାହାର ଏକ୍ସଟ୍ରିମିଷ୍ଟ ଲୋକଙ୍କର ବୁଝିଲା। ତାପରେ ହେଉଛି କ'ଣ ନା ପବ୍ଲିକ ମୋବିଲାଇଜେସନ, ସେମାନେ ଏନକରେଜ କରୁଥିଲେ ଯେ ମାସ୍ ପ୍ରୋଟେଷ୍ଟ ଆଉ ଷ୍ଟ୍ରାଇକ୍ସ ପାର୍ଟିସିପେସନ, ମାନେ ଜନ ଆନ୍ଦୋଳନ, ହରତାଳ କରିବା। ଆଉ ପାର୍ଟିସିପେସନ କାହାର ରଖୁଥିଲେ ନା କମନ ପିପୁଲ, ସାଧାରଣ ଜନତା ମାନଙ୍କର ଏମାନେ ପାର୍ଟିସିପେଟ କରୁଥିଲେ ବା ସେମାନଙ୍କୁ ମିଶାଉଥିଲେ ତାଙ୍କ ମୁଭମେଣ୍ଟରେ ହେଲା। ତାହେଲେ ଏମାନଙ୍କର କ'ଣ କ'ଣ ମେଥଡ ଥିଲା ନା ପ୍ରଥମ ଥିଲା କ'ଣ ନା ପବ୍ଲିକ ମୋବିଲାଇଜେସନ, ଲୋକମାନଙ୍କୁ ପ୍ରଥମେ ଏକତ୍ରିତ କରିବା, ପବ୍ଲିକ ମାନଙ୍କୁ ଏକତ୍ରିତ କରିବା କ'ଣ ପାଇଁ ନା ମାସ୍ ପ୍ରୋଟେଷ୍ଟ କରିବା, ଜନ ଆନ୍ଦୋଳନ ବହୁତ ମାନେ ଆନ୍ଦୋଳନ, ବଡ଼ ବଡ଼ ଆନ୍ଦୋଳନ କରିବା, ଷ୍ଟ୍ରାଇକ୍ସ କରିବା, ହରତାଳ କରିବା, ଏସବୁରେ ସେମାନେ ବିଶ୍ୱାସ ରଖୁଥିଲେ କୋଉମାନେ ଏକ୍ସଟ୍ରିମିଷ୍ଟ ମାନେ। କିନ୍ତୁ ଅବଜେକ୍ଟିଭ ଆମର ମଡରେଟ୍ ମାନେ କ'ଣ କରୁଥିଲେ ପିଟିସନ୍ସ, ଡିସ୍କସନ, କାଗଜରେ ଲେଖା, ଏସବୁ ମାନେ ମିଟିଂସ ମଡରେଟ୍ ମାନେ କରୁଥିଲେ, କିନ୍ତୁ ଏକ୍ସଟ୍ରିମିଷ୍ଟ ମାନେ ଏଭଳି ଉପାୟ ଆପଣେଇଲେ ବୁଝିଲା ହେଲା। ଏସବୁ ଆଉ ଅନଜଷ୍ଟ ଲ, ବ୍ରିଟିଶ ମାନଙ୍କର ଅନଜଷ୍ଟ ଲ ମାନେ ତାଙ୍କର ଆଇନ ବିରୋଧୀ, ମାନେ ଯୋଉଟା ଲୋକମାନଙ୍କର ବିରୁଦ୍ଧରେ ଯାଉଥିଲା ଯୋଉ ଲ ଉପରେ, ସେଥିରେ ସ୍ୱର ଉତ୍ତୋଳନ କରୁଥିଲେ କୋଉମାନେ ଏକ୍ସଟ୍ରିମିଷ୍ଟ ମାନେ ବୁଝିଲା। ଏମାନଙ୍କର କ'ଣ ଲକ୍ଷ୍ୟ ଥିଲା ନା ଆମକୁ କମ୍ପ୍ଲିଟ ଦିଅ ସେଲ୍ଫ ରୁଲ, ପୂର୍ଣ୍ଣ ସ୍ୱରାଜ ଦିଅ, ସ୍ୱଦେଶୀକୁ ଆପଣାଉଥିଲେ, ବିଦେଶୀକୁ ବୟକଟ କରୁଥିଲେ, ଆଉ ପବ୍ଲିକ ଲୋକମାନଙ୍କୁ ମୋବିଲାଇଜେସନ କରୁଥିଲେ, ଲୋକମାନଙ୍କୁ ଏକତ୍ରିତ କରୁଥିଲେ, ଆଉ ରେଜିଷ୍ଟାନ୍ସ ଏଗେନ୍ଷ୍ଟ ବ୍ରିଟିଶ ପଲିସିଜ ଉପରେ ଏମାନେ ସ୍ୱର ଉତ୍ତୋଳନ କରୁଥିଲେ ବୁଝିଲା। ତାପରେ ଏମାନଙ୍କର କ'ଣ ମେଥଡ ଥିଲା ଏକ୍ସଟ୍ରିମିଷ୍ଟ ମାନଙ୍କର, ଯେ ଏମାନେ ଦ ଏକ୍ସଟ୍ରିମିଷ୍ଟ ଆବାଣ୍ଡନ ପିଟିସନ୍ସ ଆଣ୍ଡ ଆଡଭୋକେଟ ଡାଇରେକ୍ଟ ଆକ୍ସନ। ଏମାନେ ପିଟିସନ୍ସକୁ ଆଉ ଭରସା କଲେନି ଯେ ଆମେ ଆଉ କାଗଜ ପତ୍ରରେ କିଛି ଆଉ ତମକୁ ନେଇକି ଦବାନି, ତମେ ତ ଶୁଣୁନ, ଆମେ ଏବେ ଡାଇରେକ୍ଟ ଆକ୍ସନ ନେବା। ଡାଇରେକ୍ଟ ଆକ୍ସନ କ'ଣ ନା ସ୍ୱଦେଶୀ ମୁଭମେଣ୍ଟକୁ ସେମାନେ ଆପଣେଇଥିଲେ 1905 ରୁ 1911। ଆଉ ମାସ୍ ମୋବିଲାଇଜେସନ, ରିଭଲ୍ୟୁସନାରୀ ଆକ୍ଟିଭିଟିଜ, ନ୍ୟାସନାଲ ପ୍ରେସ୍ କ'ଣ ନା ଯେମିତିକି ନ୍ୟାସନାଲିଷ୍ଟ ପ୍ରେସ୍, ଜାତୀୟତାବାଦୀ ଆମ ପେପର ସେତେବେଳେ ଆସୁଥିଲା ଖବର କାଗଜ, ଯେମିତିକି କ'ଣ ନା କେଶରୀ, ଯୋଉଟାକି ମରାଠୀରେ ଲେଖାଯାଉଥିଲା, ଆଉ ମରାଠାକୁ ଯୋଉଟାକୁ ଇଂଲିଶରେ ଲେଖାଯାଉଥିଲା। ଏଇଟା କ'ଣ ହେଲା ନା ଏଇଟା ଜାତୀୟତାବାଦ ସ୍ପ୍ରେଡ କରିବାରେ ବହୁତ ସହାୟକ ଥିଲା ବୁଝିଲା। ଜାତୀୟତାବାଦ ହେଲା କ'ଣ ନା ଜାତୀୟତାବାଦ ଆଇଡିଆ ମାନେ ଦବାରେ ବହୁତ ସହାୟକ ହଉଥିଲା କିଏ, ଏଇ ପେପର ମାନେ ଏଇଥିରେ ଲେଖୁଥିଲେ ବା ଇଂରେଜ ବିରୁଦ୍ଧରେ ଲେଖୁଥିଲେ କ'ଣ ହେଉଛି ନାହିଁ। ସେତେବେଳେ ତ ମୋବାଇଲ ଇଣ୍ଟରନେଟ ଥିଲାନି, ହ୍ୱାଟ୍ସଆପ୍ ଥିଲାନି ଯେ ମେସେଜ ପଠେଇଦେଲେ ସମସ୍ତଙ୍କ କତିକି ପଳେଇଯିବ। ସେତେବେଳେ ଏଇ ପେପର ମାଧ୍ୟମରେ ସମସ୍ତଙ୍କୁ କ'ଣ ଲୋକମାନଙ୍କୁ ଜଣାଉଥିଲେ ଯେ ବ୍ରିଟିଶର୍ସ ମାନେ କ'ଣ ଏଠି କରୁଛନ୍ତି ବୁଝିଲା। ତାପରେ ଆଉ ବନ୍ଦେ ମାତରମକୁ କ'ଣ ନା ଇନ୍ସପାୟାର କଲା କି ରିଭଲ୍ୟୁସନାରୀ ଆକ୍ଟିଭିଟିଜ, ବନ୍ଦେ ମାତରମ ଭଳି ମାନେ ସଙ୍ଗୀତ ଲୋକମାନଙ୍କୁ ଜାତୀୟତାବାଦୀ ବା ଲୋକମାନଙ୍କୁ ଆନ୍ଦୋଳନ କରିବାରେ ସେମାନଙ୍କୁ କ'ଣ କରିଥିଲା ଉତ୍ସାହ କରିଥିଲା ବୁଝିଲା। ତାପରେ ଦେଖ କହୁଛନ୍ତି ଏଇ ଏକ୍ସଟ୍ରିମିଷ୍ଟ ଫେଜରେ ଆମର ମେନ୍ ଇଭେଣ୍ଟ କ'ଣ ହେଇଛି ବା ଇମ୍ପୋର୍ଟାଣ୍ଟ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ସବୁ କ'ଣ ହେଇଛି, ଘଟଣା ସବୁ କ'ଣ ହେଇଛି ଏକ୍ସଟ୍ରିମିଷ୍ଟ ଫେଜରେ ନା ଏକ୍ସଟ୍ରିମିଷ୍ଟ ଫେଜ କେବେ ହେଲା 1905 ରୁ 1911 ଏକ୍ସଟ୍ରିମିଷ୍ଟ ଫେଜ। ତାହେଲେ ଏଇ ଏକ୍ସଟ୍ରିମିଷ୍ଟ ଫେଜରେ ସେ କହୁଛନ୍ତି ପାର୍ଟିସନ ଅଫ ବେଙ୍ଗଲ ପାର୍ଟିସନ ହେଲା। ଆଉ ବେଙ୍ଗଲ ପାର୍ଟିସନର କାରଣ କ'ଣ ଘଟଣା ଘଟିଛି, ଆଉ ଆର ଇମ୍ପାକ୍ଟ କ'ଣ ପଡ଼ିଛି, ଆର ପ୍ରଭାବ କ'ଣ ପଡ଼ିଛି, ଆମେ ପୁରା ଡିସ୍କସ କରିବା ହେଲା।
ସେ କହୁଛନ୍ତି ଗୋଟେ ବେଙ୍ଗଲ ଯେଉଁ ପାର୍ଟିସନ୍ ହେଲା 1905 ରେ ଗୋଟେ ବହୁତ କଣ୍ଟ୍ରୋଭର୍ସିଆଲ ଡିସିସନ୍ ଥିଲା ଯେଟାକି ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଦ୍ୱାରା ନିଆଯାଇଥିଲା ଆଉ ଏଟାକୁ ଇମ୍ପ୍ଲିମେଣ୍ଟ କାହା ଦ୍ୱାରା କରାଯାଇଥିଲା ନା ଲର୍ଡ କର୍ଜନଙ୍କ ଦ୍ୱାରା କେବେ ଅକ୍ଟୋବର 16 1905 ହେଲା ଆଉ ଏମାନେ ରେଜଲ୍ଟେଡ୍ ଇନ୍ ଏ ଷ୍ଟ୍ରଙ୍ଗ ନ୍ୟାସନାଲିଷ୍ଟ ମୁଭମେଣ୍ଟ ଗୋଟେ ଜାତୀୟତାବାଦୀ ମୁଭମେଣ୍ଟରେ ପରିଣତ ହୋଇଥିଲା ଯେଟାକି କ'ଣ ନା ଲିଡିଂ ଟୁ ସ୍ୱଦେଶୀ ଆଣ୍ଡ ବୟକଟ୍ ମୁଭମେଣ୍ଟସ୍ ସ୍ୱଦେଶୀ ଆଉ ବୟକଟ୍ ମୁଭମେଣ୍ଟକୁ ଡାକି ଆଣିଥିଲା କିଏ ଆମର ବେଙ୍ଗଲ ପାର୍ଟିସନ୍ ହେଲା ତାହେଲେ କାରଣ କ'ଣ ଥିଲା ନା ବେଙ୍ଗଲ ପାର୍ଟିସନ୍ର କାରଣ ହେଉଛି ଯେ ଇଂରେଜ ବାଲା କହୁଛନ୍ତି କ'ଣ ନା ଆମେ ଆକୁ ଆଡମିନିଷ୍ଟ୍ରେଟିଭ୍ ରିଜନ୍ସ ପାଇଁ କରିଛୁ ଅଫିସିଆଲ ଜୁରିଡିକ୍ସନ୍ ତାମାନେ ଆମେ ଶାସନ ବ୍ୟବସ୍ଥାକୁ ଠିକ୍ କରିବା ପାଇଁ କରିଛୁ କ'ଣ ପାଇଁ ନା ସେ କହୁଛନ୍ତି ବେଙ୍ଗଲଟା ଗୋଟେ ଏତେ ବଡ଼ ପ୍ରୋଭିନ୍ସ ଗୋଟେ ବହୁତ ବଡ଼ ପ୍ରୋଭିନ୍ସ ଯେଉଁଠି 78 ମିଲିୟନ ଲୋକ ବାସ କରୁଛନ୍ତି ଯେଉଁଠି 78 ମିଲିୟନ ଲୋକ ମାନେ ରହୁଛନ୍ତି ବେଙ୍ଗଲରେ ସେଠି ଆମେ କ'ଣ ନା ଶାସନ କରିପାରିବାନି କାହାକୁ ବେଙ୍ଗଲ ଲୋକକୁ ଏତେ ବଡ଼ ପ୍ରୋଭିନ୍ସକୁ ଆମେ ଶାସନ କରିବାରେ ଆମକୁ ମାନେ ଅସୁବିଧା ହେଉଛି ସେଥିପାଇଁ ଆମେ ବେଙ୍ଗଲକୁ ପାର୍ଟିସନ୍ କରୁଛୁ କିନ୍ତୁ ବ୍ରିଟିଶ ମାନଙ୍କର ଦ ବ୍ରିଟିଶ କ୍ଲେମ୍ଡ ଦ୍ୟାଟ୍ ଗଭର୍ଣ୍ଣିଂ ସଚ୍ ଏ ଲାର୍ଜ ରିଜନ୍ ୱାଜ୍ ଡିଫିକଲ୍ଟ ତାହେଲେ ବହୁତ ଡିଫିକଲ୍ଟ ହେଉଛି ବା ବହୁତ ଅସୁବିଧା ହେଉଛି ଏ 78 ମିଲିୟନ ଲୋକଙ୍କୁ ଏକାଥରକେ କ'ଣ ନା ତାଙ୍କୁ ଗୋଟେ ଶାସନ କରିବା ପାଇଁ ବା ତାଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଆମେ ଏ 78 ମିଲିୟନ ଲୋକଙ୍କୁ ଭାଗ କରିବୁ ଆମେ ଆମକୁ ଡିଭାଇଡ୍ କରିଦେବୁ କ'ଣ ପାଇଁ ନା ଫର୍ ବେଟର ଆଡମିନିଷ୍ଟ୍ରେସନ୍ ଗୋଟେ ଭଲ ପ୍ରଶାସନ ଆଣିବା ବା ଗୋଟେ ଭଲ ଗଭର୍ଣ୍ଣମେଣ୍ଟ ଆଣିବା ପାଇଁ ଆମେ ଆମକୁ ଡିଭାଇଡ୍ କରିଦେବୁ ବୁଝିଲା ଆଉ ଦୁଇଟା ନୂଆ ପ୍ରୋଭିନ୍ସ କ୍ରିଏଟ୍ ହେବ କ'ଣ ନା ଗୋଟେ ୱେଷ୍ଟର୍ଣ୍ଣ ବେଙ୍ଗଲ ଯେଉଁଥିରେ ହିନ୍ଦୁ ମେଜରିଟି ରହିବେ ଆଉ ଗୋଟେ ଇଷ୍ଟର୍ଣ୍ଣ ବେଙ୍ଗଲ ଆସାମ ଯେଉଁଥିରେ ମୁସଲିମ ମେଜରିଟି ରହିବେ ବୁଝିଲା କିନ୍ତୁ ପ୍ରକୃତ କାରଣ କ'ଣ ଥିଲା ନା ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି ଏମାନଙ୍କୁ ଭାଗ କରିବା ଆଉ ରୁଲ୍ କରିବା କାହିଁକି ନା ଏମାନଙ୍କୁ ଏକତ୍ରିତ କଲେ ଏମାନେ ପୁଣି ମୁଭମେଣ୍ଟ କରିବେ ଏମାନଙ୍କୁ ଯଦି ଆମେ ୟୁନିଟ୍ କରିଦେବା ଏମାନେ ପୁଣି କ'ଣ କରିବେ ମୁଭମେଣ୍ଟ ଆରମ୍ଭ କରିଦେବେ ତାଙ୍କର ମୂଳ ଲକ୍ଷ୍ୟ କ'ଣ ଥିଲା ନା ଏମାନଙ୍କୁ ଆମେ ଏକତ୍ରିତ ହେବା ପାଇଁ ଦେବା ନାହିଁ ବୁଝିଲା ତାହେଲେ ଡିଭାଇଡ୍ କରିବା ହିନ୍ଦୁ ଆଉ ମୁସଲିମ କି ସୋ ଦେ ଉଡ୍ ନଟ୍ ୟୁନାଇଟ୍ ଏଗେନ୍ଷ୍ଟ କଲୋନିଆଲ ରୁଲ୍ ବୁଝିଲା ଆଉ ନ୍ୟୁ ପ୍ରୋଭିନ୍ସ କ'ଣ ନା ଇଷ୍ଟର୍ଣ୍ଣ ବେଙ୍ଗଲ ଏଣ୍ଡ ଆସାମ ତାକୁ ଡିଜାଇନ୍ କରାଯାଇଥିଲା କ'ଣ ପାଇଁ ନା ଆपिଜ୍ ମୁସଲିମ ମାନଙ୍କୁ ଶାନ୍ତ କରିବା ପାଇଁ ଏମାନଙ୍କୁ ଇଷ୍ଟର୍ଣ୍ଣ ବେଙ୍ଗଲ ଆଉ ଆସାମ ତିଆରି କରିଥିଲେ ଆଉ ଦେଖିବ ଏଇ ବ୍ରିଟିଶର୍ସ ମାନଙ୍କର ଏଇ ଡିଭାଇଡ୍ ଆଉ ରୁଲ୍ ପାଇଁ କ'ଣ ହେଇଥିଲା ନା ବ୍ରିଟିଶର ମାନଙ୍କର ଡିଭାଇଡ୍ ଆଉ ରୁଲ୍ ପାଇଁ ଦେଖିବ ଏଇ ଯେଉଁ ଆମର ଇଷ୍ଟର୍ଣ୍ଣ ବେଙ୍ଗଲ କରିଦେଲେନି ଯେଉଁଠୁ ତାଙ୍କ ମନର କୋଉଠି ନା କୋଉଠି ମୁସଲିମ ଲିଗ୍ ବା ମୁସଲିମ ମାନଙ୍କର ମାନେ ଡିଭାଇଡ୍ ହେବାର ଗୋଟେ ମନୋଭାବ ଆସିଯିବ ମୁସଲିମ ଲିଗ୍ ତିଆରି ହେବ 1906ରେ ତାପରେ ମୁସଲିମ ଲିଗ୍ ପରେ ସେମାନେ ଆମକୁ ଦେଖିବ ଏଇଟାକୁ 1940ରେ ଜିନ୍ନା କ'ଣ କହିବେ ନା ଆମକୁ ଗୋଟେ ପାକିସ୍ତାନ ଦିଅ ହେଲା ଦେଖିବ ଆମେ ତାମାନେ ସପ୍ରେସିଂ ଦ ସ୍ୱଦେଶୀ ମୁଭମେଣ୍ଟକୁ କେମିତି ସପ୍ରେସ୍ କଲେ ନା ବେଙ୍ଗଲ ଗୋଟେ ଫୋରଫ୍ରଣ୍ଟ ଥିଲା ନ୍ୟାସନାଲିଷ୍ଟ ଷ୍ଟ୍ରଗଲର ଯେତେବେଳେ ଆମର ମାନେ ଫ୍ରିଡମ୍ ଷ୍ଟ୍ରଗଲ ଚାଲିଥିଲା ସେତେବେଳେ ବେଙ୍ଗଲ ଗୋଟେ ଏମିତି ଜାଗା ଥିଲା ଯେଉଁଠି ସବୁ ଷ୍ଟ୍ରଗଲର ଉତ୍ପନ୍ନ ହୁଏ ବା ସେଇଠୁ ସବୁ ଆଇଡିଆ ଆସେ ସେଠି ଲିଡର କୋଉମାନେ ଥିଲେ ବଡ଼ ବଡ଼ ଲିଡର ସୁରେନ୍ଦ୍ରନାଥ ବାନାର୍ଜୀ ବିପିନ ଚନ୍ଦ୍ର ପାଲ ଅରବିନ୍ଦ ଘୋଷ ଏଇମାନଙ୍କ ସାହାଯ୍ୟରେ ବଡ଼ ବଡ଼ ମୁଭମେଣ୍ଟ ମଧ୍ୟ କ'ଣ ଏମାନେ ଲଞ୍ଚ କରନ୍ତି ଆଉ ଏମାନେ ଲୋକମାନଙ୍କୁ ଇଂରେଜର ବିରୁଦ୍ଧରେ ଆସିବା ପାଇଁ ଉତ୍ସାହିତ କରିଥାନ୍ତି ବୁଝିଲା ସେଥିପାଇଁ କହିଲେ ଏଇ ବେଙ୍ଗଲ ଲୋକକୁ ଆଗରୁ ଯେମିତି ହଉ ଆମେ ଡିଭାଇଡ୍ କରିଦେବା ବୁଝିପାରୁଛ ନା ବେଙ୍ଗଲକୁ ଆମେ ଯେମିତି ଡିଭାଇଡ୍ କରିଦେଲେ ଏମାନଙ୍କର ଆଇଡିଆ ଆଉ ଏମାନଙ୍କ ସହିତ ମିଶିପାରିବ ନାହିଁ ବୁଝିଲା ତାପରେ ଇମ୍ପ୍ଲିମେଣ୍ଟେସନ୍ ଅଫ୍ ଦ ପାର୍ଟିସନ୍ ତାହେଲେ ଏବେ କାର୍ଯ୍ୟକାରୀ କେବେ ହେଲା କାର୍ଯ୍ୟକାରୀ ହେଲା ଅକ୍ଟୋବର 16 1905ରେ ହେଲା ଯୋଉଟାକି ଅଫିସିଆଲି ଡିଭାଇଡ୍ କରାଗଲା ବେଙ୍ଗଲକୁ ଆଉ ୱେଷ୍ଟର୍ଣ୍ଣ ବେଙ୍ଗଲ ୱେଷ୍ଟର୍ଣ୍ଣ ବେଙ୍ଗଲ ବିହାର ଆଉ ଓଡ଼ିଶାରେ ଯେତେ ରହିଲେ ହିନ୍ଦୁ ମେଜରିଟି ଆଉ ଇଷ୍ଟର୍ଣ୍ଣ ବେଙ୍ଗଲ ଆଉ ଆସାମରେ ରହିଲେ ମୁସଲିମ ମେଜରିଟି କ୍ୟାପିଟାଲ ଯେଉଁ ଇଷ୍ଟର୍ଣ୍ଣ ବେଙ୍ଗଲର କୋଉଠି ଥିଲା ନା ଢାକାରେ ଥିଲା ଆଉ ଇମିଡିଏଟ୍ କ'ଣ ଥିଲା ରିଆକ୍ସନ୍ ନ୍ୟାସନାଲ ମୁଭମେଣ୍ଟ ମାନେ ଆକୁ ସେ ଇମ୍ପ୍ଲିମେଣ୍ଟ କଲା ପରେ ଅକ୍ଟୋବର 16 1905ରେ ତାପରେ ଆମର ଇମିଡିଏଟ୍ କ'ଣ ଥିଲା ଆକ୍ସନ୍ କ'ଣ ଥିଲା ଇମିଡିଏଟ୍ ରିଆକ୍ସନ୍ କ'ଣ ଥିଲା ଆମର ଯେଉଁ ଜାତୀୟତାବାଦୀ ମୁଭମେଣ୍ଟ କରୁଥିଲେ ଏମାନଙ୍କର ଇମିଡିଏଟ୍ ରିଆକ୍ସନ୍ କ'ଣ ଥିଲା ଏମାନେ ଏଙ୍ଗର ଆଣ୍ଡ ପ୍ରୋଟେଷ୍ଟ ଏମାନେ ରାଗି ଯାଇଥିଲେ ଆଉ ପ୍ରୋଟେଷ୍ଟ ମାନେ କ'ଣ ବା ମୁଭମେଣ୍ଟ କରିଥିଲେ ପୁରା ଇଣ୍ଡିଆ ସାରା ଯେଉଁଥିରେ କି ସେ ସ୍ୱଦେଶୀ ମୁଭମେଣ୍ଟ 1905ରୁ 1911 ଯାଏ ଚାଲିଥିଲା ସ୍ୱଦେଶୀ ମୁଭମେଣ୍ଟ ଯେଉଁଥିରେ ବ୍ରିଟିଶ ଗୁଡ୍ସକୁ ସେମାନେ ବୟକଟ୍ କରୁଥିଲେ ତାଙ୍କର ଲୁଗା ଚିନି ଲୁଣ ବୟକଟ୍ କରୁଥିଲେ ଆଉ ସ୍ୱଦେଶୀ ମୁଭମେଣ୍ଟକୁ ଗୁରୁତ୍ୱ ଦେଉଥିଲେ ଆଉ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ହ୍ୟାଣ୍ଡଲୁମ୍ ୱେଭିଂ ଆଣ୍ଡ ସେଲ୍ଫ ହେଲ୍ପ ମୁଭମେଣ୍ଟସକୁ ଗୁରୁତ୍ୱ ଦେଉଥିଲେ ଇଣ୍ଡିଆର ହେଲା ଆଉ ବ୍ରିଟିଶର ଗୁଡ୍ସକୁ ବୟକଟ୍ କରୁଥିଲେ ମାସ୍ ପ୍ରୋଟେଷ୍ଟ କରୁଥିଲେ ହରତାଳ ଯେମିତି ପବ୍ଲିକ ରାଲିଜ୍ କରୁଥିଲେ ପବ୍ଲିକ ମାନଙ୍କୁ ନେଇକି ରାସ୍ତାକୁ ଓହ୍ଲାଉଥିଲେ ଷ୍ଟ୍ରାଇକ୍ କରୁଥିଲେ ପ୍ରୋସେସନ୍ ଏସବୁ କରୁଥିଲେ ଆଉ ସ୍ଲୋଗାନ କ'ଣ ଦେଉଥିଲେ ନା ବନ୍ଦେ ମାତରମ୍ ଏଇଭଳି ଟାଇମ୍ର
ପପୁଲାର ଥିଲା। ଆଉ ରାଇଜ୍ ଅଫ୍ ରିଭଲ୍ୟୁସନାରୀ ନ୍ୟାସନାଲିଜିମ୍, ଆଉ ରିଭଲ୍ୟୁସନାରୀ ନ୍ୟାସନାଲିଜିମ୍ର ରାଇଜ୍ ହେଲା ଯେମିତି ସିକ୍ରେଟ୍ ସୋସାଇଟି, କିଏ ଅନୁଶୀଳନ ସମିତି ଆଉ ଯୁଗାନ୍ତର ଏଗୁଡ଼ିକୁ ମଧ୍ୟ ତିଆରି କରାଯାଇଥିଲା ସିକ୍ରେଟ୍ ସୋସାଇଟି। ଆଉ ଆର୍ମଡ୍ ରିଭଲ୍ୟୁସନାରୀଜ୍ ବିଗେନ୍ ଟାର୍ଗେଟିଂ ବ୍ରିଟିଶ ଅଫିସିଆଲ୍ସ, ବ୍ରିଟିଶ ଅଫିସିଆଲ୍ସକୁ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ମାରିବା ପାଇଁ ମଧ୍ୟ ମାନେ ଉଦ୍ୟମ କରିଥିଲେ। କଲଚରାଲ ଆଉ ଏଜୁକେସନାଲ ନ୍ୟାସନାଲିଜିମ୍, କଲଚରାଲ କ'ଣ ଥିଲା ନା ଏମାନେ ନ୍ୟାସନାଲ ସ୍କୁଲ୍ସ ଆଣ୍ଡ କଲେଜେସକୁ ଖୋଲିଥିଲେ, ନ୍ୟାସନାଲ ସ୍କୁଲ ଆଉ କଲେଜକୁ ମଧ୍ୟ ଖୋଲିଥିଲେ, ଯେମିତିକି ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନ ଇନ୍ 1906। ଆଉ ଏଇଥିରେ କ'ଣ କରୁଥିଲେ ନା ଇଣ୍ଡିଆନ୍ ଲିଟରେଚରର, ଇଣ୍ଡିଆନ୍ର ମ୍ୟୁଜିକ୍, ଇଣ୍ଡିଆନ୍ର ଇଣ୍ଡିଜିନିୟସ୍ ଆର୍ଟ ବା ଇଣ୍ଡିଆର ଯାହା ଅଛି ସାଂସ୍କୃତିକ ପାରମ୍ପରିକ ଶିକ୍ଷା ସବୁ ସେଇ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନ 1906ରେ କ'ଣ କରୁଥିଲେ ପିଲାମାନଙ୍କୁ ଦଉଥିଲେ। ବୁଝିଲା, ତାମାନେ ପୁରା ଏମାନେ ସ୍ୱଦେଶୀକୁ ଆପଣେଇ ନେଇଥିଲେ ହେଲା। ଆଉ ବ୍ରିଟିଶ ମାନଙ୍କ ରେସ୍ପନ୍ସ କ'ଣ ଥିଲା ପ୍ରୋଟେଷ୍ଟରେ ନା ବହୁତ ଲିଡର୍ସ ଯେଉଁମାନେ କି ତିଲକ, ଲାଲା ଲାଜପତ ରାୟ ଆଉ ଅରବିନ୍ଦ ଘୋଷ ଏମାନଙ୍କୁ ଆରେଷ୍ଟ କରାଯାଇଥିଲା, ନ୍ୟୁଜ୍ ପେପରକୁ ବ୍ୟାନ୍ କରାଯାଇଥିଲା। ହଁ, ଆଉ ଫର୍ମେସନ୍ ଅଫ୍ ମୁସଲିମ୍ ଲିଗ୍ 1906ରେ ଗୋଟେ ମୁସଲିମ୍ ଲିଗ୍ ତିଆରି କରିଥିଲେ ବ୍ରିଟିଶ। ଦେଖ ଏଇ ଯେଉଁ କହିଲେ ସେ କାଉଣ୍ଟର କରିବା ପାଇଁ ହିନ୍ଦୁ ପ୍ରୋଟେଷ୍ଟ, ତାମାନେ ହିନ୍ଦୁ ମୁସଲିମ୍ ମିଶିକି ଏମାନେ ପ୍ରୋଟେଷ୍ଟ କରୁଛନ୍ତି। ଏମାନେ କ'ଣ ଗୋଟେ ଆଇଡ଼ିଆ ଭାବିଲେ ଯେ ଆମେ 1906ରେ କ'ଣ କରିଦେବା ନା ଗୋଟେ ଏମିତି ଆଣିବା ଯେ ଏମିତି ଆଇଡ଼ିଆ କଲେ ଯେ ମୁସଲିମ୍ ମାନଙ୍କ ପାଇଁ ଗୋଟେ ଅଲଗା ରୁଲ୍ସ କରିଦେଲେ, ମୁସଲିମ୍ ଏଲାଇଟ୍ ମାନଙ୍କ ବା ମୁସଲିମ୍ର ବଡ଼ ଲୋକମାନଙ୍କ ସହିତ କଥା ହେଇକି ଗୋଟେ ମୁସଲିମ୍ ମାନଙ୍କ ପାଇଁ ଅଲଗା ପାର୍ଟି ତିଆରି କଲେ କ'ଣ କହିଲେ ନା ସେଇଥିରେ ତମେ ମୁସଲିମ୍ ମାନେ ତମର ସୁବିଧା ଅସୁବିଧା ତମେ ସେ ମାଧ୍ୟମରେ ବା ତମେ ହିନ୍ଦୁଙ୍କଠୁ ଅଲଗା ହେଇଯିବ, ଯାହାଫଳରେ ଅଲ୍ ଇଣ୍ଡିଆ ମୁସଲିମ୍ ଲିଗ୍ ଗୋଟେ ତିଆରି ହେଲା 1906ରେ। এইটা ଗୋଟେ ପାର୍ଟ ଥିଲା କ'ଣ ନା ତାଙ୍କ ଡିଭାଇଡ୍ ଆଣ୍ଡ ରୁଲ୍ରେ ହିନ୍ଦୁ ମୁସଲିମ୍କୁ ୱିକ୍ କରିବା ପାଇଁ। ବୁଝିଲା, ହିନ୍ଦୁ ମୁସଲିମ୍କୁ ଏକତ୍ରିତ ରଖିବେ ନାହିଁ, ଯାହାଫଳରେ ସେମାନେ ଅଲ୍ ଇଣ୍ଡିଆ ମୁସଲିମ୍ ଲିଗ୍କୁ 1906 ଗୋଟେ ତିଆରି କଲେ। ବୁଝିଲା, ଆନୁଲମେଣ୍ଟ ଅଫ୍ ବେଙ୍ଗଲ ଅଫ୍ ପାର୍ଟିସନ୍ 1911ରେ ଆକୁ ଆନୁଲମେଣ୍ଟ ବା ଖାରଜ କରାଗଲା, ବେଙ୍ଗଲ ପାର୍ଟିସନ୍କୁ ବନ୍ଦ କରାଗଲା। କ'ଣ ପାଇଁ ନା ସେ ଦେଖିଲେ ବହୁତ ଜାଗା ଇଏ ଯେଉଁ ରେଜିଷ୍ଟାନ୍ସ ବା ଇଏ ଆନ୍ଦୋଳନ ବହୁତ ଜାଗା ସ୍ପ୍ରେଡ୍ କରାଯାଇଥିଲା ଇଣ୍ଡିଆ ସାରା। ଆଉ ବ୍ରିଟିଶ ମାନେ ପୁଣି ଥରେ ବେଙ୍ଗଲ ପାର୍ଟିସନ୍କୁ ରୋକିଦେଲେ 1911ରେ। ବୁଝିଲା, ତାପରେ ବେଙ୍ଗଲକୁ ପୁଣି ଥରେ ରିୟୁନାଇଟ୍ କରାଗଲା, ବେଙ୍ଗଲକୁ ପୁଣି ଥରେ ମିଶାଇ ଦେଲେ। କିନ୍ତୁ ବ୍ରିଟିଶ ମୁଭ୍ ଦ କ୍ୟାପିଟାଲ ଫ୍ରମ୍ କୋଲକାତା ଟୁ ଦିଲ୍ଲୀ, ଆଉ କୋଲକାତାରୁ କ୍ୟାପିଟାଲଟା ନେଇଗଲେ କୋଉଠିକି ଦିଲ୍ଲୀକି ବ୍ରିଟିଶ ମାନଙ୍କର, ଟୁ ଆপিଜ୍ ମୁସଲିମ୍କୁ ଶାନ୍ତ କରିବା ପାଇଁ। ଏଇ ଯେଉଁ ଡିସିସନ୍ ପ୍ରୁଭ୍ କରୁଛି କ'ଣ ନା ମାସ୍ ମୁଭମେଣ୍ଟ କୁଡ୍ ଫୋର୍ସ ଦ ବ୍ରିଟିଶ ଟୁ ୱିଥଡ୍ର ପଲିସିସ୍। এইটা ଯେଉଁ ଗୋଟେ ବହୁତ ବଡ଼ ମୁଭମେଣ୍ଟ କରିକି ସେମାନେ ଆଙ୍କର ପାର୍ଟିସନ୍କୁ ରଖିଦେଲେ, এইଟା ଗୋଟେ ମାନେ ପ୍ରୁଭ୍ କରିଦେଲା ଯେ, ଏଇଟା ଗୋଟେ ପ୍ରମାଣ କରିଦେଲା ଯେ ଯଦି ଆମେ ମୁଭମେଣ୍ଟ କରିକି ବ୍ରିଟିଶର ମାନଙ୍କୁ ତାଙ୍କର ୱିଡ୍ରଲ୍କୁ ଆମେ ତାଙ୍କର ହେଉଛି ମାନେ ବେଙ୍ଗଲ ପାର୍ଟିସନ୍କୁ ଆମେ ରଖିପାରିଲୁ, କାହାର ଇଣ୍ଡିଆନ୍ ମାନଙ୍କର ବିଲିଭ୍ ହେଇଗଲା, ଯେ ଆମେ ବେଙ୍ଗଲ ପାର୍ଟିସନ୍କୁ ଯଦି ରଖିପାରିଲୁ ତାହେଲେ ଆମେ ମଧ୍ୟ ବ୍ରିଟିଶର୍ସ ମାନଙ୍କୁ ଏଠୁ ଖୋଲି ପାରିବୁ, ଏମାନଙ୍କର ଗୋଟେ ବିଶ୍ୱାସ ହେଇଗଲା, କାହାର ଇଣ୍ଡିଆନ୍ ମାନଙ୍କର। ବୁଝିଲା, ତାହେଲେ କ'ଣ ଥିଲା ଏଇ ଯେଉଁ ଆମର ବେଙ୍ଗଲ ପାର୍ଟିସନ୍ର ଇମ୍ପାକ୍ଟ କ'ଣ ଥିଲା ଯେ ଗୋଟେ ଜାତୀୟତାବାଦ ବା ନ୍ୟାସନାଲିଜିମ୍ର ଗୋଟେ ଭାଇଚାରା ତିଆରି ହେଇଯାଇଥିଲା ସମସ୍ତଙ୍କ ମନରେ, ଏକତ୍ରିତ ହୋଇକି ଆମେ ଆନ୍ଦୋଳନ କରିବା, ଏମାନଙ୍କ ମଧ୍ୟରେ ଗୋଟେ ଜାତୀୟତାବାଦ ତିଆରି ହେଇଯାଇଥିଲା। ଯେମିତିକି ପାର୍ଟିସନ୍ସ ୟୁନାଇଟେଡ୍ ଇଣ୍ଡିଆନ୍ସ ଆକ୍ରସ୍ ରିଜିଅନ୍ସ, ତ ପାର୍ଟିସନ୍ ୟୁନାଇଟେଡ୍ ଇଣ୍ଡିଆନ୍ସ ପୁରା ଇଣ୍ଡିଆନ୍ ମାନଙ୍କୁ ସେ ୟୁନାଇଟ୍ କରିଦେଇଥିଲା। କିଏ ଆମର ଯେଉଁ ଇଏ ବେଙ୍ଗଲ ପାର୍ଟିସନ୍ ଆଉ ବ୍ରିଟିଶ ରୁଲ୍ ଏଗେନଷ୍ଟରେ। ଆଉ କ'ଣ ନା ଫର୍ମେସନ୍ ଅଫ୍ ଏକ୍ସଟ୍ରିମିଷ୍ଟ ଲିଡରସିପ୍, ଯେମିତିକି ଆଉ ଏକ୍ସଟ୍ରିମିଷ୍ଟ ଲିଡରସିପ୍ର ଗୋଟେ ଷ୍ଟ୍ରଙ୍ଗ ଫର୍ମେସନ୍ ହେଇଯାଇଥିଲା। କେଉଁମାନେ ବାଲ ଗଙ୍ଗାଧର ତିଲକ, ବିପିନ ଚନ୍ଦ୍ର ପାଲ, ଲାଲା ଲାଜପତ ରାୟ, ଏମାନେ କ'ଣ ନା ଗୋଟେ ଏକ୍ସଟ୍ରିମିଷ୍ଟ ଫର୍ମ କରିଦେଇଥିଲେ, ଗୋଟେ ଏକ୍ସଟ୍ରିମିଷ୍ଟ ଗ୍ରୁପ, ଏମାନେ ଗୋଟେ ଷ୍ଟ୍ରଙ୍ଗ ଏକ୍ସଟ୍ରିମିଷ୍ଟ ବା ଉଗ୍ରବାଦୀ ଗ୍ରୁପ ଗୋଟେ ଏମାନେ ତିଆରି କରିସାରିଥିଲେ। ସ୍ୱଦେଶୀ ମୁଭମେଣ୍ଟର ମଧ୍ୟ ଗ୍ରୋଥ ହେଇଥିଲା, ବା ସେମାନେ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ବା ଇଣ୍ଡିଆନ୍ ଆଉ ସେତେବେଳେ କ'ଣ ନା ଟାଟା ଆଇରନ୍ ଷ୍ଟିଲ୍ କମ୍ପାନୀ 1907ରେ ମଧ୍ୟ ପ୍ରମୋଟ କରିଥିଲେ। ସେତେବେଳେ ଟାଟା ଆଇରନ୍ ଷ୍ଟିଲ୍ କମ୍ପାନୀକୁ ମଧ୍ୟ ସେମାନେ ସ୍ୱଦେଶୀକୁ ଆପଣେଇଥିଲେ। ଆଉ ଷ୍ଟ୍ରେନ୍ଥେନିଂ କରିଥିଲେ ମୁସଲିମ୍ ଲିଗ୍ ଷ୍ଟ୍ରେନ୍ଥେନିଂ ଅଫ୍ ଦ ମୁସଲିମ୍ ଲିଗ୍। ତ ବ୍ରିଟିଶ ସକ୍ସେସଫୁଲି କ୍ରିଏଟେଡ୍, କିନ୍ତୁ ବ୍ରିଟିଶ ମାନେ ଏଇଠି ସେମାନେ କ'ଣ ଗେମ୍ ଖେଳିଲେ ନା ସେମାନେ ଏଇ ଟାଇମ୍ରେ 1906 ମସିହାରେ ଗୋଟେ ମୁସଲିମ୍ ଲିଗ୍ ତିଆରି କରିଦେଲେ। ବୁଝିପାରୁଛ ନା, 1906 ମସିହାରେ ଗୋଟେ ମୁସଲିମ୍ ଲିଗ୍ ତିଆରି କରିଦେଲେ, ଯେଉଁଥିରେ କି ହିନ୍ଦୁ ମୁସଲିମ୍ର ଡିଭାଇଡ୍ ମାନେ କମ୍ପ୍ଲିଟଲି ଏଉଠ କତରୁ ଆରମ୍ଭ ହେବ ହେଲା। এই ମୁସଲିମ୍ ଲିଗ୍ କତରୁ ହିନ୍ଦୁ ମୁସଲିମ୍ ଡିଭାଇଡ୍ ଆରମ୍ଭ ହେଲା। ତାପରେ ଫାଉଣ୍ଡେସନ୍ ଅଫ୍ ଫ୍ୟୁଚର ମୁଭମେଣ୍ଟ, ଆଉ ଫ୍ୟୁଚର ମୁଭମେଣ୍ଟ ପାଇଁ ମଧ୍ୟ ଫାଉଣ୍ଡେସନ୍ ମାନେ ଏଉଠୁ ଫ୍ୟୁଚର ମୁଭମେଣ୍ଟ ଭବିଷ୍ୟତରେ ଯାହା ବି ଆନ୍ଦୋଳନ ହେବ ଏଉଠୁ ତାର ମୂଳଦୁଆ ପଡ଼ିଲା। ତାପରେ ସୁରତ ସ୍ପ୍ଲିଟ୍ 1907, ସୁରତ ସ୍ପ୍ଲିଟ୍ କ'ଣ ନା ଗୁଜରାଟର ଗୋଟେ ସହର ସୁରତ ଅଛି, ଯେଉଁଥିରେ କ'ଣ ନା ସେଇଠି
ଆମର କଂଗ୍ରେସର ଯେଉଁ ବର୍ତ୍ତମାନ ଦେଖ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ଗୋଟେ ଯେତେବେଳେ 1885ରେ 1885ରେ ଯେତେବେଳେ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ତିଆରି ହେଇଥିଲା ତା ଭିତରେ କିଏ ଥିଲେ ନା ମଡରେଟ୍ ଆଉ ଏକ୍ସଟ୍ରିମିଷ୍ଟ ଦୁଇଟା ଗ୍ରୁପ ଥିଲେ। ଏମାନେ ବିଶ୍ୱାସ କରୁଥିଲେ ଆମେ ପିଟିସନ୍ ଡିସ୍କସନ୍ ମିଟିଂ କରିବା, କିନ୍ତୁ ଏମାନେ କ'ଣ କରୁଥିଲେ ଆର୍ମଡ ରିବେଲିୟନ୍ ଅସ୍ତ୍ରଶସ୍ତ୍ର ହରତାଳ କରିବା ଷ୍ଟ୍ରାଇକ୍ କରିବା ବିଶ୍ୱାସ କରୁଥିଲେ। ତଥାପି ସେମାନେ ଏଇ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ପାଇଁ କାମ କରୁଥିଲେ। କ'ଣ ନା ଗୋଟେ ଅର୍ଗାନାଇଜେସନରେ ଦୁଇଟା ଗ୍ରୁପ ଥିଲେ ହେଲା, ବୁଝିପାରୁଛ ନା? କିନ୍ତୁ ସୁରତ ସ୍ପ୍ଲିଟ୍ କ'ଣ ହେଲା ନା ସୁରତରେ ଏ ଦୁଇଟା ଯାକ ମଡରେଟ୍ ଅଲଗା ହେଇଯିବେ ଆଉ ଏକ୍ସଟ୍ରିମିଷ୍ଟ ଅଲଗା ହେଇଯିବେ ମାନେ କଂଗ୍ରେସ ଠାରୁ, ବୁଝିପାରୁଛ ନା? ମଡରେଟ୍ ରହିବେ କିନ୍ତୁ ଏକ୍ସଟ୍ରିମିଷ୍ଟକୁ ଖୋଲିଦେବେ ମାନେ କଂଗ୍ରେସରୁ। ତାହେଲେ ଦେଖ କାରଣ କ'ଣ ଥିଲା ନା ଗୋଟେ କହୁଛି ସୁରତ ସ୍ପ୍ଲିଟ୍ ଗୋଟେ ମେଜର ଇଭେଣ୍ଟ ଥିଲା ହିଷ୍ଟ୍ରିରେ, ଯାହାକି ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସରେ ଯେ ଡିଭିଜନ୍ ଅଫ୍ ଦ କଂଗ୍ରେସ ଇଣ୍ଟୁ ଟୁ ଫ୍ୟାକ୍ସନ୍ସ, କଂଗ୍ରେସକୁ ଦୁଇ ଭାଗରେ ଭାଗ କରିବାରେ କ'ଣ ନା ଗୋଟେ ସୁରତ ସ୍ପ୍ଲିଟ୍ ଗୋଟେ ଥିଲା କ'ଣ ନା ଗୋଟେ ମେଜର ହିଷ୍ଟ୍ରି ଇଭେଣ୍ଟ ଥିଲା। ଯେମିତିକି ମଡରେଟ୍ ଫେଜ୍ରେ ତାଙ୍କୁ କିଏ ଲିଡର ଥିଲେ ସେତେବେଳେ ଗୋପାଳ କୃଷ୍ଣ ଗୋଖଲେ, ଆଉ ଏକ୍ସଟ୍ରିମିଷ୍ଟରେ କିଏ ଥିଲେ ବାଲ ଗଙ୍ଗାଧର ତିଲକ ହେଲା। ତାହେଲେ କାରଣ କ'ଣ ପାଇଁ ହେଲା ମାନେ ଏଇ ଯେଉଁ ଭାଗ ହେଲା ମଡରେଟ୍ ଆଉ ଏକ୍ସଟ୍ରିମିଷ୍ଟ କାରଣ ନା ଡିଫରେନ୍ସ ଆଇଡିଓଲୋଜିଜ୍, ଏମାନଙ୍କର ଭିନ୍ନ ଭିନ୍ନ ଆଇଡିଓଲୋଜି ଥିଲା। ଯେମିତିକି ମଡରେଟ୍ର ଆପ୍ରୋଚ୍ କ'ଣ ଥିଲା ନା ଏମାନେ ଗ୍ରାଜୁଆଲି ରିଫର୍ମ ପିଟିସନ୍ ନେଗୋସିଏସନ୍ ମଡରେଟ୍ର ଆପ୍ରୋଚ୍ ଥିଲା, କିନ୍ତୁ ଏକ୍ସଟ୍ରିମିଷ୍ଟ ଆପ୍ରୋଚ୍ କ'ଣ ଥିଲା ଡିମାଣ୍ଡ କରୁଥିଲେ ସ୍ୱରାଜ ଏଣ୍ଡ ଡାଇରେକ୍ଟ ଆକ୍ସନ୍। ଏମାନେ ଡାଇରେକ୍ଟ ଟୁ ଦି ପଏଣ୍ଟ କଥା ଏକଦମ ମାଡ଼ ଦିଅ ସ୍ୱାଧୀନତା ଆଣ ଏମାନଙ୍କର ଆପ୍ରୋଚ୍ ଥିଲା। ତାହେଲେ ଏମାନଙ୍କ ଆଇଡିଓଲୋଜିରେ ଏମାନଙ୍କର ଭାବନାରେ ଏମାନଙ୍କର କାର୍ଯ୍ୟକଳାପରେ ଭିନ୍ନତା ଥିଲା। ଆଉ ବେଙ୍ଗଲ ପାର୍ଟିସନ୍ 1905 ଏକ୍ସଟ୍ରିମିଷ୍ଟ ମାନେ କ'ଣ କହୁଥିଲେ ନା ଗୋଟେ ମାସ୍ ମୁଭମେଣ୍ଟ କରିବା, ଗୋଟେ ପୁରା ଭାରତ ସାରା ଆନ୍ଦୋଳନ କରିବା ଆଉ ବୟକଟ୍ କରିବା ବ୍ରିଟିଶ ଗୁଡ୍ସ। କିନ୍ତୁ ମଡରେଟ୍ ମାନେ କ'ଣ କରୁଥିଲେ ନା ହେଜିଟାଣ୍ଟ କରୁଥିଲେ ଟୁ ସପୋର୍ଟ ସଚ୍ ରାଡିକାଲ ମେଥଡ୍ସ। କିନ୍ତୁ ମଡରେଟ୍ ମାନେ ୟାକୁ ସପୋର୍ଟ କରୁନଥିଲେ କାହାକୁ ଏକ୍ସଟ୍ରିମିଷ୍ଟ ମାନଙ୍କୁ। ଆଉ ଗ୍ରୋଇଂ ପପୁଲାରିଟି ଅଫ୍ ଏକ୍ସଟ୍ରିମିଷ୍ଟ ମାନଙ୍କର ପପୁଲାରିଟି ବଢି ଯାଉଥିଲା। କ'ଣ ନା ଏମାନେ ଯେତେବେଳେ ହରତାଳ କରୁଥିଲେ ମୁଭମେଣ୍ଟ କରୁଥିଲେ ମାରପିଟ ଏମାନଙ୍କର ପପୁଲାରିଟି ବଢୁଥିଲା। ଆଉ ଡିଫରେନ୍ସ ଓଭର ଦ କଂଗ୍ରେସ ପ୍ରେସିଡେଣ୍ଟ ଏଇଠି ଥିଲା କ'ଣ ନା ଦେଖ ଡିଫରେନ୍ସ ଓଭର ଦ କଂଗ୍ରେସ ପ୍ରେସିଡେଣ୍ଟ 1907 ସେସନ 1907 ସେସନରେ ଏଠି ପ୍ରେସିଡେଣ୍ଟ ନେଇକି ସେମାନେ ଝଗଡ଼ା ଲାଗିଗଲେ। ପ୍ରେସିଡେଣ୍ଟ ମାନେ କ'ଣ ନା ମଡରେଟ୍ ମାନେ କହିଲେ ଆମର ରାସବିହାରୀ ଘୋଷ ହେବେ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର ପ୍ରେସିଡେଣ୍ଟ, କିନ୍ତୁ ଏକ୍ସଟ୍ରିମିଷ୍ଟ କହିଲେ କ'ଣ ନା ଆମର ବାଲ ଗଙ୍ଗାଧର ତିଲକ ହେବେ କଂଗ୍ରେସର ପ୍ରେସିଡେଣ୍ଟ। ଏଇଟା ଗୋଟେ ତାଙ୍କ ଭିତରେ ବହୁତ ବଡ଼ ମାନେ ମତାନ୍ତର ହେଇଥିଲା ଯୋଉ ଫଳରେ କଂଗ୍ରେସ ଡିଭାଇଡ୍ ହେଇଯାଇଥିଲା। ଆଉ ସୁରତ ସେସନ ଡିସେମ୍ବର 1907ରେ କ'ଣ ହେଇଥିଲା ନା ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ସୁରତ ସେସନରେ ଗୁଜରାଟରେ ହେଇଥିଲା। କ'ଣ ଗୁଜରାଟରେ ହେଇଥିଲା ଯୋଉଥିରେ କି ତାଙ୍କ ଭିତରେ ବହୁତ ଝଗଡ଼ା ହେଇଥିଲା ଏଇ ସବୁ କଥାକୁ ନେଇକି, ତାଙ୍କର ଆଇଡିଓଲୋଜି ତାଙ୍କର ବେଙ୍ଗଲ ପାର୍ଟିସନ୍ ଆଉ ପ୍ରେସିଡେଣ୍ଟକୁ ନେଇକି, ବୁଝିଲା। ଆ ଫଳରେ କ'ଣ ହେଲା ନା ଏକ୍ସଟ୍ରିମିଷ୍ଟ ମାନଙ୍କୁ ଖୋଲି ଦେଇଥିଲେ ସେ ଯେଉଁ କଂଗ୍ରେସରୁ ଏକ୍ସଟ୍ରିମିଷ୍ଟ ମାନଙ୍କୁ କ'ଣ କହିଲେ ତମେ ମାନେ ପଳାଅ କଂଗ୍ରେସରୁ, ତମେ ମାନେ କଂଗ୍ରେସରୁ ରୁହନି, ତମେ ମାନେ କଂଗ୍ରେସରୁ ପଳାଅ, ଏମାନଙ୍କୁ ଖୋଲି ଦେଇଥିଲେ କାହାକୁ ଏକ୍ସଟ୍ରିମିଷ୍ଟ ଲିଡର ମାନଙ୍କୁ, ବୁଝିଲା। ତାପରେ ମଡରେଟ୍ ମାନେ କଣ୍ଟ୍ରୋଲ କଲେ କାହାକୁ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସକୁ ମଡରେଟ୍ ମାନେ କଣ୍ଟ୍ରୋଲ କଲେ, ଯେହେତୁ ଏକ୍ସଟ୍ରିମିଷ୍ଟ ମାନଙ୍କୁ କ'ଣ ଖୋଲିଦେଲେ। ଆଉ ଏକ୍ସଟ୍ରିମିଷ୍ଟ ମାନେ ଫର୍ମ କଲେ କ'ଣ ନା ଗୋଟେ ସେପାରେଟ୍ ଗ୍ରୁପ ଟୁ କଣ୍ଟିନ୍ୟୁ ଦ ଷ୍ଟ୍ରଗଲ। ପୁଣି ଏକ୍ସଟ୍ରିମିଷ୍ଟ ମାନେ ଯାଇକି କ'ଣ କଲେ ନା ଗୋଟେ ସେପାରେଟ୍ ଗ୍ରୁପ ତିଆରି କଲେ ଷ୍ଟ୍ରଗଲକୁ ଜାରି ରଖିବା ପାଇଁ। ସେ ସେପାରେଟ୍ ଗ୍ରୁପ କ'ଣ ଅଛି ଆଗରେ ଦେଖିବା। ଏଇ ଯେଉଁ ସୁରତ ସ୍ପ୍ଲିଟ୍ ହେଲା ତାର କନସିକ୍ୱେନ୍ସ କ'ଣ ରହିଲା ନା ଏମାନେ ୱିକେଣ୍ଡ କରିଦେଲା ନ୍ୟାସନାଲ୍ ମୁଭମେଣ୍ଟକୁ। କାହିଁକି ନା ଯେତେବେଳେ କଂଗ୍ରେସଟା ୟୁନାଇଟ୍ ଥିଲା, ତମେ ଚିନ୍ତା କର ଯେତେବେଳେ ୟୁନାଇଟ୍ ଇଜ୍ ଦ ମାନେ ପାୱାର, ମାନେ ଯେତେବେଳେ ଆମେ ଏକତ୍ରିତ ରହିବା ସେତେବେଳେ କ'ଣ ନା ପାୱାର ଆସିବ। କିନ୍ତୁ ଯେତେବେଳେ କଂଗ୍ରେସ ଏଠି ମଡରେଟ୍ ଆଉ ଏକ୍ସଟ୍ରିମିଷ୍ଟ ଭାଗ ହେଇଗଲା, ନିହାତି ଏ ଅର୍ଗାନାଇଜେସନ୍ କ'ଣ ହେଇଯିବ ନା ୱିକ୍ ହେଇଯିବ, ଅର୍ଗାନାଇଜେସନ୍ କମଜୋର ହେଇଯିବ। କ'ଣ ପାଇଁ ନା ଯେହେତୁ ଦୁଇଟା ଗ୍ରୁପ ହେଇଗଲେ, ଗୋଟେ ଅର୍ଗାନାଇଜେସନ୍ ଦୁଇଟା ଗ୍ରୁପ ହେଇଗଲେ, ବୁଝିଲା। ଯାହାଫଳରେ यार फायदा किए नेले ब्रिटिशर्स माने नेले आउ इनक्रीज ब्रिटिशर रिप्रेशन बा ब्रिटिश माने तांकर ब्रिटिश माने दबे देले कांग्रेसर माने जो ना ऑर्गेनाइजेशन को एमाने जत्ति जोरे करूथले मूवमेंट करूथले हड़ताल करूथले आउ एमाने करि परिबेनी। तापर कोन हला ना एमाने अरेस्ट करले तिलक को बाल गंगाधर तिलक 1908 रे आउ तां कोउटी पठे देले मांडले जेल बोर्मा को पठे देले केबे केते वर्ष पई 6 वर्ष पई, बुझला। आउ एक्सट्रीमिस्ट लीडर्स को जेल सब नहीं गले, एक्सट्रीमिस्ट लीडर मान कोन कले चलो बहुत हो गला एबे तमे जाई जेल ले डाली भात खाओ, बुझि परछ ना। माने एमानु कोन कले एमानु नै कि एक्सट्रीमिस्ट लीडर मान नै कि जेल ले पुरे देले, बुझला। जे माने तमे हड़ताल करछो, गंडगोल करछो, मारपीट करछो, ऑफिशियल्स मान को तमे कोन करछो पिटुछो, गवर्नमेंट ऑफिसर विरुद्ध रे जाउछो, सेति एमानु जेल ले नै कि पुरे देले।
तापर राइज ऑफ रिवोल्यूशनरी एक्टिविटीज रो राइज हला आउ मॉडरेट बिकेम वीक मॉडरेट माने मध्य वीक हे गले जेहेतु एक्सट्रीमिस्ट माने सेमान को कोन होले बाहरी गले बुझेला बुझुछ ना बुझुनी तापर रियूनियन ऑफ कांग्रेस 1916 लखनऊ पैक्ट तापर देखो जेतले जो हमरो कांग्रेस तो एठी सूरत स्प्लिट रे कोन हला भाग भाग हे गला मॉडरेट एक्सट्रीमिस्ट रे तापर कहउछंती रियूनियन ऑफ कांग्रेस 1916 लखनऊ पैक्ट हला पुणी 1916 रे लखनऊ पैक्ट द्वारा कांग्रेस रियूनियन बा रियूनाइट होउछि पुणी थरे आसी मिसुछि कोन पई ना सूरत स्प्लिट जो हला 1900 सूरत स्प्लिट बा सूरत रे जो भाग हे गलानी कांग्रेस रो मॉडरेट एक्सट्रीमिस्ट पुणी थरे माने आसी मिसुछंती केबे ना लखनऊ पैक्ट 1916 रे केमिति ना से मॉर्ले मिंटू रिफॉर्म्स आसुछि गुटे 1909 रे मॉर्ले मिंटू कोन कहले माने लॉर्ड मिंटू सेतेबेले थिले हम इंडिया रो भाइस रॉय कोन थिले इंडिया रो भाइस रॉय हला आउ मॉर्ले किए थिले मॉर्ले थिले हमरो सेक्रेटरी ऑफ स्टेट हला जे कि इंग्लैंड रे बसथुले कोड बसथुले इंग्लैंड रे बसथुले आ ये काहा तदारक करथुले भाइस रॉय इंडिया थिबा भाइस रॉय हला आ भाइस रॉय एठी कंपनी रो ना सॉरी हम गवर्नमेंट रो चलौथुले माने ब्रिटिश रो गवर्नमेंट एठी माने ब्रिटिश कॉलोनी को चलौथुले किए हमर भाइस रॉय तो मॉर्ले मिंटू रिफॉर्म्स 1909 कोन हला ना ये इंट्रोड्यूस कला कोन ना इंडियन काउंसिल एक्ट 1909 जो थे कि एमान कोन कहले ना आम इंडिया रो पार्टिसिपेशन को गवर्नमेंट रे हमरो जो ब्रिटिश गवर्नेंस रे इंडिया रो पार्टिसिपेशन को मिसेइबा कोन भाई ना देखो जते इंडियन नेशनल कांग्रेस गुटे स्ट्रांग ऑर्गेनाइजेशन तयारी हला ताको अगेंस्ट रे एमान भाबिले कोन ना एमान हड़ताल करचंदी गंडोळ करचंदी आमे कोन करिबा ना इंडियन लोक माननकु किछि इंडियन लोक माननकु आनी कि हम गवर्नमेंट रे मिसेइबा हला गवर्नमेंट रे मिसेइबा माने कोन एमानकु लेजिस्लेटिव काउंसिल ले एमाने कोन कोन देले द नंबर ऑफ मेंबर्स इन द इंपीरियल एंड प्रोविंशियल काउंसिल्स वाज एक्सपेंडेड बट रियल पावर रिमेन्ड विथ द ब्रिटिश माने एमाने लेजिस्लेटिव काउंसिल ले कोन कले ना ताको साइज बढ़े देले जे हमें नंबर ऑफ मेंबर्स को इंडियन मेंबर मानकु अधिकार रखिबा कोथरे लेजिस्लेटिव काउंसिल ले आउ इंट्रोडक्शन ऑफ सेपरेट इलेक्टोरेट फॉर मुस्लिम्स मुस्लिम मानक पई गुटे सेपरेट इलेक्टोरेट तयारी करथिले केवल मुस्लिम माने वोट करि परिबे मुस्लिम मानकु जोटा कि हिंदू मुस्लिम को डिवाइड करथुला आउ इंडिया रो लिमिटेड इंडियन पार्टिसिपेशन इंडियन को डिस्कस बजेट आउ पॉलिसी मध्य इंडियन माने डिस्कस करि परिबे किंतु रियल पावर का पाखर रुला ब्रिटिश पाखर रुला रियल पावर आ फर्स्ट इंडियन एग्जीक्यूटिव काउंसिल किए थिले ना सत्येंद्र प्रसाद सिन्हा किए थिले सत्येंद्र प्रसाद सिन्हा हला आंकु मन रखियो फर्स्ट इंडियन एग्जीक्यूटिव काउंसिल किए थिले सत्येंद्र प्रसाद सिन्हा हला गुटे मन रखियो जे कि फर्स्ट इंडियन मेंबर करथिले कोठी भाइस रॉय एग्जीक्यूटिव काउंसिल ले बुझेला अच्छा ये मॉर्ले मिंटू रिफॉर्म्स रे कोन थिला इंपैक्ट ना ये गुटे स्ट्रेंथन करथिला कम्युनल डिविजन्स जेटा कि लेटर लीडिंग टू द डिमांड ऑफ पाकिस्तान जेटा कि जदी जेतले कहिले हमें मुस्लिम मानन पई गुटे सेपरेट इलेक्टोरेट करिवा सेतले कोन हितला कम्युनल डिविजन्स देखा हितला आउ इंडियन नेशनलिस्ट भारतीय जातीयवादी मानन को डिसअपॉइंट करथिला जेटा कि एटा सेल्फ रूल दिए नाही सेल्फ रूल जेमिति न देला ये हमर मॉर्ले मिंटू रिफॉर्म्स आउ मुस्लिम लीग 1906 मुस्लिम लीग 1906 सपोर्ट करथिला पार्लियामेंट रिफॉर्म्स को कोन पाई ना एमानकर मुस्लिम मानकर देखिबो ये इंडियन स्ट्रगल ले इंडियन फ्रीडम स्ट्रगल ले मुस्लिम मानकर गुटे मेन मुद्दा थिला कोन ना हमकु गुटे तमे अलगा राज्य दे अलगा देश दे दियो जेरा कि पाकिस्तान बुझ पारछ ना आंकर मेन मुद्दा होची एटा आंको मुद्दा नुहे जे हमें इंडिपेंडेंस पाई जिबा आंकर मेन मुद्दा कोन मेन मुद्दा होची हमकु गुटे पाकिस्तान दे दियो हमें पाकिस्तान जाई रहइबो बस तमे तापर जहा करजो करो बुझ पारछ ना तेनु करी देखिबो गांधी जते भी रिफॉर्म्स आनिबे जते भी जहा करिवे अगर माने सेमानकर मेन मुद्दा कोन रहिबो ना हमकु तमे आगर गुटे पाकिस्तान दियो बुझ पारछ ना हला तापर लेट द फाउंडेशन फ्यूचर रिफॉर्म्स लागी मॉन्टेगु जैक्सन आउ देखो तापर कोन ना फॉर्मेशन ऑफ गदर पार्टी 1913 जेरा कि कहा द्वारा हेतिला ना इंडियंस इन द यूएसए एंड कनाडा इंडियंस मानन द्वारा यूएसए कनाडा रो गुटे गदर पार्टी 1913 तयारी हेतिला जेरा को लीड करथले के लाला हरदयाल एंड सुहन सिंह बांका भाकना हला दे प्लान्ड आर्म्ड रिवोल्ट्स अगेंस्ट ब्रिटिश रूल्स से माने ये गदर पार्टी कोन करथला ना अस्त्र शस्त्र बा आर्म्ड रिबेलियन करिया पई ब्रिटिश रूल रे प्लान करथला बुझेला रोज तापर कोन हला ना वर्ल्ड वॉर 1
ଆଉ ୱାର୍ଲଡ ୱାର୍ 1 କେବେ ହେଲା ନା 1914 1918 ଆଉ ହୋମ୍ ରୁଲ୍ ମୁଭମେଣ୍ଟ 1916। ଦେଖ ତିଲକ ଆଉ ଆନି ବେସାନ୍ତ ଲଞ୍ଚ କଲେ ହୋମ୍ ରୁଲ୍ ମୁଭମେଣ୍ଟ, ଯେଟାକି ଡିମାଣ୍ଡ କରୁଥିଲା କ'ଣ ନା ସେଲ୍ଫ ଗଭର୍ନାନ୍ସ। ଆଉ କ'ଣ ନା ବ୍ରିଟିଶ ରେସ୍ପଣ୍ଡ କରିଥିଲେ କି ମଣ୍ଟେଗୁ ଚେଷ୍ଟନଟକୁ 1917 ପ୍ରମିଜିଂ ଗ୍ରାଜୁଆଲ ସେଲ୍ଫ ରୁଲ୍। ଦେଖିବା ରାଉଲତ ଆକ୍ଟ ଆଉ ଜାଲିଆନାବାଗ ମାସାକର ଯିଏକି 1919 ରେ ହେଇଥିଲା। ଦେଖିବା ଆମେ ଅଛି ରାଉଲତ ଆକ୍ଟ ଆଉ ଜାଲିଆନାବାଗ ମାସାକର ହେଲା। এইটা দিস মার্ক দ এন্ড অফ দ এক্সট্রিমিস্ট ফেজ এন্ড লেড টু গান্ধীজি এমর্জেন্স এজ এ ন্যাশনাল লিডর। এইসব ঘটনা মার্ক করଥିଲା କ'ଣ ନା ଏକ୍ସଟ୍ରିମିଷ୍ଟ ଫେଜ୍ର ଏଣ୍ଡ ହେଇଥିଲା। ତାପରେ ଗାନ୍ଧୀଜୀଙ୍କର ଆବିର୍ଭାବ ହେଇଥିଲା ବା ଗାନ୍ଧୀଜୀଙ୍କର ଆଗମନ ହେଇଥିଲା କ'ଣ ନା ଗୋଟେ ନ୍ୟାସନାଲ ଲିଡର ଭାବରେ। ଦେଖିବା ଛୁଆ ଆମେ ଗାନ୍ଧୀଆନ ଏରା ହେଲା। ଗାନ୍ଧୀଆନ ଏରା କେବେଠୁ କେବେ ହେଲା 1915 ରୁ 1947 ତାର ସମୟ ଦେଖିବା। ଗାନ୍ଧୀଆନ ଏରା ଦେଖ 1915 ରୁ 1947 କ'ଣ କ'ଣ ହେଇଥିଲା। ଯେତେବେଳେ ମହାତ୍ମା ଗାନ୍ଧୀ ଆସିଥିଲେ ଇଣ୍ଡିଆକୁ, ଆସିକି କ'ଣ କରିଥିଲେ ନା ଅହିଂସା ଉପାୟରେ ଆମକୁ ସ୍ୱାଧୀନତା ଦେଇଥିଲେ। କାହା ମାଧ୍ୟମରେ ନା ସତ୍ୟାଗ୍ରହ ଆଉ ନନ୍ ଭାଉଲେଣ୍ଟ ପ୍ରୋସେସ, ନନ୍ ଭାଉଲେଣ୍ଟ ରେଜିଷ୍ଟାନ୍ସ, ତାମାନେ ଅହିଂସାକୁ ପାଥେୟ କରି ସେ ଆମକୁ ସ୍ୱାଧୀନତା ଦେଇଥିଲେ। ଯେମିତିକି ଗାନ୍ଧୀଆନଙ୍କ ଇଭେଣ୍ଟ ସବୁ ତ ଆମେ ଦେଖିବା ଡିଟେଲ୍ସରେ। ଏଠି ଟିକେ ସର୍ଟରେ ଦେଖିଦେବା କ'ଣ ନା ସେ ଚମ୍ପାରନ ସତ୍ୟାଗ୍ରହ କରିଥିଲେ, ଖେଡ଼ା ସତ୍ୟାଗ୍ରହ, ଅହମ୍ମଦାବାଦ ମିଲ୍ ଷ୍ଟ୍ରାଇକ୍, ଜାଲିଆନାବାଗ ମାସାକର, ନନ୍ କୋଅପରେସନ ମୁଭମେଣ୍ଟ ଆଉ ସିଭିଲ ଡିସଓବିଡିଏନ୍ସ, ଦାଣ୍ଡି ମାର୍ଚ୍ଚ, ରାଉଣ୍ଡ ଟେବୁଲ କନଫରେନ୍ସ, କୁଇଟ୍ ଇଣ୍ଡିଆ ମୁଭମେଣ୍ଟ, ଇଣ୍ଡିପେଣ୍ଡେନ୍ସ ହେଉଛି ଆମର ଇମିଡିଏଟ୍ ଇଣ୍ଡିପେଣ୍ଡେନ୍ସ ମାଗିଥିଲେ, ଆଉ ଇଣ୍ଡିଆର ଫ୍ରିଡମ୍ ଷ୍ଟ୍ରଗଲ 1947। ତାହେଲେ ଗୋଟେ ଗୋଟେ ତାଙ୍କର ଗୋଟେ ଗୋଟେ ମୁଭମେଣ୍ଟକୁ ଆମେ ପଢ଼ିବା ହେଲା। ଗୋଟେ ଗୋଟେ ମୁଭମେଣ୍ଟକୁ କ୍ଲିୟରଲି ପଢ଼ିବା ହେଲା। ତାପରେ ଦେଖ ପ୍ରଥମେ ଦେଖିଥିବା ଗାନ୍ଧୀଆନ ଫିଲୋସଫି କ'ଣ ଥିଲା। ଗାନ୍ଧୀର ମାନେ ଗାନ୍ଧୀଜୀ କୋଉଥିରେ ବିଶ୍ୱାସ ରଖୁଥିଲେ? ନନ୍ ଭାଉଲେନ୍ସ। ପ୍ରଥମେ ତାଙ୍କର ଥିଲା ଅହିଂସା। ଆମେ ଅହିଂସାକୁ ପାଥେୟ କରିବା ଆଉ କୌଣସି ବଳପୂର୍ବକ ସ୍ୱାଧୀନତା ନେବା ନାହିଁ। ଆଉ ଟ୍ରୁଥ୍, ଆମେ ସବୁବେଳେ ସତ୍ୟ ପ୍ରତି ଯିବା। ସେଲ୍ଫ ରିଲାଏନ୍ସ, ସ୍ୱଦେଶୀ ହେବା, ସ୍ୱଦେଶୀକୁ ଆପଣେଇବା ଆଉ ସର୍ବୋଦୟ, ସମସ୍ତଙ୍କର ମଙ୍ଗଳ ହେବ, ୱେଲଫେୟାର ଫର୍ ଅଲ୍ ହେଲା। ଗାନ୍ଧୀଜୀଙ୍କର କ'ଣ ଥିଲା ନା ଏଇସବୁ ପ୍ରିନ୍ସିପଲ୍ ଥିଲା ତାଙ୍କ ଲାଇଫରେ, ବୁଝିହେଲା। ଦେଖ ମେନ୍ ଇଭେଣ୍ଟ କ'ଣ ହେଇଛି ଗାନ୍ଧୀଆନଙ୍କ ଟାଇମରେ ନା ଗାନ୍ଧୀଜୀ ଆସିବା ପରେ ରାଉଲତ ଆକ୍ଟ 1919। ରାଉଲତ ଆକ୍ଟ 1919 କ'ଣ ନା ରାଉଲତ ଆକ୍ଟକୁ ଗୋଟେ ବ୍ଲାକ୍ ଆକ୍ଟ କୁହାଯାଏ, ଯେଟାକି ପାସ୍ କରାଯାଇଥିଲା ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଦ୍ୱାରା। କ'ଣ ପାଇଁ ନା ସପ୍ରେସ୍ କରିବ ରିଭଲ୍ୟୁସନାରୀ ଆକ୍ଟିଭିଟିଜ। ଯେଉଁମାନେ ବି ଆନ୍ଦୋଳନ କରୁଛନ୍ତି ବା ଯେଉଁମାନେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ବିରୁଦ୍ଧରେ ଯାଉଛନ୍ତି ସେମାନଙ୍କୁ ଦବେଇ ଦେବା ପାଇଁ କିଏ ଆସିଥିଲା ନା ରାଉଲତ ଆକ୍ଟ ବା ବ୍ଲାକ୍ ଆକ୍ଟ ହେଲା। এই ଆକ୍ଟର ପ୍ରୋଭିଜନ କ'ଣ ଥିଲା ନା ଏଥିରେ ଆରେଷ୍ଟ କରିଦେବେ ୱିଦାଉଟ୍ ଟ୍ରାଏଲ। ତାମାନେ କୌଣସି ତମର ବିଚାର ହେବ ନାହିଁ, ତମେ ବ୍ରିଟିଶ ବିରୁଦ୍ଧରେ କହିଛ ମାନେ ତମକୁ ଡାଇରେକ୍ଟ ସେମାନେ ଜେଲ୍ ପଠାଇଦେବେ। ଆଉ ସେନ୍ସର ଟୁ ପାୱାର ଟୁ ସେନ୍ସର ଦ ପ୍ରେସ୍, କଥା କହିବାର ଅଧିକାର ନାହିଁ ବା କୌଣସି ଭୁଲ କଥା ଛାପିବାର ମାନେ କୌଣସି ବ୍ରିଟିଶ ଗଭର୍ଣ୍ଣମେଣ୍ଟର ଭୁଲ ତମେ କହିପାରିବ ନାହିଁ। କୌଣସି ପେପରରେ ତମେ ଛାପି ପାରିବନି, କୌଣସି କେଣେ ତମେ କହିପାରିବନି। ବ୍ରିଟିଶ ଗଭର୍ଣ୍ଣମେଣ୍ଟ ବିରୁଦ୍ଧରେ ଯିଏ କହିବ ତାକୁ ଆରେଷ୍ଟ କରୁଥିଲେ। କାହା ମାଧ୍ୟମରେ? ରାଉଲତ ଆକ୍ଟ ମାଧ୍ୟମରେ, ବୁଝିହେଲା। ପବ୍ଲିକ ଗ୍ୟାଦରିଂସକୁ ସେମାନେ ମନା କରୁଥିଲେ, ପ୍ରୋଟେଷ୍ଟ କରିବା ପାଇଁ ମନା କରୁଥିଲେ। ଯେ ପବ୍ଲିକ ଗ୍ୟାଦରିଂସ କରିପାରିବନି, ପ୍ରୋଟେଷ୍ଟ କରିପାରିବନି। ସେମାନେ ଡିନାର କରୁଥିଲେ ଇଣ୍ଡିଆନ୍ସକୁ ରାଇଟ୍ ଟୁ ଲିଗାଲ ଡିଫେନ୍ସ। ତମର କୌଣସି ଆଇନଗତ ଭାବରେ ଅଧିକାର ନାହିଁ। ତାହେଲେ ତମେ ଏଇଠି କଥା ଏତିକି କଥା ତମେ ଭାବ, ଯଦି ଆମେ ଗଭର୍ଣ୍ଣମେଣ୍ଟ ବିରୁଦ୍ଧରେ କୌଣସି ଷ୍ଟ୍ରାଇକ୍ କରିପାରିବାନି, ପାୱାର ନାହିଁ ଆମର, ମାନେ ଫ୍ରିଡମ୍ ଅଫ୍ ସ୍ପିଚ୍ ବି ନାହିଁ ଆମକୁ, ମାନେ ଆମେ ବିରୁଦ୍ଧରେ ଗଲେ ବୋଲି ବିରୁଦ୍ଧରେ ଯାଇଛେ କି ନାହିଁ ଯଦି ସନ୍ଦେହ ହେଲା ତାକୁ ନେଇକି ଜେଲରେ ପୁରେଇ ଦେବେ, କିଛି ତାର ବିଚାର ହେବନି, ଆଉ କୌଣସିର ଆମର ଲିଗାଲ ଡିଫେନ୍ସ ନାହିଁ। ତାହେଲେ ଏଠି କ'ଣ ଏସବୁ କଥା ଆମର ଇଣ୍ଡିଆନ ନ୍ୟାସନାଲିଷ୍ଟ ମାନଙ୍କ ଦେହରେ ଗଲାନି। ସେମାନେ କ'ଣ କଲେ ନା ଆକୁ ଲକ୍ଷ୍ୟ କରିକି ଆଉ ଏଇ ଯେଉଁ ରାଉଲତ ଆକ୍ଟକୁ ନେଇକି ଇଏ ସ୍ପାର୍କଡ ୱାଇଡ ସ୍ପ୍ରେଡ୍ ପ୍ରୋଟେଷ୍ଟ ବାଇ ମହାତ୍ମା ଗାନ୍ଧୀ। ମହାତ୍ମା ଗାନ୍ଧୀ ଦ୍ୱାରା ଗୋଟେ ବହୁତ ବଡ଼ ଆନ୍ଦୋଳନ କରାଗଲା ଏ କଥାକୁ ନେଇକି। କ'ଣ ପାଇଁ ନା କୌଣସି ଭୁଲ ନଥାଏ କି ତମକୁ ଜେଲରେ ପୁରେଇ ଦେବେ, ଯାଇକି ତମେ କ'ଣ ନା ଫ୍ରିଡମ୍ ଅଫ୍ ସ୍ପିଚ୍ ବି ନେଇଗଲେ, ମାନେ ତମେ କୌଣସି କଥା ବ୍ରିଟିଶ ଗଭର୍ଣ୍ଣମେଣ୍ଟ ବିରୁଦ୍ଧରେ କହିପାରିବନି। ଆକୁ ନେଇକି ମହାତ୍ମା ଗାନ୍ଧୀ ଗୋଟେ ପ୍ରୋଟେଷ୍ଟ କଲେ, ଯେଉଁଟାକି ଜାଲିଆନାବାଗ ମାସାକର 1913 ଏପ୍ରିଲ 13 1919ରେ ହେଉଛି ହେଲା। ଆମେ ତାକୁ ଦେଖିବା। এই କଥାକୁ ନେଇକି କ'ଣ ହେଇଛି ନା ରାଉଲତ ଆକ୍ଟକୁ ନେଇକି ଜାଲିଆନାବାଗ ମାସାକର ଏପ୍ରିଲ 13 1919ରେ କ'ଣ ହେଇଛି ନା ଜାଲିଆନାବାଗ ମାସାକର ଯେଟାକି ଗୋଟେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଦ୍ୱାରା ବହୁତ ବଡ଼, ମାନେ ସେତେବେଳେ ଗୋଟେ ବହୁତ ବଡ଼ ଇନସିଡେଣ୍ଟ ଥିଲା ଯେଉଁଠି ହଜାର ହଜାର ଲୋକଙ୍କୁ ମାରିଦେଲେ ଜାଲିଆନାବାଗ। କ'ଣ ହେଲା ନା ଏଇ ରାଉଲତ ଆକ୍ଟକୁ ନେଇକି, ଏଇ ଯେଉଁ ରାଉଲତ ଆକ୍ଟକୁ ପ୍ରୋଟେଷ୍ଟ କରିକି ବହୁତ ମେନ୍ ଆଉ ଓମେନ୍ ଆଉ ଚିଲଡ୍ରେନ୍ ମାନେ ଗ୍ୟାଦର ହେଇଥିଲେ କେଇଠି ନା ଜାଲିଆନାବାଗ। ଜାଲିଆନାବାଗ କୋଉଠିରେ ନା ଅମୃତସରରେ, ପଞ୍ଜାବରେ ଅମୃତସର ଅଛି ହେଲା। ପଞ୍ଜାବରେ ଅମୃତସରରେ ଜାଲିଆନାବାଗ ଗୋଟେ ଜାଗା ଅଛି, ସେଠି ଯାଇକି ବହୁତ ହଜାର ହଜାର ସଂଖ୍ୟାର ମେନ୍ ଆଣ୍ଡ ଓମେନ୍ ଆଣ୍ଡ ଚିଲଡ୍ରେନ୍ ଯାଇକି ପ୍ରୋଟେଷ୍ଟ କରୁଥିଲେ, ଶାନ୍ତିପୂର୍ଣ୍ଣ ଭାବରେ ପ୍ରୋଟେଷ୍ଟ କରୁଥିଲେ।
ତାରିଖ କେତେ ନା ଏପ୍ରିଲ 13 1919 ହେଲା ଆକୁ ମନେ ରଖିବ। ରାଉରକେଲା ଆକ୍ଟକୁ ସେମାନେ ପ୍ରୋଟେଷ୍ଟ କରୁଥିଲେ। କିନ୍ତୁ କ'ଣ କରିଥିଲେ ନା ଜେନେରାଲ ଡାୟାର ସେତେବେଳେ ଥିଲେ ବ୍ରିଟିଶ ଗଭର୍ଣ୍ଣମେଣ୍ଟର ଜେନେରାଲ ଡାୟାର କ'ଣ କରିଥିଲେ ନା ସେ ସୈନିକ ଆଣିକି ଏ କ୍ରାଉଡ ବା ଏ ଭିଡ଼ ଉପରେ କ'ଣ କରିଥିଲେ ନା କୌଣସି ୱାର୍ଣ୍ଣିଂ ନ ଦେଇକି ବା କୌଣସି ସେମାନଙ୍କୁ ନ ଜଣେଇକି ତାଙ୍କ ଉପରେ ଅଚାନକ ଗୁଳି ବର୍ଷଣ କରିଥିଲେ ବା ଏମାନଙ୍କୁ ଗୁଳି କରି ମାରି ଦେଇଥିଲେ। ଯେମିତିକି ଓନ୍ଲି ଏକ୍ଜିଟ୍ ୱାଜ୍ ବ୍ଲକେଡ୍, କେବଳ ଗୋଟେ ରାସ୍ତା ଥିଲା ବାହାରିବାରେ ତାକୁ ସେମାନେ ବ୍ଲକ୍ କରିଦେଇଥିଲେ। ଟ୍ରାପିଂ ପିପୁଲ ଇନସାଇଡ୍, ଲୋକମାନଙ୍କୁ ଭିତରେ ମାନେ ରଖିକି ଗୋଟେ ବାହାରିବାର ରାସ୍ତାକୁ ବ୍ଲକ୍ କରିଦେଇଥିଲେ। ଆଉ ଟ୍ରୁପ୍ସ ଫାୟାର୍ଡ ଓଭର 1600 ରାଉଣ୍ଡସ୍, 1600 ରାଉଣ୍ଡସ୍ ଫାୟାର କରିଥିଲେ, ଯେଉଁଥିରେ ମରିଯାଇଥିଲେ କେତେ ନା 1000 ପିପୁଲ। ଆଉ ବ୍ରିଟିଶ ଅଫିସିଆଲ କେତେ କହିଲେ ନା 379। ତାହେଲେ କିନ୍ତୁ ଦେଖ ଏ ଜାଲିଆନାବାଗ ମାସାକର ହେଲା କାହିଁକି ନା ରାଉରକେଲା ଆକ୍ଟକୁ ବିରୋଧ କରିକି, ରାଉରକେଲା ଆକ୍ଟକୁ ମାନେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରୋଟେଷ୍ଟ କରୁଥିଲେ କୋଉଠି ଯାଇକି ପଞ୍ଜାବର ଅମୃତସରରେ ଜାଲିଆନାବାଗରେ। କିନ୍ତୁ ଏଇ ରାଉରକେଲା ଆକ୍ଟ 1919କୁ ପ୍ରୋଟେଷ୍ଟ କରିକି ସେମାନେ ବ୍ରିଟିଶ ମାନେ କ'ଣ କହିଥିଲେ ତମେ ପ୍ରୋଟେଷ୍ଟ କରିପାରିବନି। କିନ୍ତୁ ଯେହେତୁ ଏମାନେ ପ୍ରୋଟେଷ୍ଟ କରୁଥିଲେ ଏମାନେ ଅମାନୁଷିକ ଭାବରେ ଯାଇକି ହଜାର ହଜାର ଲୋକଙ୍କୁ ଗୁଳି କରିକି ମାରିଦେଲେ। କୋଉମାନେ ଦେଖ ଗ୍ୟାଦରିଂ ହେଲେ ଜାଲିଆନାବାଗରେ, ଜେନେରାଲ ଡାୟାର ଅର୍ଡର ଦେଲେ, ବାହାରିବା ରାସ୍ତାକୁ ବନ୍ଦ କରିଦେଲେ, ସୈନିକମାନେ ଫାୟାରିଂ କଲେ, ଯାହାଫଳରେ ହଜାର ହଜାର ଲୋକ ପ୍ରାଣତ୍ୟାଗ କଲେ। ବୁଝିହେଲା। ତାପରେ ଏଇ ଯେଉଁ ଗୋଟେ ଇମ୍ପାକ୍ଟ ପଡ଼ିଲା କ'ଣ ନା ପୁରା ନେସନ, ପୁରା ଇଣ୍ଡିଆକୁ ପୁରା ଶକ୍ ହେଇଗଲେ। ଇଣ୍ଡିଆର ପୁରା ଲୋକମାନେ ଚମକି ପଡ଼ିଲେ ଯେ ବ୍ରିଟିଶର୍ସ ମାନେ ହଜାର ହଜାର ଲୋକଙ୍କୁ ଗୁଳି କରି ମାରିଦେଲେ ହେଲା। ଆଉ ଏଇଟା ଫ୍ରିଡମ ଷ୍ଟ୍ରଗଲ, ସ୍ୱାଧୀନତା ଆନ୍ଦୋଳନକୁ ଆହୁରି ମଧ୍ୟ ଇଣ୍ଟେନ୍ସିଫାଏ କରିଥିଲା। ଯାହାଫଳରେ ନନ୍ କୋପରେସନ ମୁଭମେଣ୍ଟ 1920ରେ ଗାନ୍ଧିଜୀ ଲଞ୍ଚ କରୁଛନ୍ତି। ଆଉ ରବୀନ୍ଦ୍ରନାଥ ଟାଗୋର ତାଙ୍କର ନାଇଟହୁଡ୍ ଉପାଧି ସେ ବ୍ରିଟିଶ ଗଭର୍ଣ୍ଣମେଣ୍ଟକୁ ଫେରାଇ ଦେଉଛନ୍ତି। ଆଉ ଜେନେରାଲ ଡାୟାରକୁ ଫୋର୍ସ ହୋଇଥିଲେ ବା ଜେନେରାଲ ଡାୟାର ବାଧ୍ୟ ହୋଇଥିଲେ ତାଙ୍କ ପଦରୁ ରିଜାଇନ୍ କରିବା ପାଇଁ। କିନ୍ତୁ ବ୍ରିଟିଶର୍ସ ମାନେ ତାଙ୍କୁ କ'ଣ କରିଥିଲେ ପ୍ରଶଂସା କରିଥିଲେ। ପରେ ତାପରେ ଖିଲାଫତ ମୁଭମେଣ୍ଟ ହେଉଛି 1920ରୁ 1924। ଖିଲାଫତ ମୁଭମେଣ୍ଟ କ'ଣ ନା ଖିଲାଫତ ମୁଭମେଣ୍ଟ ହେଉଛି ଯେ ପ୍ରଥମ ୱାର୍ଲଡ ୱାର ଚାଲିଥିଲା ବେଳେ, ଦେଖ ଖିଲାଫତ ମୁଭମେଣ୍ଟ କ'ଣ ହେଉଛି ନା ପ୍ରଥମ ୱାର୍ଲଡ ୱାର ଚାଲିଥିଲା ବେଳେ ଓଟୋମାନ ଏମ୍ପାୟାର, ଯେଟା କି କୋଉଠି ନା ତୁର୍କୀରେ ଅଛି ଓଟୋମାନ ଏମ୍ପାୟାର। ସେଥିରେ ମୁସଲିମ ମାନଙ୍କ ରାଜା କିଏ ଥିଲେ ନା ଖଲିଫା। ମୁସଲିମ ମାନଙ୍କ ରାଜା କିଏ ଥିଲେ ଖଲିଫା। ସେତେବେଳେ ଯାଇକି ବ୍ରିଟେନ ମାନେ ସେଠି ଶାସନ କରୁଥିଲେ। ବ୍ରିଟେନ ମାନେ କ'ଣ କହିଲେ ନା ଆମେ ଇଏ ଖଲିଫା ଯେଉଁ ଅଛି ମୁସଲିମ ମାନଙ୍କର ରାଜା, ଆକୁ ଆମେ ରଖିବା ନାହିଁ। ମୁସଲିମ ମାନଙ୍କର ରାଜା ବର୍ତ୍ତମାନ କିଏ ହେଇପାରିବନି, ଯେ ସ୍ପିରିଚୁଆଲ ଲିଡର ଅଛି ମୁସଲିମ ମାନଙ୍କର ଖଲିଫା, ତାକୁ ଆମେ ହଟେଇଦେବା। କିଏ କହିଲେ? ବ୍ରିଟେନ ମାନେ କହିଲେ। କିନ୍ତୁ ଇଣ୍ଡିଆରେ ଥିବା ମୁସଲିମ ମାନେ କ'ଣ ଦେଖିଲେ ଯେ ଏଇଟା ଆମର ଇସଲାମ ଉପରେ ଗୋଟେ ଆଟାକ୍ ହେଉଛି। କ'ଣ ନା ଆମ ଇସଲାମ ଧର୍ମ ଉପରେ ଗୋଟେ ଆଟାକ୍ ହେଉଛି, ଯେ ଆମର ଯେ ଲିଡର ଅଛନ୍ତି ଯିଏ ଖଲିଫା ମୁସଲିମ ମାନଙ୍କର, ତାଙ୍କୁ ତମେ ହଟେଇଦେବ। ଲିଡର୍ସ ସ୍ପିରିଚୁଆଲ ଲିଡର ଯିଏ ଥିଲେ ମୁସଲିମ ମାନଙ୍କର, ତାଙ୍କୁ ହଟେଇ ଦେବା ପାଇଁ କିଏ କହୁଥିଲେ? ବ୍ରିଟିଶର୍ସ ମାନେ କହୁଥିଲେ। ଏଇଟା ମାନେ ତାଙ୍କ ଧର୍ମକୁ ବଞ୍ଚିବା ପାଇଁ ଇଏ ଗୋଟେ ପ୍ରୋଟେକ୍ଟ, ମାନେ ତାଙ୍କ ଧର୍ମକୁ ବଞ୍ଚାଇବା ପାଇଁ ଇଣ୍ଡିଆରେ ଥିବା ମୁସଲିମ ମାନେ ବ୍ରିଟିଶର୍ସଙ୍କ ବିରୁଦ୍ଧରେ କ'ଣ କଲେ ନା ପ୍ରୋଟେଷ୍ଟ ଆରମ୍ଭ କରିଦେଲେ। ଆଉ ଏଥିରେ ଲିଡର୍ସ କୋଉମାନେ ଥିଲେ? ଅଲି ବ୍ରଦର୍ସ ଥିଲେ। ଅଲି ବ୍ରଦର୍ସ କ'ଣ ନା ମହମ୍ମଦ ଅଲି, ଶୌକତ ଅଲି, ମହାତ୍ମା ଗାନ୍ଧୀ। ଆଉ ମହାତ୍ମା ଗାନ୍ଧୀ ଏଇଟାକୁ ସପୋର୍ଟ କଲେ। କ'ଣ ପାଇଁ ନା ଦେଖିଲେ ଏମାନେ କ'ଣ ନା ମୁସଲିମ ଲିଗ୍ କରିକି ଇଂରେଜ ବାଲା ମାନେ କ'ଣ କରିଥିଲେ? ହିନ୍ଦୁ ମୁସଲିମ ଅଲଗା କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ମହାତ୍ମା ଗାନ୍ଧୀ ଦେଖିଲେ ଯେ ଏଇଟା ହେଉଛି ଗୋଟେ କ'ଣ ନା ବହୁତ ବଡ଼ ସୁଯୋଗ, ଯାହାଫଳରେ ଆମେ ହିନ୍ଦୁ ମୁସଲିମ ପୁଣି ଥରେ ୟୁନିଟ୍ ହେଇପାରିବା। ଯଦି ଗାନ୍ଧୀ କ'ଣ ଭାବିଲେ, ଯଦି ମୁଁ ମୁସଲିମ ମାନଙ୍କର ଏଇ ପ୍ରୋଟେଷ୍ଟକୁ ଟିକେ ସପୋର୍ଟ କରିଦେଉଛି, ତାହେଲେ ଏମାନେ ପୁଣି ହିନ୍ଦୁ ଆଉ ମୁସଲିମ କ'ଣ ହେଇଯିବେ? ଏକତ୍ରିତ ହେଇଯିବେ, ଯାହାଫଳରେ ଫ୍ରିଡମ ମୁଭମେଣ୍ଟ କରିବା ପାଇଁ ସହଜ ହେବ। ବୁଝିହେଲା। ମେନ୍ ଇଭେଣ୍ଟସ୍ କ'ଣ ଥିଲା ନା ଖିଲାଫତ କମିଟିଜ ୱେର୍ ଫର୍ମଡ ଆକ୍ରସ୍ ଇଣ୍ଡିଆ। ଖିଲାଫତ କମିଟିକୁ ତିଆରି କରାଗଲା। ଆଉ ମାସ୍ ପ୍ରୋଟେଷ୍ଟ ଆନ୍ଦୋଳନ ବୟକଟ୍ସ କରାଗଲା ବ୍ରିଟିଶ ଗୁଡ୍ସକୁ। ଆଉ ରେଜିଗ୍ନେସନ, ଗଭର୍ଣ୍ଣମେଣ୍ଟ ଜବ୍ରୁ ରେଜିଗ୍ନେସନ ଦେଲେ। ବ୍ରିଟିଶର ଗଭର୍ଣ୍ଣମେଣ୍ଟ ଜବ୍ରେ ଯେତେ ଜଣ ଥିଲେ ସେ ସବୁ ରେଜିଗ୍ନେସନ ଦେଲେ। ଆଉ ମୁଭମେଣ୍ଟ ହେଇଗଲା। ମୁଭମେଣ୍ଟ ମର୍ଜ କଲା କ'ଣ ନା ୱିଥ୍ ଗାନ୍ଧୀ ନନ୍ କୋପରେସନ ମୁଭମେଣ୍ଟ। ଆଉ ଯେତେବେଳେ ଅସହଯୋଗ ଆନ୍ଦୋଳନ 1920 ମସିହାରେ ଗାନ୍ଧୀଜୀ ଲଞ୍ଚ କରିଥିଲେ, ସେତେବେଳେ ହିନ୍ଦୁ ମୁସଲିମ ପୁଣି ଥରେ କ'ଣ ହେଇଗଲେ? ଏକତ୍ରିତ ହେଇଗଲେ ହେଲା। ତାପରେ ଏ ଡିକ୍ଲାଇନ୍ ଅଫ୍ ଦ ମୁଭମେଣ୍ଟ, ଏ ମୁଭମେଣ୍ଟ ମଧ୍ୟ ଧୀରେ ଧୀରେ ଡିକ୍ଲାଇନ୍ ହେଇଯାଉଛି। ଯେମିତିକି ଅଟୋମାନ ଏମ୍ପାୟାରରେ ଖଲିଫାକୁ ସେ ମାନେ ଅଫିସିଆଲି ଆବୁଲିଶ କରିଦେଉଛନ୍ତି। ଅଫିସିଆଲି ସେମାନେ ବ୍ୟାନ୍ କରିଦେଉଛନ୍ତି। ସେ ମାନେ ଅଫିସିଆଲି ତାଙ୍କର ଯେ ମୁସଲିମର ସ୍ପିରିଚୁଆଲ ଲିଡର୍ସ ଥିଲେ, ଅଫିସିଆଲି ସେ ସକ୍ସେସ୍ ହେଉଛନ୍ତି ବ୍ରିଟିଶର୍ସ ମାନେ ତାଙ୍କୁ ମାନେ ବନ୍ଦ କରିବାରେ। ଯାହାଫଳରେ ମୁସ୍ତାଫା କେମାଲ ଅଟ୍ରକ, ଯିଏକି ତୁର୍କୀର ନୂଆ ଲିଡର ହେଉଛି 1924ରେ ହେଲା। ତାପରେ ହିନ୍ଦୁ ମୁଭମେଣ୍ଟ ଲଷ୍ଟ ଇଟ୍ସ ପର୍ପୋଜ ଏଣ୍ଡ ଏଣ୍ଡେଡ। ଦ ମୁଭମେଣ୍ଟ
ଏଇ ଯେଉଁ ମୁଭମେଣ୍ଟ ତାର ପର୍ପସ୍ ଯାହା ଥିଲା ସେ ଏଣ୍ଡ ହେଇଗଲା। କାହିଁକିନା ହିନ୍ଦୁ ସେତେବେଳେ ମୁସଲିମ ମାନଙ୍କର କଥା ରହିଲା ନାହିଁ କୋଉଠି ତୁର୍କୀରେ, ତାଙ୍କ ଲିଡରକୁ ସେମାନେ ଖୋଲିଦେଲେ ସ୍ପିରିଚୁଆଲ ଲିଡରକୁ। ସେତେବେଳେ ଏଠି କ'ଣ ହେଲା, ମୁସଲିମ ମାନେ ନିରାଶ ହେଇକି ପୁଣି ଥରେ ହିନ୍ଦୁ ମୁସଲିମ ଅଲଗା ହେଇଗଲେ। ପୁଣି ଥରେ କ'ଣ ହେଲେ ନା ହିନ୍ଦୁ ମୁସଲିମ ଅଲଗା ହେଇଗଲେ, ଯେଉଁଟାକି ହିନ୍ଦୁ ମୁସଲିମ ୟୁନିଟିକି ବର୍ତ୍ତମାନ ୱିକ୍ କଲା, ଯାହାଫଳରେ ପୁଣି କମ୍ୟୁନାଲ ଟେନସନ୍, ପୁଣି ଏଠି କ'ଣ ନା ଧର୍ମ ଟେନସନ୍, ମାନେ ହିନ୍ଦୁ ମୁସଲିମ ଟେନସନ୍ ପୁଣି ଥରେ ବଢ଼ିଗଲା ହେଲା। ଦେଖ ନନ୍ କୋଅପରେସନ୍ ମୁଭମେଣ୍ଟ 1920 ରୁ 1922, ଏଇ ଯେଉଁ ମଝିରେ ମଝିରେ ଟିକେ ଟିକେ ଲେଖା ହେଇନି, ଯଦି ତୁମେ ଚାହିଁବ ଆକୁ ପଢ଼ିପାରିବ। ଏତେ ଏକ୍ଜାମ୍ ପର୍ସପେକ୍ଟିଭରେ କ'ଣ ହେଲା ନା ଏତେ ଏକ୍ଜାମ୍ ପର୍ସପେକ୍ଟିଭ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ହେଲା। ତୁମେ ଯଦି ଚାହିଁବ PDF ନେଇ ପଢ଼ିପାରିବ ହେଲା। ତାପରେ ଦେଖ ନନ୍ କୋଅପରେସନ୍ ମୁଭମେଣ୍ଟ ବା ଅସହଯୋଗ ଆନ୍ଦୋଳନ 1920 ରୁ 1922 ମଧ୍ୟରେ ଲଞ୍ଚ ହେଇଥିଲା, যেটা ଗୋଟେ ବହୁତ ବଡ଼ ପ୍ରୋଟେଷ୍ଟ ଥିଲା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା। କ'ଣ ପାଇଁ ନା ବ୍ରିଟିଶ ରୁଲ୍ ପାଇଁ, যেଟାକି ଏମ୍ କରିଥିଲା କ'ଣ ନା ବ୍ରିଟିଶ ପଲିସିକୁ ବିରୋଧ କରିଥିଲା। ଆଉ କାହା ମାଧ୍ୟମରେ ନନ୍ ଭାଉଲେଣ୍ଟ ମିନ୍ସ, ଗାନ୍ଧୀଜୀ କହୁଥିଲେ ଯାହା ବି ମୁଁ କରିବି ଅହିଂସା ଉପାୟରେ। ତାହେଲେ ଏ ନନ୍ କୋଅପରେସନ୍ ମୁଭମେଣ୍ଟ କ'ଣ ପାଇଁ ହେଇଥିଲା ନା ବ୍ରିଟିଶ ପଲିସିକୁ ବିରୋଧ କରିବା, ଆଉ ବ୍ରିଟିଶର କୌଣସି ଇନଷ୍ଟିଚ୍ୟୁସନକୁ ଆମେ ଯିବା ନାହିଁ, ବ୍ରିଟିଶ ଯାହା ବି ଗୁଡ୍ସ ଆଉ ସର୍ଭିସ ଦେଉଛନ୍ତି, ଯାହା ବି ସେବା ଆମକୁ ଦେଉଛନ୍ତି ସବୁକୁ ଆମେ ବିରୋଧ କରିବା। ଯେମିତି ତାଙ୍କ ସ୍କୁଲ କୋର୍ଟ ସର୍ଭିସ ସବୁକୁ ବିରୋଧ କଲେ। କିନ୍ତୁ ଏଇ ମୁଭମେଣ୍ଟଟା ଏତେ ବ୍ୟାପିଗଲା ଯେ ଲାଷ୍ଟରେ ଗାନ୍ଧୀ ୟାକୁ ବନ୍ଦ କରିବା ପାଇଁ ପଡ଼ିଲା। କ'ଣ ପାଇଁ ନା ଚୌରୀ ଚୌରାରେ ଗୋଟେ ପୁଲିସ ଷ୍ଟେସନକୁ ଯାଇକି ଇଏ ଆନ୍ଦୋଳନକାରୀମାନେ ପୁଲିସ ଷ୍ଟେସନକୁ ଜାଳିଦେଲେ, ଯାହାଫଳରେ ସେଠି 20-25 ଜଣ ପୁଲିସ ଅଫିସର ଜୀବନ୍ତ ଦଗ୍ଧ ହୋଇଗଲେ, ପୁଲିସ ଅଫିସର ଜୀବନ୍ତ ସେଠି ମରିଗଲେ। କିନ୍ତୁ ଗାନ୍ଧୀଜୀ କ'ଣ କହିଲେ, ମୋର ଇଏ ମୁଭମେଣ୍ଟର ପର୍ପସ୍ କିଛି ରହିଲାନି। କାହିଁକି ନା ମୁଁ ଚାହୁଁଥିଲି କ'ଣ ନା ନନ୍ ଭାଉଲେଣ୍ଟ ହୁଏ। କ'ଣ ମୁଁ ଚାହୁଁଥିଲି ନନ୍ ଭାଉଲେଣ୍ଟ ହୁଏ, କିନ୍ତୁ ତୁମେମାନେ ଭାଉଲେନ୍ସ କରିକି ପୁଣି ଥରେ ଇଏ ମାନେ ଗାନ୍ଧୀଜୀଙ୍କର ତାଙ୍କର ଯେ ପଲିସି ଥିଲା ବା ଗାନ୍ଧୀଜୀଙ୍କର ଯେ ଫିଲୋସଫି ତାକୁ ଏମାନେ ବିରୋଧ କରିକି କ'ଣ କଲେ ନା ନନ୍ ଭାଉଲେଣ୍ଟ ୱେରେ ଯାଇକି ପୁଲିସ ଷ୍ଟେସନକୁ ପୋଡ଼ିଦେଲେ, ଯାହାଫଳରେ ଲୋକ ମରିଗଲେ। ତାପରେ ଗାନ୍ଧୀଜୀ ନନ୍ କୋଅପରେସନ୍ ମୁଭମେଣ୍ଟକୁ କଲ୍ ଅଫ୍ କରୁଛନ୍ତି ବା ବନ୍ଦ କରୁଛନ୍ତି, ବୁଝିହେଲା। ଯେତେବେଳେ ଗାନ୍ଧୀଜୀ ନନ୍ କୋଅପରେସନ୍ ମୁଭମେଣ୍ଟକୁ ବନ୍ଦ କରୁଛନ୍ତି, ସେତେବେଳେ ଲିଡର୍ସ କିଏ ଥିଲେ ନା ଚିତ୍ତରଞ୍ଜନ ଦାସ ଆଉ ମୋତିଲାଲ ନେହେରୁ ହେଲା। ଚିତ୍ତରଞ୍ଜନ ଦାସ ମୋତିଲାଲ ନେହେରୁଙ୍କ ନେତୃତ୍ୱରେ 1923ରେ ସେ ତିଆରି କଲେ କ'ଣ ନା ସ୍ୱରାଜ ପାର୍ଟି। ସ୍ୱରାଜ ପାର୍ଟି ତିଆରି କରି କ'ଣ କଲେ, ଯେତେବେଳେ ନନ୍ କୋଅପରେସନ୍ ମୁଭମେଣ୍ଟ ବନ୍ଦ ହେଇଗଲା, ସେତେବେଳେ ଚିତ୍ତରଞ୍ଜନ ଦାସ ଆଉ ମୋତିଲାଲ ନେହେରୁ 1923 ମସିହାରେ ସ୍ୱରାଜ ପାର୍ଟି ତିଆରି କରୁଛନ୍ତି। ସ୍ୱରାଜ ପାର୍ଟି ତିଆରି କରିକି ସେମାନଙ୍କ ଲକ୍ଷ୍ୟ କ'ଣ ରଖୁଛନ୍ତି ନା ଆମେ କୋଉଠିକି ବସିବା ନା ଲେଜିସ୍ଲେଟିଭ୍ କାଉନସିଲ୍, ଯେଉଁଠି ଭାଇସରୟ ବସୁଥିଲା, ସବୁ କାର୍ଯ୍ୟକାରୀ ସବୁ ଗଭର୍ଣ୍ଣମେଣ୍ଟର ନିୟମ ତିଆରି ହେଉଥିଲା, ସେଇଠି ଲେଜିସ୍ଲେଟିଭ୍ କାଉନସିଲ୍କୁ ପଶିବା ପାଇଁ ଚେଷ୍ଟା କଲେ। ଏବଂ ତାଙ୍କର ଯାହା ପଲିସି ହେଉଛି ଆମେ ତାକୁ ଯାଇକି ବନ୍ଦ କରିବା, ଆଉ କ'ଣ ମାଗିବା ନା ସେଲ୍ଫ ରୁଲ୍, ଆମକୁ ସ୍ୱରାଜ ଦିଅ। ଆଉ ଏଇ ପାର୍ଟି ବିଭିନ୍ନ ପ୍ରକାର ଏଇ ପାର୍ଟି ବହୁତ ସିଟ୍ ମଧ୍ୟ ଜିତିଥିଲା। କେବେ ନା 1923 ଇଲେକ୍ସନରେ। ଏବଂ ଇଏ କାମ କରିଥିଲା ଟୁ ଏକ୍ସପୋଜ ବ୍ରିଟିଶ କଲୋନିଆଲ ପଲିସିଜ୍, ବ୍ରିଟିଶ କଲୋନିଆଲ ପଲିସିକୁ ମଧ୍ୟ ଏକ୍ସପୋଜ କରିବାରେ ଏ ପାର୍ଟିର ବହୁତ ଅବଦାନ ଥିଲା। ତାପରେ ଚିତ୍ତରଞ୍ଜନ ଦାସଙ୍କର ମୃତ୍ୟୁ ପରେ CR ଦାସ ଯେତେବେଳେ 1925 ମସିହାରେ ତାଙ୍କର ମୃତ୍ୟୁ ଘଟିଲା, ଡେଥ୍ ଅଫ୍ ଦ ଚିତ୍ତରଞ୍ଜନ ଦାସ ଇନ୍ 1925, ମାନେ 1925ରେ ତାଙ୍କର ଡେଥ୍ ପରେ ପାର୍ଟି ପୁଣି ଗ୍ରାଜୁଆଲି ଡିକ୍ଲାଇନ୍ ହେଲା। ପୁଣି ପାର୍ଟି ମାନେ କ'ଣ ଧୀରେ ଧୀରେ ୱିକ୍ ହେଲା। ତାପରେ ଇଏ ପୁଣି ଯାଇକି ଇଣ୍ଡିଆନ ନ୍ୟାସନାଲ କଂଗ୍ରେସର ମିଶିଗଲା, କିଏ ସ୍ୱରାଜ ପାର୍ଟି, ବୁଝିଲା। ତାପରେ ସାଇମନ କମିଶନ ଆସିଲା। ସାଇମନ କମିଶନ କ'ଣ ନା ଯେଟାକି ବ୍ରିଟିଶ କମିଟି ଗୋଟେ କ'ଣ ଥିଲା ନା ଗୋଟେ ବ୍ରିଟିଶ କମିଟି ଥିଲା, ଯେଟାକୁ ଇଣ୍ଡିଆକୁ 1928ରେ ପଠାଯାଇଥିଲା। କ'ଣ ପାଇଁ ନା ୱାର୍କିଂ ଅଫ୍ ଦ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ 1919, ଯିଏକି ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ 1919 କ'ଣ କରୁଛି ତାକୁ ଦେଖିବା ପାଇଁ ପଠାଇଥିଲା କିଏ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ସାଇମନ କମିଶନକୁ, ଯିଏକି କିଛି ସଜେଷ୍ଟ କରିବ, ରିଫର୍ମ କରିବ ଯେ ଇଣ୍ଡିଆନ ମାନଙ୍କର କ'ଣ ସୁବିଧା ଅସୁବିଧା କହିବ। କିନ୍ତୁ ଯେଟାକି କାହା ଦ୍ୱାରା ଆସିଥିଲା ନା ସାର୍ ଜନ୍ ସାଇମନ ଦ୍ୱାରା ଆସିଥିଲା, ଯେଉଁଥିରେ ଇଣ୍ଡିଆନ ମେମ୍ବର ମାନଙ୍କର ପାର୍ଟିସିପେସନ ନଥିଲା। ତାହେଲେ ଗୋଟେ କଥା ହେବ, ଯଦି ଇଣ୍ଡିଆର ଡେଭଲପମେଣ୍ଟ କଥା ଆସିବ ଆଉ ଇଣ୍ଡିଆନ ଲିଡର ମାନେ ନାହାନ୍ତି, ତାହେଲେ ଇଣ୍ଡିଆନ ମାନଙ୍କ କଥା କିଏ କହିବ ବ୍ରିଟିଶଙ୍କ ପାଖରେ। ସେଥିପାଇଁ କ'ଣ କହିଥିଲେ ନା ସାଇମନ ଗୁ ବ୍ୟାକ୍, ସାଇମନକୁ ପଳେଇ ଯିବା ପାଇଁ କହିଥିଲେ ଇଣ୍ଡିଆନ ଲିଡର ମାନେ। କ'ଣ ପାଇଁ ନା ଇଣ୍ଡିଆନ ଲିଡର ମାନଙ୍କର ପାର୍ଟିସିପେସନ ନଥିଲା। ତାପରେ ଇଣ୍ଡିଆନ ଲିଡର୍ସ ଇନକ୍ଲୁଡିଂ କଂଗ୍ରେସ ଆଉ ମୁସଲିମ ଲିଗ ଅପୋଜ କରିଥିଲେ ଆକୁ। ଇଣ୍ଡିଆନ ଲିଡର୍ସ ମାନେ ଯେଉଁଟାକି କଂଗ୍ରେସ ଆଉ ମୁସଲିମ ଲିଗ ମଧ୍ୟ ଅପୋଜ କରିଥିଲେ। ଏଇ ପ୍ରୋଟେଷ୍ଟରେ କ'ଣ ହେଇଥିଲା ନା ଏଇ ସାଇମନ କମିଶନ ପ୍ରୋଟେଷ୍ଟରେ ତାପରେ ଲାଲା ଲାଜପତ ରାୟ ଇଞ୍ଜୁର୍ଡ ହେଇଥିଲେ ଏ ପଲିସିରେ ଲାଠିଚାର୍ଜରେ, ଏବଂ ପରେ ମଧ୍ୟ ମୃତ୍ୟୁବରଣ କରିଥିଲେ। ଆଉ ଏଇ ଯେଉଁ ଅପୋଜିସନ ଥିଲା ସାଇମନ କମିଶନକୁ ଡିମାଣ୍ଡ କରିଥିଲା କ'ଣ ନା ଗୋଟେ କମ୍ପ୍ଲିଟ ଆମକୁ ଇଣ୍ଡିପେଣ୍ଡେନ୍ସ ବା ପୂର୍ଣ୍ଣ ସ୍ୱରାଜ ଦିଅ। ଆଉ এইটাକୁ ଡିମାଣ୍ଡ କରିକି କ'ଣ ଆସିଥିଲା ନା ନେହେରୁ ରିପୋର୍ଟ 1928। ନେହେରୁ ରିପୋର୍ଟ 1928ରେ କ'ଣ ଆସିଥିଲା, ସେ କହିଥିଲା ଇଣ୍ଡିଆର କନଷ୍ଟିଟ୍ୟୁସନ କେମିତି ଦିଅ। ନେହେରୁ ରିପୋର୍ଟ 1928 ଗୋଟେ ଅପୋଜ ଥିଲା କାହାକୁ, ୱାଜ୍ ଏ ପ୍ରପୋଜ ଥିଲା, ସେ ପ୍ରପୋଜ କରିଥିଲେ ଇଣ୍ଡିଆନ କନଷ୍ଟିଟ୍ୟୁସନ
जोटा कि गोटे तैयारी होता क्या द्वारा ना मोतीलाल नेहरू द्वारा आउ जवाहरलाल नेहरू द्वारा बुझेगा ताले नेहरू रिपोर्ट को किए बनई मोतीलाल नेहरू आउ जवाहरलाल नेहरू आउ एटा गोटे रेस्पॉन्स थिला काहाकू ना साइमन कमिशन को एमाने कहिथिले कोन ना तमे कोन सुविधा असुविधा हमर बुझियो आमे जानिने आमे जहा कहूचे सेया करो से माने कोन कहिथिले ना हमको डोमिनियन स्टेटस दियो इंडिया को हमको पूर्ण स्वराज दियो नाही किंतु आमे निज निज को शासन करिवु कहा रूल रे ब्रिटिश गवर्नमेंट रूल रे बा ब्रिटिश हमको शासन करिवो किंतु आमे हम सुविधा असुविधा कथा आम हिसाब रे कॉन्स्टिट्यूशन लेखिबो बुझेरा आ कोन ना हमको मौलिक अधिकार दियो फंडामेंटल राइट्स जेमिति कि कथा कहबार अधिकार फ्रीडम रो लेखिबार अधिकार आउ आईन रो समानता ए सब दियो आउ सेक्युलरिज्म करो आउ कोन ना प्रोटेक्शन ऑफ माइनॉरिटी राइट्स माइनॉरिटी मानकर राइट मानकर प्रोटेक्शन दियो किंतु नो सेपरेट इलेक्टोरेट किंतु सेपरेट इलेक्टोरेट दियोनी कोनसी गुटे माने हिंदू मुस्लिम को तमे अलगा करो नाही किंतु मोहम्मद जिना आको अपोज करथिले मोहम्मद जिना कोन कहले ना हमको सेपरेट इलेक्टोरेट दियो पार्लियामेंटरी सिस्टम आउ एठी गवर्नमेंट को कोन करो ना पार्लियामेंटरी सिस्टम रे गवर्नमेंट तयारी करो हला ये थिला कोन नेहरू रिपोर्ट किंतु ब्रिटिशर्स माने आको इग्नोर करथिले ब्रिटिशर्स माने कोन करथिले ना इग्नोर करथिले रिपोर्ट को जहा फल रे कि इंडियन नेशनल कांग्रेस एडॉप्ट करथिला कोन ना पूर्ण स्वराज वर्तमान आमे कंप्लीट इंडिपेंडेंस नबा 1929 कोन ना डिक्लेयर करले जे हमको पूर्ण स्वराज दरकार बुझला तापरे आको रेस्पॉन्स करी कि 14 पॉइंट्स ऑफ जिन्ना आसिला कोन ना मोहम्मद अली जिन्ना से कोन ना मार्च 28 1929 रे गुटे 14 पॉइंट्स देले कोन नेहरू रिपोर्ट को देखिकी 14 पॉइंट्स पुनी मोहम्मद जिन्ना ताकर गुटे रिपोर्ट बने कहले ना तमे नेहरू रिपोर्ट कोन बने देलो वर्तमान मो रिपोर्ट नियो मोहम्मद अली जिन्ना कहिले कोन ना एई पॉइंट एई जो रिपोर्ट से बनेले एटा कोन आउटलाइन करथला ना मुस्लिम्स इन इंडिया demands of Muslims in India to safeguard their rights were aimed at ensuring their political, religious and cultural protection. ସେମାନେ କଣ କହୁଥିଲେ ନା ଆମର ପଲିଟିକାଲ ଆଉ ରିଲିଜିୟସ୍ ଆଉ କଲଚରାଲ ପ୍ରୋଟେକ୍ସନ ଦରକାର କିଏ ମାନେ ମୁସଲିମ ମାନେ ତାପରେ ଜିନ୍ନା କଣ 14 ପଏଣ୍ଟସ କହିଲେ ନା ଇଣ୍ଡିଆ ସୁଡ୍ ବି ଏ ଫେଡରେସନ ଏଇ ତୁମେ 14 ପଏଣ୍ଟସ ପଢି ଦବ ହେଲା एग्जाम पर्सपेक्टिव एते इंपोर्टेंट नुहे तमे 14 पॉइंट्स नेकी पढी दबो बुझला तापर नेहरू रिपोर्ट को रेस्पॉन्स करी खेली इति जानि थाओ नेहरू रिपोर्ट को रेस्पॉन्स करी की किए देले 14 पॉइंट्स ना मोहम्मद अली जिन्ना बुझला तापर ए 14 पॉइंट्स रो इंपैक्ट कोन थिला ना 14 पॉइंट्स ए फाउंडेशन देला कोन ना पाकिस्तान रो डिमांड ए जिन्ना कर 14 पॉइंट्स गुटे मूल देवा पकेला कोन ना गुटे अलग राज्य पाकिस्तान करिया पई बुझला कोन ना लाहौर सेशन ले कोन होजी ना इंडियन नेशनल कांग्रेस was held from लाहौर सेशन ले जतले इंडियन द लाहौर सेशन ऑफ द इंडियन नेशनल कांग्रेस रो लाहौर सेशन होजी केबे टू केबे ना डिसेंबर 29 रु 31 1929 मसिया रे का प्रेसिडेंसी रे होची ना जवाहरलाल नेहरू आ एटा गुटे लैंडमार्क इवेंट थिला कोठरे ना फ्रीडम स्ट्रगल ले जेमिति ये डिक्लेयर करथिला कोन ना पूर्ण स्वराज बा कंप्लीट इंडिपेंडेंस इट्स कंप्लीट गोल्स आर एई रिजोल्यूशन ले की रिजोल्यूशन कोन थिला राहुल लाहौर सेशन हेतिला तांकर रिजोल्यूशन कोन लिखिथिले बा से कोन तांको लक्ष्य रखथिले ना हमको पूर्ण स्वराज दरकार आउ कांग्रेस रिजेक्ट करथिला कोन ना डोमिनियन स्टेटस माने ब्रिटिश रहिबो अथॉरिटी कोन फाइनल डिसीजन ब्रिटिश रहिबो ब्रिटिश गवर्नमेंट रहिबो किंतु आमे निज को निजे शासन करिवु हला सेल्फ रूल करिवु से मागुथिले माने कोन नेहरू रिपोर्ट रे किंतु वर्तमान रिजोल्यूशन से करचंदी लाहौर सेशन में कोन ना हमको पूर्ण स्वराज दरकार आमे डोमिनियन स्टेटस नबु नाही जनवरी 26 1930 को डिक्लेयर करागला कोन ना इंडिपेंडेंस डे तापरे सिविल डिसोबीडियंस मूवमेंट आछि आउ ब्रिटिश गुड्स को बॉयकॉट करूचंदी बुझला तापर आर इंपैक्ट कोन रहउजी ना एटा लेड करूची जे सिविल डिसोबीडियंस मूवमेंट 1930 आउ सॉल्ट मार्च दांडी मार्च आउ जनवरी 26 को इंडिया रो रिपब्लिक डे बोली घोषणा करा जाउची केबे ना 1950 को कोन पई ना जते बेले कॉन्स्टिट्यूशन ऑफ इंडिया आसुची इफेक्ट जते कॉन्स्टिट्यूशन ऑफ इंडिया इफेक्ट माने कार्यकारी होई सेते कोन होउची ना 1950 रे जनवरी 26 को कोन ना रिपब्लिक डे बोली घोषणा करा जाउची बुझला तापर से कोन ना दांडी मार्च बा सॉल्ट मार्च थिला कोन ना गुटे अहिंसा आंदोलन थिला महात्मा गांधी को द्वारा केबेठु केबे मार्च 12 रु एप्रिल 6 1930 कहा विरुद्ध रे ब्रिटिश सॉल्ट मोनोपोली माने ब्रिटिश मानकर सॉल्ट मोनोपोली जते लुण केवल ब्रिटिश ही मारी परिबे आ ब्रिटिश ही बिकी परिबे बुझ पारछ ना समुद्रटा कहारो समुद्रटा कारनु ब्रिटिश मान कोन गुथले ना लुण मध्ये मारिया पई दउनथिले तांकर मोनोपोली थिला तांकर लुण ऊपर तांकर कोन थिला एकाधिकार थिला एथिरे एकाधिकार थिला जहा फल रे दांडी मार्च करिकि हमर महात्मा गांधी ताकू भंग करथिले बुझेला आ डिटेल्स कोन थिछि देखो ना गांधी जी तांको सहित 78 जन फॉलोअर्स नै कि 240 माइल बा 385 किलोमीटर जाइथिले कोठु साबरमती आश्रम रु अहमदाबाद ठारू दांडी गुजरात पर्यंत कोथि पे जाइथिले ना एप्रिल 6 1930 रे जाइथिले एवं से सॉल्ट
ଲୁଣ ମାରିଥିଲେ କୋଉଠି ଗୁଜରାଟରେ ଯାଇକି ଲୁଣ ମାରିଥିଲେ ଆଉ ବ୍ରିଟିଶର ରୁଲକୁ ଲକୁ ଭାଙ୍ଗିଥିଲେ। ତା ଫଳରେ ହଜାର ହଜାର ଲୋକ ତାଙ୍କୁ ଜଏନ୍ କରିଥିଲେ ଆଉ ଏମାନେ ପ୍ରୋଟେଷ୍ଟ ବୟକଟ ଆରେଷ୍ଟ ମଧ୍ୟ ଏମାନେ ହେଇଥିଲେ। ଆଉ ବ୍ରିଟିଶ ଆରେଷ୍ଟ କରିଥିଲେ 60,000 ଲୋକଙ୍କୁ ଆରେଷ୍ଟ କରିଥିଲେ ଆଉ ତା ସହିତ କିଏ ଥିଲେ ଗାନ୍ଧୀ ମଧ୍ୟ ଥିଲେ ବୁଝିଲା। ତାପରେ ଦେଖ ଇମ୍ପାକ୍ଟ କ'ଣ ରହୁଛି ନା ଇଏ ଗ୍ଲୋବାଲ ଆଟେନସନ ନେଇଥିଲା ଆଉ ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟକୁ ଷ୍ଟ୍ରେନ୍ଥେନ୍ ମଧ୍ୟ କରିଥିଲା ଯାହାଫଳରେ ଗାନ୍ଧୀ ୟୁରିନ୍ ଇମ୍ପାକ୍ଟ 1931 ଆସିଥିଲା ହେଲା। ଦେଖ ତାପରେ କ'ଣ ହଉଛି ନା ଫାଷ୍ଟ ରାଉଣ୍ଡ ଟେବୁଲ କନଫରେନ୍ସ ହଉଛି କୋଉଠି ଲଣ୍ଡନରେ। ଫାଷ୍ଟ ରାଉଣ୍ଡ ଟେବୁଲ କନଫରେନ୍ସ ହଉଛି କୋଉଠି ନା ଲଣ୍ଡନରେ। କେବେଠୁ କେବେ ନଭେମ୍ବର 12 1930 ଟୁ ଜାନୁଆରୀ 19 1931 ଆଉ ଏଇଟା ଅର୍ଗାନାଇଜ କରାଯାଉଛି କାହା ଦ୍ୱାରା ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଦ୍ୱାରା। କ'ଣ ପାଇଁ ନା ଡିସ୍କସ୍ କରିବା ପାଇଁ କନଷ୍ଟିଟ୍ୟୁସନାଲ ରିଫର୍ମସ ଇନ୍ ଇଣ୍ଡିଆ କ'ଣ କ'ଣ କନଷ୍ଟିଟ୍ୟୁସନାଲ ରିଫର୍ମ ହେଇପାରିବ ବା କ'ଣ କ'ଣ ଇଣ୍ଡିଆନ ଲୋକମାନଙ୍କୁ ଆମେ ସୁବିଧା ସୁଯୋଗ ଦେଇପାରିବା ତାକୁ ଡିସ୍କସ୍ କରିବା ପାଇଁ ଫାଷ୍ଟ ରାଉଣ୍ଡ ଟେବୁଲ କନଫରେନ୍ସ ହଉଛି କୋଉଠି ଲଣ୍ଡନରେ। କେବେଠୁ କେବେ ନଭେମ୍ବର 12 1930 ରୁ ଜାନୁଆରୀ 19 1931 ବୁଝିଲା। ଫଲୋଇଂ ଦ ସାଇମନ କମିଶନସ ରେକମେଣ୍ଡେସନ ପରେ ଆ ଭିତରେ କି ଫିଚର୍ସ ଆର କ'ଣ ନା ଏଇଟା ଗୋଟେ ପ୍ରଥମ କନଫରେନ୍ସ ଥିଲା ଯୋଉଠି କି ଇଣ୍ଡିଆନ ଆଉ ବ୍ରିଟିଶର୍ସ ଲିଡର୍ସ ମାନେ ଡିସ୍କସ୍ କରୁଥିଲେ ଇଣ୍ଡିଆର ଫ୍ୟୁଚର ଗଭର୍ଣ୍ଣାନ୍ସ। ଏଇଟା ଗୋଟେ ଫାଷ୍ଟ କନଫରେନ୍ସ ଥିଲା ଯୋଉଠି ଇଣ୍ଡିଆନ ମାନଙ୍କୁ ଡାକିଥିଲେ ବ୍ରିଟିଶର୍ସ ମାନଙ୍କ ସହିତ ବସିକି ଇଣ୍ଡିଆନ ମାନଙ୍କର କ'ଣ ନା ଡେଭଲପମେଣ୍ଟ କ'ଣ ହଉଛି ନାହିଁ ତାକୁ ଦେଖିବା ପାଇଁ ବୁଝିଲା। ଆଉ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ କିନ୍ତୁ ଆକୁ ବୟକଟ କରିଥିଲା କ'ଣ ପାଇଁ ଯେତେବେଳେ କି ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ ଆରମ୍ଭ କରିଥିଲେ କିଏ ଗାନ୍ଧୀ ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ। ଆ ଭିତରେ କିଏ ଥିଲେ ଇନକ୍ଲୁଡେଡ କିଏ ଥିଲେ ଫାଷ୍ଟ ରାଉଣ୍ଡ ଟେବୁଲ କନଫରେନ୍ସରେ କିଏ କିଏ ଥିଲେ ଫାଷ୍ଟ ରାଉଣ୍ଡ ଟେବୁଲ କନଫରେନ୍ସରେ ଡକ୍ଟର B.R. ଆମ୍ବେଦକର ଯିଏକି ଦଳିତକୁ ରିପ୍ରେଜେଣ୍ଟ କରୁଥିଲେ ମୁସଲିମ ଲିଗ ଶିଖ ଏଣ୍ଡ ପ୍ରିନ୍ସଲି ଷ୍ଟେଟ୍ସ ରିପ୍ରେଜେଣ୍ଟେଟିଭ୍ସ ଆଉ ବ୍ରିଟିଶ ଅଫିସିଆଲ୍ସ ଲିଡର୍ସ ହେଲା ଏସବୁ ଥିଲେ। ଆ ଭିତରେ ଆଉଟକମ୍ କ'ଣ ହେଉଛି ନା ବ୍ରିଟିଶ ଏଗ୍ରି ହେଇଥିଲେ ଗିଭିଂ ରେସ୍ପନ୍ସିବଲ ଗଭର୍ଣ୍ଣମେଣ୍ଟ ଏଟ୍ ଦ ପ୍ରୋଭିନ୍ସିଆଲ ଲେଭେଲ। ପ୍ରୋଭିନ୍ସିଆଲ ଲେଭେଲରେ ଗୋଟେ ରେସ୍ପନ୍ସିବଲ ଗଭର୍ଣ୍ଣମେଣ୍ଟ ଦେବା ପାଇଁ ବ୍ରିଟିଶ ରାଜି ଥିଲେ କିନ୍ତୁ ସେପାରେଟ ଇଲେକ୍ଟୋରେଟ୍ ଫ୍ରମ୍ ମାଇନରିଟି ମୁସଲିମ ଶିଖ୍ ୱାଜ ଡିସ୍କସ୍ଡ ତାକୁ ମଧ୍ୟ ଡିସ୍କସ୍ କରାଯାଇଥିଲା ଗୋଟେ ସେପାରେଟ ଇଲେକ୍ଟୋରେଟ୍ ପାଇଁ ଯାହାଫଳରେ କି ଏଇ କନଫରେନ୍ସଟା କ'ଣ ପାଇଁ ଫେଲ୍ ହେଇଥିଲା ଏଜ୍ ଦ କଂଗ୍ରେସ ୱାଜ ଆବସେଣ୍ଟ ଯେତେବେଳେ କି କଂଗ୍ରେସ ଥିଲାନି। କଂଗ୍ରେସ କୋଉଠି ଥିଲା ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ ଯେତେବେଳେ ଚାଲିଥିଲା ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ ହେଲା କିନ୍ତୁ କଂଗ୍ରେସ ଏଠି ଉପସ୍ଥିତ ଥିଲା ନାହିଁ ଯାହାଫଳରେ କି କୌଣସି ମେଜର ଡିସିସନ ନେଇ ହେଲା ନାହିଁ। ଆଉ ଏଇଟା ଲେଟ୍ କରୁଛି କ'ଣ ନା ଗାନ୍ଧୀ ୟୁରିନ୍ ଇମ୍ପାକ୍ଟ 1931 ଯେତେବେଳେ ଗାନ୍ଧୀ ୟୁରିନ୍ ଇମ୍ପାକ୍ଟ ହବ ସେତେବେଳେ ଗାନ୍ଧୀଜୀ ଆସିବେ କୋଉଠି ନା ସେକେଣ୍ଡ ରାଉଣ୍ଡ ଟେବୁଲ କନଫରେନ୍ସକୁ 1931 ରେ ବୁଝିଲା। ତାପରେ ଦେଖ ଗାନ୍ଧୀ ୟୁରିନ୍ ଇମ୍ପାକ୍ଟ ହଉଛି ଗାନ୍ଧୀ ୟୁରିନ୍ ଇମ୍ପାକ୍ଟ କ'ଣ ନା ଏ ଗୋଟେ ଏଗ୍ରିମେଣ୍ଟ ସାଇନ୍ ହେଇଥିଲା। ଇରୱିନ୍ କିଏ କହିଲ ନା ସେତେବେଳେ ଭାଇସରୟ ଲର୍ଡ ଇରୱିନ୍ ହେଲା ଲର୍ଡ ଇରୱିନ୍। ତାହେଲେ ଗାନ୍ଧୀ ୟୁରିନ୍ ଇମ୍ପାକ୍ଟ କ'ଣ ନା ମାର୍ଚ୍ଚ 5 1931 ରେ ହଉଛି କାହା ଦ୍ୱାରା କାହା ମଧ୍ୟରେ ମହାତ୍ମା ଗାନ୍ଧୀ ଆଉ ଦ ଭାଇସରୟ ସେତେବେଳେ ଭାଇସରୟ କିଏ ଥିଲେ ଲର୍ଡ ଇରୱିନ୍। ଏଇଟା ଗୋଟେ ମାର୍କ କରୁଛି କ'ଣ ନା ଟେମ୍ପୋରାରୀ ଟ୍ରୁସ୍ ବିଟୱିନ୍ ଦ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ ଆଣ୍ଡ ବ୍ରିଟିଶ ଗଭର୍ଣ୍ଣମେଣ୍ଟ। ଗୋଟେ ମାନେ ଟେମ୍ପୋରାରୀ ଟ୍ରୁସ୍ ମାନେ କ'ଣ ନା ଗୋଟେ ଜଷ୍ଟ ମାନେ ଅଳ୍ପ ସମୟ ପାଇଁ କ'ଣ ନା ଗୋଟେ ବୁଝାବଣା ହଉଥିଲା କାହା ଭିତରେ ନା ନ୍ୟାସନାଲ କଂଗ୍ରେସ ଆଉ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଭିତରେ ଯାହାଫଳରେ କି ଆଉ କ'ଣ ନା ସେତେବେଳେ କିଛି ମୁଭମେଣ୍ଟ ହଉନଥିଲା ଗୋଟେ ଟେମ୍ପୋରାରୀ ଗୋଟେ ଜଷ୍ଟ ଟେମ୍ପୋରାରୀ ଟ୍ରୁସ୍ ଥିଲା ତାଙ୍କ ଭିତରେ ଡ୍ୟୁରିଂ ଦ ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ। ଆଉ ସିଭିଲ ଏଠି କି ଫ୍ୟାକ୍ଟ କ'ଣ ଥିଲା ଏଇ ଯେଉଁ ଏଇ ପ୍ୟାକ୍ଟରେ କ'ଣ କ'ଣ ମାନେ ଲେଖା ଯାଇଥିଲା ଯାହାଫଳରେ କି ମହାତ୍ମା ଗାନ୍ଧୀ ରାଜି ହେଇଥିଲେ ସେକେଣ୍ଡ ରାଉଣ୍ଡ ଟେବୁଲ କନଫରେନ୍ସକୁ ଯିବା ପାଇଁ ଯେ ସିଏ ଏଇ ପ୍ୟାକ୍ଟରେ ଲେଖା ଥିଲା ଯେ ସବୁ ପଲିଟିକାଲ ପ୍ରିଜନର୍ସ ମାନଙ୍କୁ ଛାଡ଼ିଦେବେ ପରମିଟ୍ କରିବେ ପିସଫୁଲ ପ୍ରୋଟେଷ୍ଟ ଶାନ୍ତିପୂର୍ଣ୍ଣ ଭାବରେ ସେମାନେ ଆନ୍ଦୋଳନ କରିବେ ଇଣ୍ଡିଆନ ମାନଙ୍କୁ ଆଲାଉ କରିବେ କି ସଲ୍ଟ ଲୁଣ ମାରିବା ପାଇଁ ଆଉ ବିକ୍ରି କରିବା ପାଇଁ ଆଉ ୱିଡ୍ର କରିବେ ରିପ୍ରେସିଭ ଲଜ୍ ଆଣ୍ଡ ଅର୍ଡିନାନ୍ସ ଯାହା ଅଛି ମାନେ ବହୁତ ତାଙ୍କର ଯେଉଁ ଲ ସେଟା କି ଇଣ୍ଡିଆନ ମାନଙ୍କ ବିରୁଦ୍ଧରେ ଲ ଆଉ ଯାହା ଅର୍ଡିନାନ୍ସ ଅଛି ତାକୁ ମଧ୍ୟ ଏମାନେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ମାନେ ୱିଡ୍ର କରିବେ ହେଲା। ଇଏ ଥିଲା କ'ଣ ତାଙ୍କର ପଲିସି ଥିଲା ମାନେ ଇଏ ଥିଲା ମାନେ ସେ ୟୁରିନ୍ ପ୍ୟାକ୍ଟରେ ସେ ଏତିକି ସେ ଲେଖା ହେଲା ପରେ ଗାନ୍ଧୀଜୀ କହିଲେ ଯେ ମୁଁ ସେକେଣ୍ଡ ରାଉଣ୍ଡ ଟେବୁଲ କନଫରେନ୍ସ ଯିବି ଯଦି ତମେ ମୋର ଏଇ କଥାରେ ରାଜି ହବ ତାହେଲେ ମୁଁ ସେକେଣ୍ଡ ରାଉଣ୍ଡ ଟେବୁଲ କନଫରେନ୍ସକୁ ଯିବି ହେଲା। କାହା କହିଲେ ବ୍ରିଟିଶର୍ସ ମାନଙ୍କୁ କହିଲେ ବୁଝିଲା। ତାପରେ କ'ଣ ହଉଛି କଂଗ୍ରେସ ଆଉ ଗାନ୍ଧୀ ଏଗ୍ରି ଟୁ କଂଗ୍ରେସ ବା ଗାନ୍ଧୀ ଏଗ୍ରି କାହାକୁ ହେଲେ ନା ଏ ଗାନ୍ଧୀ ୟୁରିନ୍ ଇମ୍ପାକ୍ଟ ହବା ପରେ ସେ କ'ଣ ନା ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟକୁ ସସ୍ପେଣ୍ଡ କରିଦେଲେ ବନ୍ଦ କରିଦେଲେ ଆଉ ପାର୍ଟିସିପେଟ୍ କଲେ ସେକେଣ୍ଡ ରାଉଣ୍ଡ ଟେବୁଲ କନଫରେନ୍ସ ଯେଟାକି 1931 ଲଣ୍ଡନରେ ହେଇଥିଲା ଆଉ ଏଣ୍ଡ କଲେ ବୟକଟ୍ ଅଫ୍ ଦ ବ୍ରିଟିଶ ଗୁଡ୍ସ ମଧ୍ୟ ସେ ଏଣ୍ଡ ବ୍ରିଟିଶ ଗୁଡ୍ସ ମାନେ ଯେଉଁ ବ୍ରିଟିଶ ମାନଙ୍କର
ତାଙ୍କର ଯେ ଗୁଡ୍ସ ଆସୁଥିଲା ଯେଉଁ ସବୁ ଇଣ୍ଡିଆନ୍ ଲୋକମାନେ ବୟକଟ୍ କରୁଥିଲେ ତାକୁ କହିଲେ କ'ଣ ନା ଠିକ୍ ଅଛି ତମେ ବର୍ତ୍ତମାନ ଯାଇକି ବ୍ରିଟିଶ ଗୁଡ୍ସକୁ ନେଇପାରିବ ହେଲା ଆପଣେଇଲେ ଏଇ ଗାନ୍ଧୀ ଇରୱିନ୍ ପ୍ୟାକ୍ଟ ପରେ ହେଲେ ଇମ୍ପାକ୍ଟ କ'ଣ ହେଲା ନା ଏଇଟା ଗୋଟେ ଦେଖାଗଲା ଯେ କମ୍ପ୍ରମାଇଜ୍ କାହା ଭିତରେ ନା ବହୁତ ଜାତୀୟତାବାଦୀ ଲୋକମାନେ କ୍ରିଟିସାଇଜ୍ କଲେ ଯେ ଆମେ ଫୁଲ୍ ଇଣ୍ଡିପେଣ୍ଡେନ୍ସ ପାଇଥାନ୍ତେ ତମେ ସେକେଣ୍ଡ ରାଉଣ୍ଡ ଟେବୁଲ୍ କନଫରେନ୍ସକୁ ଯାଇକି ଏସବୁ କଥା ଗୋଟେ କମ୍ପ୍ରମାଇଜ୍ କଲେ ତାଙ୍କ ସହିତ ମିଶିକି କାହା ସହିତ ଇଂରେଜମାନଙ୍କ ସହିତ ତାପରେ ଗାନ୍ଧୀ ଆଟେଣ୍ଡ କରୁଛନ୍ତି ସେକେଣ୍ଡ ରାଉଣ୍ଡ କନଫରେନ୍ସ 1931ରେ କିନ୍ତୁ ଇଏ ମଧ୍ୟ ଫେଲ୍ ହେଇଯାଉଛି ମେଜର ରିଫର୍ମସ୍ ଆଣିବାରେ କ'ଣ ପାଇଁ ଫେଲ୍ ହେଉଛି ଦେଖିବା ହେଲା କହୁଛନ୍ତି ସେକେଣ୍ଡ ରାଉଣ୍ଡ ଟେବୁଲ୍ କନଫରେନ୍ସରେ ଯେତେବେଳେ ଲଣ୍ଡନ ହେଲା କେବେଠୁ ନା ସେପ୍ଟେମ୍ବର 7ରୁ ଡିସେମ୍ବର 1 1931 ପର୍ଯ୍ୟନ୍ତ ଏଥିରେ କ'ଣ ହେଇଥିଲା ମହାତ୍ମା ଗାନ୍ଧୀ ଆଟେଣ୍ଡ କରିଥିଲେ as the sole representative of the Indian National Congress. Indian National Congress को किए रिप्रेजेंट करथुले ना महात्मा गांधी को इंडियन नेशनल कांग्रेस रो एकमात्र लीडर किए थिले हेटी महात्मा गांधी जोटा कि कोन किए थिले ना महात्मा गांधी जे कांग्रेस को लीडर करथुले बी आर आंबेडकर दलित को रिप्रेजेंट करथुले मुस्लिम लीग सिख एवं अदर मेजॉरिटी ग्रुप्स मध्ये जाइथिले आ ब्रिटिश रो गवर्नमेंट थिले ब्रिटिश ऑफिशियल्स थिले हला आ इंडियन मानकर प्रिंसेस इंडियन मानकर मध्ये सेतेबे राजा थिले मेजर डिस्कशन कोन हला ना गांधी डिमांड कले कंप्लीट इंडिपेंडेंस आमको पूर्ण स्वराज दियो आ ब्रिटिश रो रूल एठु बंद करो आंबेडकर कोन कहिले आंबेडकर आ माइनॉरिटी लीडर्स माने डिमांड कले कोन ना सेपरेट इलेक्टोरेट आंबेडकर मध्ये सेतेबे कोन कहिले ना आमको गुटे सेपरेट इलेक्टोरेट दियो काहे कि सेतेबे दलित मानक ऊपर एते अत्याचार थिला जाति भेद भावना एते अत्याचार थिला जो फल आंबेडकर भली माने ज्ञानी गुणी लोक मध्ये सेपरेट इलेक्टोरेट पई दाबी करथुले दलित मानक से माने एते टॉर्चर करथुले जेटा जोटा कि विरोध है क्या मध्य गांधी और आंबेडकर गांधी कौन कहले ना आंबेडकर सार तुम्हें एत पाठपढ़ा लोक होते बुझासुझा लोक हो तुम्हें सेपरेट इलेक्टोरेट कथा कहले मु कांग्रेस आम पाकिस्तान आम जो जिन्हा को कौन बुझेबी है तेणुक गांधी आउ आंबेडकर भितर गोटे कनफ्लिक्ट देखागला जहाँ फल कौन है द ब्रिटिश कन्फ्यूज ऑन प्रोटेक्टिंग माइनॉरिटीज रादर देन डिस्कसिंग सेल्फ रूल ब्रिटिश माने फोकस्ड द ब्रिटिश फोकस्ड ऑन प्रोटेक्टिंग माइनॉरिटीज रादर देन डिस्कसिंग सेल्फ रूल अच्छा ब्रिटिश माने कोन कहले ना हमें माइनॉरिटी मानन को प्रोटेक्ट करबा किंतु सेल्फ रूल दबा नाही आ भितर किछि गुटे मेजर एग्रीमेंट हेई पाला नाही एई डीसी एग्रीमेंट पई कहा भितर ना इंडियन ग्रुप्स भितर माने आंबेडकर आ गांधी भितर माने एग्रीमेंट तांकर हेई पारुनी आंबेडकर कहउछन माइनॉरिटी मानन को सेपरेट इलेक्टोरेट दियो गांधी कहउछन ना हमको सेल्फ रूल दियो एई सब घटना को नै कि ये सेकंड राउंड टेबल कॉन्फ्रेंस मध्य फेल हेई जाउजी बुझिला गांधी को डिमांड को मानु ना पुणी गांधी पर पलि आसुछन इंडिया को तापर सिविल डिसोबीडियंस मूवमेंट को मध्य तापर से पुणी थरे स्टार्ट करछन कोन ना सिविल डिसोबीडियंस मूवमेंट तापर ब्रिटिश पुणी लेटर इंट्रोड्यूस करछन कोन ना कम्युनल अवार्ड 1932 जरा कि ग्रांटिंग करछि सेपरेट इलेक्टोरेट टू माइनॉरिटी मानन को सेपरेट इलेक्टोरेट दवा पई कम्युनल अवार्ड 1932 ग्रांट करछि लीडिंग टू द पुना पैक्ट बिटवीन गांधी एंड आंबेडकर हैला तापर कम्युनल अवार्ड कोन कहछि ना कम्युनल अवार्ड रे अनाउंस करा जाउछि ब्रिटिश प्राइम मिनिस्टर रामसे मैकडोनाल्ड को द्वारा केबे अगस्त 16 1932 रे आ एटा इंट्रोड्यूस कोन करछि ना सेपरेट इलेक्टोरेट फॉर वेरियस माइनॉरिटीज सेपरेट इलेक्टोरेट मिलियो काहाकू ना वेरियस माइनॉरिटीज कम्युनिटीज इन इंडिया ताके भीतर के थिले मुस्लिम को मिलियो सिख को एंग्लो इंडियंस इंडियन क्रिश्चियंस आ दलित मान को मिलियो आ डिप्रेस्ड क्लास को मिलियो लेटर शेड्यूल्ड क्लास ए सब ग्रुप को कोन ना सेपरेट इलेक्टोरेट मिलियो सेपरेट इलेक्टोरेट माने कोन कहलो ना केवल तांकिरी जातिर लोक ही तांकिरी जातिर लोक ही सेमान को वोट करि परिबे हला इथला कोन ना सेपरेट इलेक्टोरेट की फीचर्स कोन थिला कम्युनल अवार्ड रो कोन थिला सेपरेट इलेक्टोरेट माने माइनॉरिटी मान को कोन मिलियो तांकर निजस्व उटे इलेक्टोरेट निर्वाचन मंडली तांको मिलियो इलेक्टोरेट मिलियो सेपरेट इलेक्टोरेट आ दलित मान को डिप्रेस्ड क्लास मान को कोन ना गोटे सेपरेट इलेक्टोरेट मिलियो आ जोटा कि देखा जाउथला कोन ना गोटे अटेम्प्ट बाय द ब्रिटिश टू डिवाइड इंडियन सोसाइटी ऑन कास्ट एंड रिलीजन्स एंड रिलीजियस लाइन्स एटा देखा होतला ब्रिटिश गवर्नमेंट द्वारा कोन ना गोटे डिवाइड बा गोटे भाग भाग करबा कहा माध्यम रे ना इंडियन सोसाइटी को गोटे कास्ट जाति आ धर्म रे बांटिबा पई इंग्रेज मानकर गोटे मूल लक्ष्य थिला हैला जाति आ धर्म रे बांटिबा पई इंग्रेज मानकर गोटे मूल लक्ष्य थिला जा फल रे ब्रिटिश मानकर अगेंस्ट तो केही बाहरी परिबे न ब्रिटिश मानकर एई रूल जे मानकु भाग भाग करिके रखो एकत्रित करो नाही बुझेरा गांधी कौन अपोज करथिले एई पुना पैक्ट 1932 रे ना महात्मा गांधी स्ट्रांगली अपोज करथिले सेपरेट इलेक्टोरेट पई सेपरेट इलेक्टोरेट महात्मा गांधी प्रथम अपोज करछन्ती जे हमकु दरकार नाही सेपरेट इलेक्टोरेट कोन तांकर डर थिला जे हिंदू सोसाइटी भाग भाग हे जिवो परमानेंटली कोन आकु से नै कि से फास्ट माने कोन उपवास रहिले
मृत्यु पर्यंत कहले मरीजी बरम किंतु खाइबी नाही कोठी ना येरवडा जेल हला येरवडा जेल किंतु आकु देखि बी आर आंबेडकर जेतले दलित को रिप्रेजेंट करुथिले इनिशियली सपोर्ट करुथिले काहाकू दलित मानकू किंतु गांधीजींकर एई अवस्था देखिकी से पुणी गांधीजींक सहित राजी हो गले जहाँ फल पुना पैक्ट हूँ सेप्टेम्बर 24 1932 रे कौन ना दलित माने रिजर्व सीट पाउजंती किंतु सेपरेट इलेक्टेड पाउ नाहांती कहा इलेक्टेड भितर से पाउजंती ना हिंदू इलेक्टेड भितर दलित मानकू रखा जाउची गुटे इलेक्टेड हबो ता भितर हिंदू रहिबे दलित माने मध्ये रहि दलित माने कोन से शेड्यूल कास्ट आउ जहाँ माइनॉरिटी अछंती रहिबे किंतु आमानक पई आउ सेपरेट इलेक्टेड हबो नाही बुझिला तापर कोन होउची कोन इंपैक्ट रहउची ना कम्युनल आवार्ड डिपेंड होउची कम्युनल डिविजन्स इन इंडिया पुना पैक्ट से गुटे सिग्निफिकेंट कंप्रोमाइज थिला कोन ना दलित पॉलिटिकल रिप्रेजेंटेशन लाइक कीपिंग देम विथ द हिंदू कॉल इलेक्टोरेट लाइक मु पढी परियो आ कोन ना कांग्रेस मिनिस्टर रिजाइन करछंती अक्टोबर 22 1939 रे अक्टोबर 22 1939 रे कांग्रेस मिनिस्टर कोन पय माने रिजाइन करछंती ब्रिटेन लो जो थिला डिसीजन जे इन्वॉल्व करबा वर्ल्ड वार 2 रे विदाउट कंसल्टिंग इंडियन लीडर्स माने इंडियन लीडर्स को पचार नहीं देखो इंडियन नेशनल कांग्रेस रे सेतेबेले जतेबेले सेमाने सीट जितंती लेजिस्लेटिव काउंसिल रे ताको मिनिस्टर भी अछंती किछि गवर्नमेंट रे एमाने रिजाइन करछंती कोन पई ना सेतेबेले 1939 रो 1945 1939 रो 1945 कोन चलथिला वर्ल्ड वार 2 चलथिला कोन चलथिला वर्ल्ड वार 2 चलथिला सेतेबेले वर्ल्ड वार 2 रे कोन हितला ना ब्रिटिश गवर्नमेंट माने से डिसीजन तांको आडू डिसीजन नै जायथिले कोन ना इंडिया मध्य आम सहित पार्टिसिपेट करिवो इंडिया मध्य वर्ल्ड वार 2 रे मिसिबो कहा बिना पचरारे माने कहा कंसल्ट न करिकी इंडियन मान लोक को कंसल्ट न करी इंडियन मान को पचार नाहंती किंतु से माने कहि देले कोन ना वर्ल्ड वार 2 रे इंडिया अछि जहा फल रे इंडियन लो मिनिस्टर माने रिजाइन कर देले ताको पदरु कोन तापर देखो ना गवर्नमेंट ऑफ इंडिया एक्ट 1935 रे इलेक्शन हेतिला 1937 रे हला जहाँ फल इंडियन नेशनल कांग्रेस जीति थिला केते 8टा सीट 11टा प्रोविंस रो से 8टा सीट जीति थिला हला किए कांग्रेस आ कांग्रेस माने मिनिस्टर रे थिले माने मिनिस्टर कांग्रेस तयारी करथिले जहाँ फल रे से माने कोउसे काम करथिले ना एजुकेशन सोशल रिफॉर्म्स आ इकोनॉमिक डेवलपमेंट ये सब रे काम करथिले को माने कांग्रेस रो लीडर माने बा कांग्रेस मिनिस्टर माने किंतु ये माने कोन डिसाइड कर देले जे जर्मनी विरुद्ध रे वार करिवो किए इंडिया रो मिनिस्टर मानकू बा इंडिया रो लीडर मानकू न पचारी बुझबार सेति पई से माने रिजाइन दे दिथिले को माने इंडियन लीडर माने बुझला तापर कांग्रेस रेजिग्नेशन अक्टोबर 22 1939 रे कांग्रेस मिनिस्टर रिजाइन कर देले जहाँ फल रे कि द मुस्लिम लीग लेड बाय मोहम्मद अली जिन्ना सेलिब्रेटेड दिस डे एज डेलिवरेंस डे आउ मुस्लिम लीग रे जेतेबेले थिले मोहम्मद अली जिन्ना सेतेबेले मुस्लिम लीग रे के थिले लीडर मोहम्मद अली जिन्ना से एई दिनटा को सेलिब्रेट करथिले कोन ना डेलिवरेंस डे कोन पई ना जेहेतु कांग्रेस लीडर माने रिजाइन कर देथिले तांको पदरु बा तांको मिनिस्टर पदरु बुझेला एवं से मार्क करथिले कोन ना एंड ऑफ द कांग्रेस रूल इन प्रोविंसेस माने एई जो प्रोविंस रे कांग्रेस रूल होतुला कांग्रेस रूल लो एंड हला तापर एई रेजिग्नेशन अलाउ कला ब्रिटिश गवर्नमेंट को डायरेक्ट रूल करिया पई आउथरे सेतबेले कांग्रेस लीडर माने रिजाइन कर देले तांको ऑफिस रु सेतबेले के शासन करियो पुनी थरे ब्रिटिश गवर्नमेंट डायरेक्टली शासन कला जेटा को स्ट्रेंथ करथिला कि मुस्लिम लीग डिमांड फॉर पाकिस्तान आ पुनी मुस्लिम लीग पुनी सेतबेले बाहरले कोन कहले ना हमको गुटे पाकिस्तान दियो हला आ ई रिजाइन करिवार कोन इंपैक्ट पड़िला ना ए जो कांग्रेस रो डायरेक्ट इन्फ्लुएंस जो गवर्नमेंट रे थिला ये वीक हे गला जेहेतु से माने तांको पद रे रिजाइन कर देले आ एटा स्ट्रेंथ करथिला मुस्लिम लीग को जोटा एडवोकेट करथिला कि हमको गुटे पाकिस्तान दियो आ लेड टू इंडिविजुअल सत्याग्रह वर्तमान इंडिविजुअल सत्याग्रह होवा पई माने इंडिविजुअल सत्याग्रह को एटा कि इंडिविजुअल सत्याग्रह जहा पई हेतिला हला आ तापरे क्विट इंडिया मूवमेंट 1942 तापर लाहौर तापर आसु कोन ना लाहौर रिजोल्यूशन कोन ना जेटा को जणा जाय कि पाकिस्तान रिजोल्यूशन एटा पास हला मार्च 23 1940 रे कहा द्वारा ड्यूरिंग द ऑल इंडिया मुस्लिम लीग सेशन इन लाहौर ऑल इंडिया मुस्लिम लीग री सेशन होतला केउटी ना लाहौर रे से कोन पास कले ना पाकिस्तान रिजोल्यूशन कोन एटा कि फाउंडेशन पकेला कहा पई ना गुटे पाकिस्तान पई जेटा गुटे इंडिपेंडेंट माने मुस्लिम स्टेट पई गुटे फाउंडेशन पकेला आ भीतर की फीचर्स कोन अछि ना एमाने कहिले जे मुस्लिम लीग रे मुस्लिम ए जो लाहौर रिजोल्यूशन रे से माने कोन कहिले ऑल इंडिया मुस्लिम लीग कोन कहिला ना हमको गुटे तमे मुस्लिम स्टेट दे दियो आ कोन ना प्रोटेक्शन कर मुस्लिम राइट को तमे मुस्लिम राइट को प्रोटेक्शन दियो आ कोन मुस्लिम राइट कोन ना पॉलिटिकल रिलीजियस आ कल्चरल फ्रीडम तांकर पॉलिटिकल रिलीजियस कल्चरल फ्रीडम रे हेटी हिंदू इंटरफेयर करिवे नाही
कि ब्रिटिशर्स इंटरफेयर करिवे नाही हमकु एयर आईसी दियो आ रिजेक्शन ऑफ ए यूनाइटेड इंडिया आमे यूनाइटेड इंडिया मुस्लिम लीग कहला कोन ना आमे ए जो मुस्लिम लीग रिजेक्ट करछि कोन ना द आइडिया ऑफ सिंगल आ यूनाइटेड इंडिया सिंगल आ यूनाइटेड इंडिया को आमे रिजेक्ट करूछु हला आमे इंडिया सहित रहिबुनी हमकु गुटे अलगा पाकिस्तान दियो पाकिस्तान रिजोल्यूशन ले एटा कहिले हिंदू एंड मुस्लिम वेर टू सेपरेट नेशंस थ्योरी आ एमाने विश्वास कले कोन ना आमे दीटा नेशन ले रहिबु बुझियला का माने को माने पाकिस्तान माने माने एठी स्वाधीनता मिलुनी तमे लक्ष्य करो इंडिपेंडेंस मिलिबा केते कष्ट करो एमानकर किंतु चिंता कोन ना हम गुटे पाकिस्तान दे दियो आमे पळै जिवु स्वर्ग को तो चिंता करो माने कोन एमानकर चिंता धारा अरे इंडिपेंडेंस तो आगर नै सारो आगर स्वाधीनता तो तमे नै सारो तापर तमे चिंता करियो हमकु पाकिस्तान करो कि अफगानिस्तान करो अगर माने स्वाधीनता नाही किंतु हमकु कोन ना तमे पाकिस्तान दे दियो बुझछो तो तले प्रोटेक्शन लाहौर रिजोल्यूशन ले कोन आसिला तांकर डिमांड कहे कोन कले ना डिमांड कले जे हम गुटे इंडिपेंडेंट मुस्लिम स्टेट दियो मुस्लिम मानकु राइट को तुम प्रोटेक्ट करो आउ आमे यूनाइटेड इंडिया रहिबा नाही अखंड भारत रहिबानी आमे पाकिस्तान हेकी रहिबा बुझला तांकर कोन थिला डिमांड थिला तापर देखो ए लाहौर रिजोल्यूशन लो इंपैक्ट कोन पडिला ना लाहौर रिजोल्यूशन लो इंपैक्ट एया पडिला ये स्ट्रेंथन करथिला डिमांड फॉर पाकिस्तान पई गुटे स्ट्रेंथ पडिला आ हिंदू लीडर्स एंड द इंडियन नेशनल कांग्रेस स्ट्रांगली अपोज्ड किंतु हिंदू लीडर्स आ इंडियन नेशनल कांग्रेस स्ट्रांगली अपोज करथिले एज दे वांटेड ए यूनाइटेड इंडिया जेमिति से चाहुथिले कि आमे गुटे अखंड भारत रे रहिबु जेटा कि लेड टू पार्टीशन ऑफ इंडिया 1947 रे इंडिया पाकिस्तान अलगा हे गेला कोन आ राहुल रिजर्वेशन मार्च 23 इज सेलिब्रेटेड एज पाकिस्तान डे ए लाहौर रिजर्वेशन जो हेतिला मार्च 23 रे आकु सेलिब्रेट करा जाय कोन ना पाकिस्तान डे हिसाब रे हला प्रत्येक वर्ष तापर देखो आसला कोन ना अगस्त ऑफर आसला अगस्त ऑफर कोन पे आसला ना एटा गुटे प्रपोजल थिला ब्रिटिश गवर्नमेंट द्वारा एबे ना अगस्त 8 1940 रे इंडियन लो सपोर्ट कोन पई ये जो ऑफर दउथले कोन पई कहलो ना हेतले ब्रिटेन ले जो ब्रिटिश रो वार चलथिला नि जर्मनी सहित वर्तमान ये ऑफर दवा आरंभ कले जे हम ऑफर दउजे तमे आसी कि हमकु युद्ध रे जॉइन करो बुझ पारछ हेति से ऑफर देले कोन ऑफर देले जे तमे आसी कि हम वर्ल्ड वार 2 रे मिसी कि हमकु के सपोर्ट करो हला तापर हमें तुमको कॉन्स्टिट्यूशनल रिफॉर्म्स कर देबू तापर तुमको हमें माने इंडिया को टेकी धरिबू हमें इंडिया लोक मानकु माने बहुत सुशासन दबू आउ तांकर भलो मंद बुझिबू हला किंतु एइटा इंडियन नेशनल कांग्रेस रो डिमांड सहित मिसिथिला नाही इंडियन नेशनल कांग्रेस कोन कहला हमको फुल इंडिपेंडेंस दियो हला आ कोन थिला अगस्त ऑफर्स रे ना हमको डोमिनियन स्टेटस दियो ब्रिटिश माने कोन कहले ना हमें इंडिया को डोमिनियन स्टेटस देबू डोमिनियन स्टेटस माने कोन ब्रिटिश अंडर रे रहिबे किंतु माने इंडियन गवर्नमेंट इंडियन निजे निजे शासन हेबे किंतु सुप्रीम पावर कहा पाखरे सुप्रीम पावर तो रहिला ना ब्रिटिश पाखरे तमे भलो करो मंद करो पुणी ये मना कर देबे एतपै करे हमें आउ डोमिनियन स्टेटस नबा नाही हमकु फुल इंडिपेंडेंस दियो आउ एक्सपेंशन ऑफ द एग्जीक्यूटिव काउंसिल के हमें बढ़ाई देबू कॉन्स्टिट्यूशन असेंबली को कोन करिवु गुटे नुवा कॉन्स्टिट्यूशन तयारी करिवु इंडिया पई आउ माइनॉरिटी मानन पई हमें सुरक्षा आनिवु किंतु कांग्रेस रिजेक्शन करले कोन कहले ना हमकु तमे फुल माने इंडिपेंडेंस दियो कंप्लीट इंडिपेंडेंस दियो हमकु आउ डोमिनियन स्टेटस दरकार नाही हला ये थिला कोन कांग्रेस रो कथा तापर रिएक्शन टू द अगस्त ऑफर कोन रिएक्शन करथिले ना कांग्रेस रिजेक्ट करथिले द ऑफर को कांग्रेस ए ऑफर को रिजेक्ट करथिले जेमिति कि माने इमीडिएट इंडिपेंडेंस दबोनी प्लस कंप्लीट इंडिपेंडेंस दबोनी गांधी जी आको कहिथिले कोन ना गुटे एम्प्टी प्रॉमिस फांका प्रॉमिस तमे आको गुटे कोन ना फांका प्रॉमिस करछो तमे दउनो तो हमकु तो माने इंडिपेंडेंस दउनो खाली बारंबार गुटे प्रतिज्ञा करछो कोन ना हमें कॉन्स्टिट्यूशनल रिफॉर्म कर देबू आ डोमिनियन स्टेटस दे देबू माइनॉरिटी मानन को प्रोटेक्ट कर देबू सेथिरे कोन मिलिवो तमे हमकु कंप्लीट इंडिपेंडेंस दउनो हमें केमिति कोन सुरक्षा देबो हमकु हमें बुझिबा बुझि पारछ ना गांधी आको गुटे एम्प्टी प्रॉमिस बोली कहिथिले तापर इंडिविजुअल सत्याग्रह 1940 रु 41 जारी रखथिले गांधी जी जोथिरे कि मुस्लिम लीग वेलकम करथिला ऑफर को एज इट एश्योर्ड द माइनॉरिटी हां मुस्लिम लीग किंतु खुशी हे गेला कोन भाई ना हमर तो पाकिस्तान दरकार हो हमर कोन दरकार पाकिस्तान दरकार हो जतबे से कहले हमें माइनॉरिटी मानकु दबु आउ माइनॉरिटी मानकु सुरक्षा दबु डोमिनियन स्टेटस दबु पाकिस्तान वाला कोन कहले मुस्लिम वाला हां हां हमें राजी हमर तो पाकिस्तान दरकार हो आउ हमर कोन इंडिपेंडेंस दरकार हमर कोन दरकार ना पाकिस्तान दरकार बुझि पारछ ना हला ताले ये थिला कोन अगस्त ऑफर को गांधी जी मना करदेले जहाँ फल कि यही अगस्त ऑफर फेलोर होगा बहुत राडिकल मूवमेंट आसला जहाँ फल क्विट इंडिया मूवमेंट 1942 भारत छाड़ आंदोलन आसला आउ एटा स्ट्रेंथ करथिला मुस्लिम लीग डिमांड फॉर पाकिस्तान तापर सिविल डिसोबीडियंस मूवमेंट्स गांधी जी लॉन्च करथिले सिविल डिसोबीडियंस मूवमेंट
इंडिविजुअल सिविल डिसोबेडिएंस मूवमेंट गांधीजी लॉन्च करथिले केबे ना 1940 रे आउ एटा किंतु लिमिटेड करथिले जे समस्तंकर सपोर्ट नै नथिले एटा केवल मेन लीडर मानकर सपोर्ट नैथिले एटा मेन लीडर मानकर सपोर्ट नैथिले एई युद्ध माने एई मूवमेंट करिवारे समस्तंकर मास सपोर्ट नथिला मेन लीडर को सपोर्ट थिला आउ अगेंस्ट ब्रिटिश रूल आउ एटा गुटे रेस्पॉन्स थिला कोन ना अगस्त 1940 को जेटा कि मीन टू एक्सप्रेस ऑपोजिशन टू इंडियाज फोर्स्ड पार्टिसिपेशन इन वर्ल्ड वार 2 विदाउट इंडियन कंसेंट इंडिया रो बिना माने कंसेंट बिना मतरे जो ब्रिटेन डिक्लेयर करथिला कि इंडिया आम सहित अछि एटा ताकर कोन थिला ना गांधीजी मानकर गुटे मूवमेंट थिला आ पई जे वर्ल्ड वार 2 पई जे आमे तो वर्ल्ड वार 2 रे मिसी ना हूं फिर भी आम नाटा घोषणा करा जाई कोठी ना वर्ल्ड वार 2 रे बुझेला ताले ये थिला कोन ना वर्ल्ड वार 2 पई जे इंडिविजुअल सिविल डिसोबेडिएंस तर एथरे ऑब्जेक्ट लक्ष्य कोन थिला एई डिसोबेडिएंस एई जो हमर इंडिविजुअल सिविल डिसोबेडिएंस रो ऑब्जेक्टिव कोन थिला ऑब्जेक्टिव थिला जे ना ऑपोजिशन करिवा ब्रिटिश इन्वॉल्वमेंट वर्ल्ड वार 2 रे आमे वर्ल्ड वार 2 रे मिसी ना हूं आउ टेस्ट द इफेक्टिवनेस ऑफ सिविल डिसोबेडिएंस आउ तापर सो दैट इंडियन डिड नॉट सपोर्ट ब्रिटिश वार ऑन एफर्ट्स ब्रिटिश वार को आमे सपोर्ट करू ना हूं हला एथिला कोन गांधीजी कर स्ट्रेटजी तापर एथरे की फीचर्स कोन ना एटा गुटे मास मूवमेंट नथिला गुटे बहुत बड़ मूवमेंट नथिला माने समस्त जन आंदोलन करू नथिले केवल कोन सिलेक्टेड इंडिविजुअल्स माने मेन लीडर को नेकी करा जाउथिला जेमिति कि एंटी वार स्पीचेस माने लोक मानक एकत्रित करिकि भाषण दउथिले जे आमे युद्ध रे ना हूं ब्रिटिश मानकर एमिति माने ब्रिटिश मानक विरुद्ध रे कोन करथिले ना मीटिंग करिकि जस्ट माने जो माने मेन लीडर थिले समान जाई कि ब्रिटिश मानक विरुद्ध रे स्पीच दउथिले आ ब्रिटिश मानक विरुद्ध रे कहउथिले किंतु मास मूवमेंट हेइ नथिला बा जन आंदोलन रो मूवमेंट हेइ नथिला आ एई जो चुजेन सत्याग्रही ब्रुक लॉज इन पीसफुल मैनर एंड काउंटेड एंड कोर्टेड अरेस्ट एमान मध्ये अरेस्ट करा जायतिला भितर इंपोर्टेंट लीडर्स को माने थिले बिनुआ भाबे जे मानकु फास्ट सत्याग्रही फास्ट इंडिविजुअल सत्याग्रही बोली कहआ जायतिला अक्टोबर 17 1940 रे तापरे जवाहरलाल नेहरू सेकंड इंडिविजुअल सत्याग्रही आउ मोर देन 20000 सत्याग्रही को अरेस्ट करा जायतिला तांको भितरे कांग्रेस लीडर मध्ये प्रोमिनेंट कांग्रेस लीडर्स को मध्ये अरेस्ट करा जायतिला आउ आउटकम कोन थिला एई मूवमेंटटा आउटकम इशू इंपैक्ट एते माने एग्जाम पर्सपेक्टिव रे गुरुत्वपूर्ण हला तापर कोन ना क्रिप्स मिशन मार्च 1942 क्रिप्स मिशन कोन थिला 1942 रे जे द क्रिप्स मिशन जेटा कि सेंड करा जायतिला कहा द्वारा ना ब्रिटिश गवर्नमेंट द्वारा इंडिया को एबे ना मार्च 1942 रे टू गेन इंडियन सपोर्ट फॉर पुनी थरे इंडियन सपोर्ट माने पाया पई वर्ल्ड वार 2 रे पुनी क्रिप्स मिशन पठौ तुमे चिंता करो 1939 रे केते ऑफर पठेलेनी अगस्त ऑफर क्रिप्स मिशन हला ये सब ऑफर पठौ जंदी कोन ना तुमको हम सेल्फ गवर्नमेंट दबा आ तमे आसी कि हमकु सपोर्ट करो कोथरे वर्ल्ड वार 2 रे इट फेल्ड या फिर फेल हेरा कोन पई ना बिकॉज़ इंडियन लीडर्स रिजेक्टेड इट्स प्रपोजल्स इंडियन लीडर माने ए प्रपोजल को रिजेक्ट कर देले कोन पई ना वर्ल्ड वार 2 रे जापान कोन ना इंडिया आड़ को प्रवेश करथुला ब्रिटिश माने डोरी जाइथिले जे माने आसी कि हमकु हटै देकी कोन जापान एठी राज करियो तापरे इंडियन नेशनल कांग्रेस किंतु डिमांड करथुला कोन ना हमकु तुम कंप्लीट इंडिपेंडेंस दियो पुनी इमीडिएट इंडिपेंडेंस दियो फाइल द मुस्लिम लीग वाज सपोर्टिंग मुस्लिम मानकर जत्ते देखियो कोन ना पाकिस्तान कोन ना हमकु खाली गुटे पाकिस्तान दे दियो बुझ पारछ ना टू सिक्योर इंडिया कोऑपरेशन ब्रिटिश प्राइम मिनिस्टर विंस्टन चर्चिल साड स्टैफोर्ड क्रिप्स टू नेगोशिएट विथ इंडियन लीडर्स ब्रिटिश रे प्राइम मिनिस्टर किए थिले ब्रिटिश रे प्राइम मिनिस्टर थिले विंस्टन चर्चिल से काहा पठैथिले ना सार स्टैफोर्ड क्रिप्स को से इंडियन लीडर मान सहित कथा हुओ आ हमकु वार रे सपोर्ट करो आ ये प्रपोजल कोन थिला क्रिप्स मिशन ले ना डोमिनियन स्टेटस आफ्टर द वार पुनी से डोमिनियन स्टेटस इंडियन माने कोन कहले हमकु पूरा गवर्नमेंट दियो नने हमें डोमिनियन स्टेटस को नबानी और राइट टू फ्रेम ए न्यू कॉन्स्टिट्यूशन नुआ कॉन्स्टिट्यूशन तैयारी कर दे राइट टू सीट माने प्रोविंस आ प्रिंसिपल स्टेट्स कुड चूज स्टे इन इंडिया और सेपरेट इंडिया रे जो माने रहिया कथा रहि परिबे नने से माने सेपरेट भी रहि परिबे बा अलगा भी रहि परिबे इमीडिएट एक्सपेंशन ऑफ द एग्जीक्यूटिव काउंसिल को बढ़ाई देबे हला ये सब प्रपोजल्स थिला कोथरे हमरो क्रिप्स मिशन रे 19 क्रिप्स मिशन 1942 बुझला हला रिजेक्शन मध्ये क्रिप्स मिशन को मध्ये एमाने रिजेक्शन करथिले कोन भाई एत भाई रिजेक्ट करथिले गांधी जी को कहिथिले जे पोस्ट डेटेड चेक ऑन ए रेसिंग बैंक ता माने इट डिड नॉट प्रॉमिस इमीडिएट इंडिपेंडेंस जतबेले ये इमीडिएट इंडिपेंडेंस देउ नथिले गांधी जी कोन कहिथिले ना उडे पोस्ट डेटेड चेक आ मुस्लिम लीग रिजेक्टेड इट दे वांटेड ए क्लियर कमिटमेंट टू पाकिस्तान मुस्लिम लीग कोन कहिथिले
ନା ଆମକୁ ତ ଗୋଟେ ପାକିସ୍ତାନ ଦିଅ ଆଉ ହିନ୍ଦୁ ମହାସଭା ଆଣ୍ଡ ଶିଖ ଅଲସୋ ଅପୋଜ୍ଡ ଇଟ୍। ହିନ୍ଦୁ ମହାସଭା ଶିଖ ଅପୋଜ କଲେ କାହିଁକି ନା ଦ ଫିୟର୍ଡ ଇଣ୍ଡିଆ ଡିଭିଜନ। ଏମାନେ କ'ଣ ଭାବିଲେ ନା ଇଣ୍ଡିଆ ଡିଭିଜନ ହେଇଯିବ, ସେଥିପାଇଁ ହିନ୍ଦୁ ମହାସଭା ଆଉ ଶିଖ ମଧ୍ୟ ଆକୁ ଅପୋଜ କରିଥିଲେ। ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଇଟସେଲ୍ଫ ୱାଜ୍ ନଟ୍ ଫୁଲି କମିଟେଡ୍। ବ୍ରିଟିଶ ଗଭର୍ଣ୍ଣମେଣ୍ଟ ମଧ୍ୟ କମିଟେଡ୍ ନଥିଲା। ଆଉ ଇମ୍ପାକ୍ଟ କ'ଣ ଥିଲା କ୍ରିପ୍ସ ମିଶନର ନା ଫେଲୁଅର ଅଫ୍ ନେଗୋସିଏସନ, ଇଏ ମଧ୍ୟ ଫେଲ୍ ହେଇଯାଇଥିଲା। ତାପରେ ଆସୁଛି କ'ଣ ନା ଗାନ୍ଧିଜୀ କ'ଣ କରୁଛନ୍ତି ନା କୁଇଟ୍ ଇଣ୍ଡିଆ ମୁଭମେଣ୍ଟ, ଭାରତ ଛାଡ଼ ଆନ୍ଦୋଳନ ପୁଣି ଲଞ୍ଚ ହେଉଛି ଯେ 1942ରେ। କୁଇଟ୍ ଇଣ୍ଡିଆ ମୁଭମେଣ୍ଟ ଯେ ଲଞ୍ଚ କରାହେଉଛି ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅଗଷ୍ଟ 8, 1942ରେ। କୋଉଠି ନା ବମ୍ବେ ସେସନରେ, ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସର ବମ୍ବେ ସେସନରେ ଗାନ୍ଧିଜୀ କ'ଣ କହୁଛନ୍ତି ନା ଭାରତ ଛାଡ଼ ଆନ୍ଦୋଳନକୁ ଲଞ୍ଚ କରୁଛନ୍ତି। କେବେ ନା 1942ରେ ହେଲା। ଆଉ ଏଇଟା ଗୋଟେ ବହୁତ ବଡ଼ ମାସ୍ ସିଭିଲ ଡିସୋବିଡିଏନ୍ସ ଥିଲା, ମୁଭମେଣ୍ଟ ଥିଲା। କ'ଣ ନା ଯେଉଁଟା କି ଗୋଟେ ଇମିଡିଏଟ୍ ଏଣ୍ଡ ଅଫ୍ ବ୍ରିଟିଶ ରୁଲ୍। ବର୍ତ୍ତମାନ ତମେ ଇମିଡିଏଟ୍ ଏଣ୍ଡ, ତମେ ବ୍ରିଟିଶର୍ସ ମାନେ ବର୍ତ୍ତମାନ ତମେ ଛାଡ଼ିକି ଯାଅ ହେଲା। 1942ରେ ପୁଣି ଥରେ ଲଞ୍ଚ କଲେ। କ'ଣ ପାଇଁ ଲଞ୍ଚ କଲେ ନା ଫେଲୁଅର ଅଫ୍ ଦ କ୍ରିପ୍ସ ମିଶନ। କ୍ରିପ୍ସ ମିଶନ 1942ରେ ଫେଲ୍ ହେବାରୁ ଗ୍ରୋଇଂ ପବ୍ଲିକ ଆଙ୍ଗର, ପବ୍ଲିକ ମାନେ ବହୁତ ରାଗିଗଲେ ଯେ କ'ଣ ପାଇଁ ନା ଇଣ୍ଡିଆନ୍ସ ମାନେ ବହୁତ ଫ୍ରଷ୍ଟ୍ରେଟ୍ ହେଇଥିଲେ ବ୍ରିଟିଶ ରୁଲ୍ରେ ଆଉ ରାଇଜିଂ ପ୍ରାଇସେସ୍। କ'ଣ ପାଇଁ ସେତେବେଳେ ଯୁଦ୍ଧ ଚାଲିଥିଲା, ଯୁଦ୍ଧ ଚାଲିଲା ବେଳେ କ'ଣ ହେବ ନା ସବୁ ବସ୍ତୁର ଦ୍ରବ୍ୟ ବଢ଼ିଯିବ। ତା ପାଇଁ ମଧ୍ୟ ପବ୍ଲିକ ମାନେ ଏଙ୍ଗର ଥିଲେ ବା ରାଗିକି ଥିଲେ। ଆଉ ଜାପାନିଜ ଥ୍ରେଟ୍, ଜାପାନ ମାନଙ୍କର ଧମକ ରହୁଥିଲା କ'ଣ ନା ସେମାନେ ଇଣ୍ଡିଆକୁ କୁଆଡ଼େ ଆସିକି କବ୍ଜା କରିନେବେ, ବ୍ରିଟିଶର ମାନଙ୍କୁ ଏଠୁ ଖୋଲିଦେବେ। ଆଉ ଗାନ୍ଧୀ କଲ୍ ଫର୍ ଇମିଡିଏଟ୍ ଆକ୍ସନ। ତାପରେ ଗାନ୍ଧୀ ଇମିଡିଏଟ୍ ଆକ୍ସନ ପାଇଁ ଦେଉଛନ୍ତି କଲ୍। କ'ଣ ନା ସେ ଡିକ୍ଲେୟାର କଲେ ଡୁ ଅର୍ ଡାଏ, କର ବା ମର। ଏଇ ଯେଉଁ ଭାରତ ଛାଡ଼ ଆନ୍ଦୋଳନରେ ତମେ କର ବା ମର ହେଲା, ଗାନ୍ଧୀଜୀ ଡାକରା ଦେଲେ। ବୁଝିହେଲା। ତାପରେ ଏଇ ଫିଚର୍ସ ଥିଲା କ'ଣ ଏଇ ମୁଭମେଣ୍ଟରେ ନା ନେସନ ୱାଇଡ୍ ମାସ୍ ପ୍ରୋଟେଷ୍ଟ ଥିଲା। କଂଗ୍ରେସ ଲିଡର୍ସ ମାନେ ଆରେଷ୍ଟ କରାଗଲା ଇମିଡିଏଟଲି ହେଲା। ଆଉ ପାରାଲେଲ ଗଭର୍ଣ୍ଣମେଣ୍ଟସ୍ ୱେର୍ ଏଷ୍ଟାବ୍ଲିଶ୍ଡ ସମ୍ ରିଜିଅନ୍ସ ଲାଇକ୍ ବଳିଆ ଇନ୍ ୟୁପି, ତାମଲୁକ ଇନ୍ ବେଙ୍ଗଲ, ସତାରା ଇନ୍ ମହାରାଷ୍ଟ୍ର। ଆଉ ବ୍ରିଟିଶ ମାନଙ୍କ ରେସ୍ପନ୍ସ କ'ଣ ଥିଲା ନା ଏମାନେ ଆରେଷ୍ଟ କରିଦେଲେ ଫାଷ୍ଟ କାହାକୁ, ଗାନ୍ଧୀକି, ନେହେରୁକୁ, ପଟେଲକୁ ଆଉ ଅଦର କଂଗ୍ରେସ ଲିଡର, ଯେଉଁମାନେ ମେନ୍ ଲିଡରଙ୍କୁ ଆରେଷ୍ଟ କରିଦେଲେ ଫାଷ୍ଟ ବ୍ରିଟିଶର୍ସ ମାନେ। ଆଉ ଏ ମୁଭମେଣ୍ଟଟାକୁ କ୍ରସ୍ କରିଦେଲେ ଏକ୍ସଟ୍ରିମ୍ ଫୋର୍ସରେ। କାହା ଦ୍ୱାରା ଏ ମୁଭମେଣ୍ଟଟାକୁ ଦବେଇ ଦେଲେ ପୁଲିସ ଓପନ୍ ଫାୟାର, ପୁଲିସ ମାନେ ଗୁଳି ଚଳେଇଲେ, ଇମ୍ପୋଜ କଲେ କର୍ଫ୍ୟୁ। ଆଉ 10,000 ଲୋକ ପାଖାପାଖି 10,000 ଲୋକଙ୍କୁ ମାରିଦେଲେ। ଆଉ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସକୁ ବ୍ୟାନ୍ କରିଦେଲେ ଟୋଟାଲ, ଯେ ତମେ ଆଉ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ ଆଉ ବ୍ରିଟିଶଙ୍କ ବିରୁଦ୍ଧରେ କିଛି କହିପାରିବ ନାହିଁ। ଆଉ ଇମ୍ପାକ୍ଟ କ'ଣ ଥିଲା କୁଇଟ୍ ଇଣ୍ଡିଆ ମୁଭମେଣ୍ଟର ନା ଦୋ ଇଟ୍ ୱାଜ୍ ବ୍ରୁଚାଲି ସପ୍ରେସ୍, ଯେହେତୁ ଏଟାକୁ ମାନେ ତାଙ୍କର ବଳପୂର୍ବକ ଆକୁ ଦମନ କରିଦେଲେ, କିନ୍ତୁ ଏଇଟା କ'ଣ କରିଥିଲା ନା ବ୍ରିଟିଶ ମାନଙ୍କୁ ଇଣ୍ଡିଆନ୍ସ ୱେର୍ ନୋ ଲଙ୍ଗର ୱିଲିଂ ଟୁ ବି ରୁଲ୍ଡ। ଇଣ୍ଡିଆନ ମାନଙ୍କର ଆଉ କ'ଣ ଇଚ୍ଛା ନାହିଁ ଯେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ରହିବା ପାଇଁ ହେଲା। ତାପରେ କ'ଣ କଲା ଦ ବ୍ରିଟିଶ ରିୟଲାଇଜ, ବ୍ରିଟିଶ ମାନେ ରିୟଲାଇଜ କରିଥିଲେ କି ଗଭର୍ଣ୍ଣିଂ ଇଣ୍ଡିଆ ୱିଦାଉଟ୍ ଇଣ୍ଡିଆନ କୋଅପରେସନ ୱାଜ୍ ଇମ୍ପସିବଲ। ବ୍ରିଟିଶ ମାନେ ମଧ୍ୟ ରିୟଲାଇଜ କରିସାରିଥିଲେ, ସେମାନଙ୍କୁ ମଧ୍ୟ ଲାଗିସାରିଥିଲା କ'ଣ, ଏହା ଲାଗିସାରିଥିଲା ଯେ ଇଣ୍ଡିଆନ ମାନଙ୍କ ବିନା ସପୋର୍ଟରେ ଆଉ ଆମମାନଙ୍କୁ ଆମେ ରୁଲ୍ କରିପାରିବା ନାହିଁ। ଆଉ ତାପରେ ଯୋଉଟାକି ଇଟ୍ ୱାଜ୍ ଦ ଲାଷ୍ଟ ମେଜର ମାସ୍ ମୁଭମେଣ୍ଟ, ଯେଟାକି ଗୋଟେ ଏଇଟା ଲାଷ୍ଟ ଗୋଟେ ମେଜର ମାସ୍ ମୁଭମେଣ୍ଟ ଥିଲା। କ'ଣ ନା ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ମୁଭମେଣ୍ଟ ବା ଆମର ସ୍ୱାଧୀନତା ଆନ୍ଦୋଳନ ପୂର୍ବରୁ ଏଇଟା ଗୋଟେ ମେଜର ଲାଷ୍ଟ ମୁଭମେଣ୍ଟ ଥିଲା। ବୁଝିଲା। ଗାନ୍ଧୀଜୀ ଫାଷ୍ଟ କ'ଣ, ଗାନ୍ଧୀଜୀ ପୁଣି ଥରେ ଉପବାସ କଲେ କେତେ 1943ରେ 21 ଦିନ ଫାଷ୍ଟ କରିଥିଲେ। କ'ଣ ପାଇଁ ନା ଦେଖ ଫେବୃଆରୀ 10, ମାର୍ଚ୍ଚ 2ରେ 1943ରେ ଫାଷ୍ଟ କରିଥିଲେ। କୋଉଠି ନା ଆଗା ଖାଁ ପ୍ୟାଲେସ ପୁନେରେ। ସେତେବେଳେ ସେ ମାନେ ତାକୁ ନେଇ କ'ଣ ଜେଲରେ ରଖିଦେଇଥିଲେ, କୁଇଟ୍ ଇଣ୍ଡିଆ ମୁଭମେଣ୍ଟ ପାଇଁ କ'ଣ ତାକୁ ଜେଲରେ ରଖିଦେଇଥିଲେ ଏବଂ ସେଠି ସେ ଫାଷ୍ଟରେ ଥିଲେ ମାନେ ଉପବାସରେ ଥିଲେ। ଆଉ କ'ଣ ପାଇଁ ନା ପ୍ରୋଟେଷ୍ଟ କରିଥିଲେ ଏଗେନ୍ଷ୍ଟ ବ୍ରିଟିଶ ରିପ୍ରେସନ ଡ୍ୟୁରିଂ କୁଇଟ୍ ଇଣ୍ଡିଆ ମୁଭମେଣ୍ଟ। ତାପରେ ଦେଖ ବ୍ରିଟିଶ ରେସ୍ପନ୍ସ କ'ଣ ଥିଲା ନା ସେମାନେ ରିଫ୍ୟୁଜ କରିଦେଇଥିଲେ କି ତାଙ୍କୁ ଛାଡ଼ିବା ପାଇଁ, ଯେ କଲେ ପୁଣି ଥରେ ଏମାନେ ମାସ୍ ପ୍ରୋଟେଷ୍ଟ କରିବେ। ଆଉ କେପ୍ଟ ହିମ୍ ଅଣ୍ଡର ମେଡିକାଲ ସୁପରଭିଜନ, ତାଙ୍କୁ ମେଡିକାଲ ସୁପରଭିଜନ ରଖିଥିଲେ। ତାପରେ ଦେଖ ତାପରେ କ'ଣ ଆସିଲା ପିଆର ଫର୍ମୁଲା। ପିଆର ଫର୍ମୁଲା 1944ରେ କ'ଣ ଥିଲା ନା ଏ ପ୍ରପୋଜ କରିଥିଲେ କ'ଣ ନା ସି ରାଜଗୋପାଳଚାରୀ ଟୁ ରିଜଲ୍ଭ କଂଗ୍ରେସ ମୁସଲିମ ଲିଗ କନଫ୍ଲିକ୍ଟ। କଂଗ୍ରେସ ଆଉ ମୁସଲିମ ଲିଗ ଭିତରେ ଯେଉଁ କନଫ୍ଲିକ୍ଟ ବା ଦ୍ୱନ୍ଦ୍ୱ ଚାଲିଛି, ସିଆର ଫର୍ମୁଲା ଆସିଲା। କ'ଣ ପ୍ରପୋଜାଲରେ ଥିଲା ନା ରେଫରେଣ୍ଡମ ଇନ୍ ମୁସଲିମ ମେଜରିଟି ଏରିଆଜ ନର୍ଥ ୱେଷ୍ଟ ଇଷ୍ଟ ଏଣ୍ଡ ଟୁ ଡିସାଇଡ୍ ଅନ୍ ପାକିସ୍ତାନ ଆଫ୍ଟର ଇଣ୍ଡିପେଣ୍ଡେନ୍ସ, ଯେ ଆମେ ଇଣ୍ଡିପେଣ୍ଡେନ୍ସ ପରେ ଡିସାଇଡ୍ କରିବା ପାକିସ୍ତାନ ହେବ କି ନାହିଁ। ବୁଝିଲା। ଆଉ କଣ୍ଡିସନ କ'ଣ ଥିଲା ନା କମନ ଡିଫେନ୍ସ ଆଣ୍ଡ ଟ୍ରେଡ୍ ପ୍ରୋଟେକ୍ସନ ଅଫ୍ ମାଇନୋରିଟିଜ, ସମସ୍ତଙ୍କୁ କ'ଣ ମିଳିବ ट्रेड आ प्रोटेक्शन कॉमन, समस्त को डिफेन्स सुरक्षा मिल। आ कौन माने आमर ट्रेड वाणिज्य आ प्रोटेक्शन समस्त को सुरक्षा मिल। माइनोरिटीज मान रिजेक्शन करते जिन्हा कौन पाई ना से चाहते कौन जिन्हा केवल गोटे कथा कौन आम गोटे रिजेक्ट जिन्हा रिजेक्टेड ये कौन पाई ना वांटेड मुस्लिम लीग एज सोल रिप्रेजेंटेटिव, मुस्लिम लीग को सोल रिप्रेजेंटेटिव दियो आ कौटी ना कौटी पाकिस्तान आमको दियो। बुझेगा। कांग्रेस वाज नॉट फुल्ली सपोर्टिव फेवर्ड ए यूनाइटेड इंडिया। आउ कांग्रेस कौन ना सपोर्टिव नुह गोटे सी कौन चाहे ना गोटे यूनाइटेड इंडिया चाहे किए कहले जिन्ना। इम्पैक्ट कौन था ना ये फेल हो गला, जहाँफल
इंडिया पार्टीशन है। वाभेल प्लान 1945 वाभेल प्लान 1945 कौन है? वाभेल प्लान 1945 गोटे प्रपोज कले कि लॉर्ड वाभेल प्रपोज्ड बाय लॉर्ड वाभेल। तो सेतबेले थिले कि भाइसरय ऑफ इंडिया रो 1945 किए थिले? हमरो लॉर्ड वाभेल थिले। से प्रपोज कले कोन ना जून 1945 रे टू रिजॉल्व करिया पई द पॉलिटिकल डेडलॉक बिटवीन द इंडियन नेशनल कांग्रेस भितर जो पॉलिटिकल डेडलॉक अछि आउ कहा भितर मुस्लिम लीग इंडियन नेशनल कांग्रेस मुस्लिम भितर जो पॉलिटिकल अछि माने कॉन्फ्लिक्ट ताकू माने प्रथम समाधान करिया पई चाहिले वाभेल हला। तापर की प्रपोजल थिला कोन वाभेल प्लान ना फॉर्मेशन ऑफ ए न्यू एग्जीक्यूटिव काउंसिल गुटे नुवा एग्जीक्यूटिव काउंसिल तयारी कर दवा। आउ इक्वल रिप्रेजेंटेशन फॉर मुस्लिम और हिंदूज माननकू इक्वल रिप्रेजेंटेशन मिलिबो। सेल्फ गवर्नेंस बट नॉट फुल इंडिपेंडेंस येट। पुणी देखो पुणी कहउछन ना सेल्फ गवर्नेंस मिलिबो किंतु फुल इंडिपेंडेंस मिलिबो नाही। आ नो इमीडिएट डिसीजन ऑन पार्टीशन ऊपर आमे कोनोसी डिसीजन नबु नाही। आ पर कोन हला ना सिमिला कॉन्फ्रेंस जून 25 रु जुलाई 14 1945 सिमिला कॉन्फ्रेंस हला कोन ना आ भीतर डिस्कस हला जे वाभेल प्लान को सिमिला कॉन्फ्रेंस रे का भीतर कांग्रेस आउ मुस्लिम लीग एंड आउ अदर लीडर्स भीतर डिस्कस हला। ये कॉन्फ्रेंस फेल काई हला ना जिन्हाकर गुटे कथा कोन ना हमको मुस्लिम लीग सब बेले मुस्लिम लीग को ही मुस्लिम लोक ही नॉमिनेट करिवो। ता भीतर हिंदू किबा अदर कोनोसी मेंबर तांको नॉमिनेट करि परियो नाही हला। जिन्हाकर कथा कहबार ये थिला से चाहूतले जे कांग्रेस जे रिप्रेजेंट न करू मुस्लिम की मुस्लिम माने मुस्लिम लोक जिवे हला। आ कांग्रेस अपोज करथिले ए डिमांड को लीडिंग टू द फेलियर ऑफ द प्लान। वाभेल प्लान लो इंपैक्ट कोन थिला ना ये हिंदू मुस्लिम को क्वेश्चन करथिला रिलेशन को बोथ द कांग्रेस लीग लास्ट स्ट्रेंथन करथिला जिन्नास डिमांड फॉर पाकिस्तान। जिन्नार डिमांड जो थिला पाकिस्तान पई ये ताको स्ट्रेंथ करथिला माने ए जो मूवमेंट हेतिला ए मूवमेंट रे जिन्नाकर डिमांड कोन थिला पाकिस्तान। आउ लीड टू कैबिनेट मिशन प्लान 1946। बर्तमान कैबिनेट मिशन प्लान 1946 कोन ना कैबिनेट मिशन प्लान ले का द्वारा सेंड करा आइथिला वाज सेंड टू इंडिया इन मार्च 1946। मार्च 1946 रे कैबिनेट मिशन प्लान को सेंड करा आइथिला का द्वारा ना ब्रिटिश गवर्नमेंट द्वारा कोन पई ना डिस्कस करिया पई इंडिया रो इंडिपेंडेंस आ कॉन्स्टिट्यूशन फ्यूचर। एबे कहिले कोन ना इंडिया रो इंडिपेंडेंस आ फ्यूचर हम जो संविधान को डिस्कस करिया पई कैबिनेट मिशन 1946 को कोन गला पठा गला ब्रिटिश गवर्नमेंट द्वारा हला। आउ रिजॉल्व करिवो कॉन्फ्लिक्ट का भितर ना इंडियन नेशनल कांग्रेस आउ मुस्लिम लीग भितर जो कॉन्फ्लिक्ट चलछि ताको रिजॉल्व करिया पई। आउ तापर मेंबर्स ऑफ द कैबिनेट मिशन ले के थिले मेंबर ना लॉर्ड पैट्रिक लॉरेंस सार्ड स्टफर किप्स एवी अलेक्जेंडर हला। आ भितर प्रपोजल कोन आसिला कैबिनेट मिशन प्लान ले ना पार्टीशन हे परियोनी इंडिया से यूनाइटेड हे कि रहिबो कोनोसी सेपरेट पाकिस्तान हे परियो नाही। आउ गुटे कॉन्स्टिट्यूशन असेंबली फॉर्मेशन ऑफ ए कॉन्स्टिट्यूशन असेंबली गुटे कॉन्स्टिट्यूशन इंडिया रे तयारी होबो जो 389 इलेक्टेड मेंबर रहिबे प्रोविंशियल लेजिस्लेचर। आउ ग्रुपिंग ऑफ प्रोविंस को ग्रुप करा जिवो कोना ग्रुप ए जेटा कि हिंदू मेजॉरिटी प्रोविंस ग्रुप बी मुस्लिम मेजॉरिटी प्रोविंस ग्रुप सी बेंगल और आसाम मुस्लिम मेजॉरिटी इन द ईस्ट। तापर इंटरिम गवर्नमेंट आछी इंटरिम गवर्नमेंट गोटे तयारी होबो एवं रिप्रेजेंट करिवो सबु मेजर पॉलिटिकल पार्टी को। आर आउटकम कोन ना कांग्रेस पार्शियली को एक्सेप्ट करछि किंतु अपोज करछि ग्रुपिंग्स को। मुस्लिम लीग फास्ट एक्सेप्टेड बट तापर रिजेक्ट करछि काहे कि रिजेक्ट करछि एंड कॉल्ड फॉर डायरेक्ट एक्शन डे अगस्त 16 1946 रे डायरेक्ट एक्शन डे कॉल करछि लीडिंग टू कम्युनल राइट्स। तापर कम्युनल राइट्स के तापर दंगा हबो कम्युनल माने जाति जाति भितरे माने धर्म भितरे दंगा हबो। तापर इंटरिम गवर्नमेंट वाज फॉर्मड इंटरिम गवर्नमेंट तयारी होउछि कहा अंडर रे जवाहरलाल नेहरू को एबे ना सितंबर 1946 रे तो ये मध्य फेलियर ऑफ द प्लान लेड टू द डिमांड फॉर पार्टीशन। आ ये प्लान फेल होआ परे पार्टीशन पई डिमांड होउछि जेटा कि रिजल्टिंग इन द माउंटबेटन प्लान 1947 इज द इवेंचुअल क्रिएशन ऑफ इंडिया एंड पाकिस्तान। माउंटबेटन प्लान ले कोन होउछि इंडिया पाकिस्तान क्रिएट होउछि। एटा तांकर गोटे लास्ट अटेम्प्ट ब्रिटिश थिला जे इंडिया को यूनाइट कर रखिबार किंतु ये मध्य फेल होवा परे फाइनली पार्टीशन होउछि इंडिया रे केबे ना 1947 रे। डायरेक्ट एक्शन डे केबे थिला ना अगस्त 16 1946। तार की पॉइंट्स कोन मुस्लिम लीग याकू डाकी थिला कोन पई ना पाकिस्तान पई जे हम गोटे पाकिस्तान दियो एवं याकू मोहम्मद अली जिन्ना कोन करथिले लीड करथिले। तापर इंटरिम गवर्नमेंट इंडिया रे 1946 ରୁ 47 इंटरिम गवर्नमेंट चलथिला कोन ना इंटरिम गवर्नमेंट तयारी कराइथिला सेप्टेम्बर 2 1946 रे जे गोटे टेम्पररी गवर्नमेंट बिफोर फुल इंडिपेंडेंस पूरा पूर्ण इंडिपेंडेंस पाया पूर्वरु एटा गोटे फुल इंडिपेंडेंस
ମାନେ ଗଭର୍ଣ୍ଣମେଣ୍ଟର ଇଣ୍ଟରିମ୍ ଗଭର୍ଣ୍ଣମେଣ୍ଟରେ ତିଆରି ହେଇଥିଲା କ'ଣ ପାଇଁ ନା ଗୋଟେ ଫୁଲ୍ ଇଣ୍ଡିପେଣ୍ଡେନ୍ସ ପାଇବା ପୂର୍ବରୁ ଇଣ୍ଟରିମ୍ ଗଭର୍ଣ୍ଣମେଣ୍ଟ ତିଆରି ହେଇଥିଲା କେବେ ନା ସେପ୍ଟେମ୍ବର 2 1946ରେ ଗୋଟେ ଟେମ୍ପୋରାରୀ ଗଭର୍ଣ୍ଣମେଣ୍ଟ ଯୋଉଟାକି ବେସ୍ ହେଇଥିଲା କ'ଣ ନା କ୍ୟାବିନେଟ୍ ମିଶନ ପ୍ଲାନ୍ 1946 ଆଣ୍ଡ ୱାଜ୍ ମିନ୍ ଟୁ ପ୍ରିପେୟାର ଇଣ୍ଡିଆ ଫର୍ ସେଲ୍ଫ ରୁଲ୍ସ। ଇଣ୍ଡିଆର ସେଲ୍ଫ ରୁଲ୍ ପାଇଁ ପ୍ରିପେୟାର କରିବା ପାଇଁ କ'ଣ ନା କ୍ୟାବିନେଟ୍ ଇଣ୍ଟରିମ୍ ଗଭର୍ଣ୍ଣମେଣ୍ଟ ଆସିଥିଲା। ତାପରେ କ'ଣ ହେଲା ନା ଫର୍ମେସନ୍ ଅଫ୍ ଦ କନଷ୍ଟିଟ୍ୟୁସନ୍ ଆସେମ୍ବଲି। କନଷ୍ଟିଟ୍ୟୁସନ୍ ଆସେମ୍ବଲି ଫର୍ମ ହେଲା 1946ରେ କାହା ପ୍ଲାନ୍ ଅନୁସାରେ ନା କ୍ୟାବିନେଟ୍ ମିଶନ ପ୍ଲାନ୍ 1946। ଇଲେକ୍ଟେଡ୍ ଇନ୍ ଜୁଲାଇ 1946 ଫାଷ୍ଟ ସେସନ୍ କେବେ ହେଇଥିଲା ଡିସେମ୍ବର 9 1946ରେ। କି ମେମ୍ବର୍ସ କୋଉମାନେ ଥିଲେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, B.R. ଆମ୍ବେଦକର ଡ୍ରାଫ୍ଟିଂ କମିଟି ଚେୟାରମ୍ୟାନ୍ ହେଲା। ତାପରେ ଅଟଲି ଆନାଉନ୍ସମେଣ୍ଟ ୱିନଷ୍ଟନ୍ କ୍ଲିମେଣ୍ଟ ଅଟଲି ହେଲା। ଅଟଲି ଆନାଉନ୍ସମେଣ୍ଟ କ'ଣ କଲେ ନା ଫେବୃଆରୀ 20 1947ରେ ଅଟଲି ଆନାଉନ୍ସ କ'ଣ କଲେ ବ୍ରିଟିଶ ପ୍ରାଇମ ମିନିଷ୍ଟର କିଏ ଥିଲେ କ୍ଲିମେଣ୍ଟ ଅଟଲି ଡିକ୍ଲେୟାର କଲେ କ'ଣ ନା ବ୍ରିଟିଶ ରୁଲ୍ ଇଣ୍ଡିଆରେ ସରିଯିବ କେବେଠୁ ନା ଜୁନ 30 1948ରୁ ହେଲା। ଭାଇସରୟ ପାୱାର ଲର୍ଡ ମାଉଣ୍ଟବେଟନ୍ ଆପଏଣ୍ଟ କରାଗଲା। ଓଭରସିଜ୍ ଦ ଟ୍ରାନ୍ସଫର ଅଫ ପାୱାରକୁ ଟ୍ରାନ୍ସଫର କରିବା ପାଇଁ ଲର୍ଡ ମାଉଣ୍ଟବେଟନକୁ କ'ଣ କରାଗଲା ଆପଏଣ୍ଟ କରାଗଲା। ଓପନ୍ ଫର୍ ପାର୍ଟିସନ୍ stated Britain would leave India united or divided। ବ୍ରିଟେନ କ'ଣ କହିଲା ବା ଆମର ବ୍ରିଟିଶ ସରକାର କ'ଣ କହିଲେ ନା ଇଣ୍ଡିଆକୁ ଛାଡ଼ିଦେବେ କ'ଣ ନା ଇଣ୍ଡିଆ ୟୁନାଇଟେଡ୍ ରହୁ ବା ଡିଭାଇଡେଡ୍ ରହୁ ଯେ ଡିପେଣ୍ଡିଂ ଅନ୍ ଇଣ୍ଡିଆନ୍ ଲିଡର୍ସଙ୍କ ମତରେ ତାଙ୍କର ଇଣ୍ଡିଆ ଡିଭାଇଡ୍ ରହୁ ବା ୟୁନାଇଟେଡ୍ ରହୁ ତାଙ୍କ କଥା ସେମାନେ ବୁଝିବେ। କୋଉମାନେ କହିଲେ ବ୍ରିଟିଶର୍ସ ମାନେ କହିଲେ। ଇମ୍ପାକ୍ଟ କ'ଣ ପଡ଼ିଲା ଲେଡ୍ ଟୁ ଦ ମାଉଣ୍ଟବେଟନ୍ ପ୍ଲାନ୍। ତାପରେ ଦେଖ ମାଉଣ୍ଟବେଟନ୍ ପ୍ଲାନ୍ ଜୁନ 3 1947 କ'ଣ ହେଲା ମାନେ ମାଉଣ୍ଟବେଟନ୍ ପ୍ଲାନ୍ ଥିଲା ଗୋଟେ ଫାଇନାଲ ବ୍ଲୁ ପ୍ରିଣ୍ଟ इंडियार पार्टीशन को जे कि इंडियार एंड इंडियन इंडिपेंडेंस अनाउंस बाय लॉर्ड माउंटबेटन द लास्ट ब्रिटिश वाइसरॉय। फीचर्स कौन थिला माउंटबेटन प्लान ले ना इंडिया को पार्टीशन करा जीवो दीटा नेशन ले इंडिया और पाकिस्तान। देखो कौन थिला ना इंडिया को पार्टीशन करा जीवो हला आउ प्रिंसिपल स्टेट ताको डिसीजन नै परिबे सेमाने निजे रहिबे माने इंडिपेंडेंट हेक रहिबे कि इंडिया सहित मिसिबे। आउ बाउंड्री कमिशन जे कि रेड क्लिफ हमरो बाउंड्री कमिशन कोन रेड क्लिफ कमिशन तयारी हला कि हमरो बॉर्डर्स मानकू तयारी करिवो इंडिया पाकिस्तान विषय माने इंडिया और पाकिस्तान भितरे बॉर्डर तयारी करिवो कि रेड क्लिफ बाउंड्री आउ इंडिपेंडेंस रो डेट सेट करा गला आउ बेंगल आउ पंजाब को कोन डिवाइड करा गला हला। बेंगल और पंजाब डिवाइड मुस्लिम मेजॉरिटी एरियाज टू पाकिस्तान हिंदू मेजॉरिटी एरियाज टू पंजाब बुझला। बेंगल आउ पंजाब को कोन डिवाइड कर देले आको एक्सेप्ट करा गला कोन ना कांग्रेस आ मुस्लिम लीग आ सिख लीडर्स मानक द्वारा जोटा कि गोटे मास माइग्रेशन आ कम्युनल राउट्स में देखा गला। तापर ब्रिटिश रूल एंड हला आ इंडिया पाकिस्तान बिकेम इंडिपेंडेंट केबे ना अगस्त 15 1947 रे इंडिया पाकिस्तान स्वाधीन हेई गले। तापर इंडिया इंडिपेंडेंस एक्ट इंडियन इंडिपेंडेंस एक्ट कोन ना जुलाई 18 1947 पास करा गला ब्रिटिश पार्लियामेंट जुलाई 18 1947 द्वारा जुलाई 18 1947 रे। आर कोन प्रोविजन रहिला ना पार्टीशन ऑफ इंडिया इन क्रिएशन ऑफ इंडिया एंड पाकिस्तान एज सेपरेट नेशंस इंडिया पाकिस्तान को सेपरेट नेशन करा गला। एंड ऑफ ब्रिटिश रूल एंड करा गला। प्रिंसिपल स्टेट्स फ्री टू जॉइन इंडिया पाकिस्तान और रिमेन इंडिपेंडेंट सेमाने चाहिए इंडिया को जॉइन करि परिबे बा पाकिस्तान रहि परिबे बा इंडिपेंडेंट मध्ये रहि परिबे। तापर गवर्नर जनरल ईच कंट्री प्रत्येक कंट्री गुड गवर्नर जनरल जेमि माउंटबेटन फॉर इंडिया जिन्हा फॉर के थिले पाकिस्तान पई गवर्नर जनरल के अपॉइंट करा गला। आ नो ब्रिटिश कंट्रोल ऑफ इंडिया और नो ब्रिटिश कंट्रोल ओवर लॉज ब्रिटिश रा कंट्रोल होइबनी नियम विषय माने जहा लॉ पास हला इंडिया विषय हला। तापर देखो कौन है ना ऑफिशियली एंड है ब्रिटिश रूल एंड है। तापर इंटीग्रेशन ऑफ प्रिंसिपल स्टेट्स 1947 रो 1949 प्रिंसिपल स्टेट्स माने कौन ना इंडिया रो इंडिपेंडेंस पर 556 टा प्रिंसिपल स्टेट्स थिला जोटा कि इंटीग्रेट करा गला इंडिया सहित मिसा गला कहा माध्यम रे ना सरदार वल्लभ भाई पटेल आ वीपी मेनन एही प्रोसेस को लीड करथिले। स्टेप कोन नि आइथिला ना इंस्ट्रूमेंटल एक्सेशन प्रिंसिपल स्टेट को पचरा जाइथिला कि तुम इंडिया सहित रहिबो ना पाकिस्तान सहित रहिबो ना तुम निजे रहिबो हला तुम तुमरो माने इंडिपेंडेंट रहिबो। बहुत स्टेट आसिकी अगस्त 15 1947 सुधा इंडिया सहित मिसी गले निज इच्छा रे आउ बळ पूर्वक मध्ये केतुरा माने किछि केस किछि को मिसा जाइछि जेमिति कि हैदराबाद 1948 जूनागढ़ 1947 काश्मीरी 1947 हला। तापर होची आउटकम कोन होइला ना 1950 रे बाय 1950 शेष सुधा कोन हला सब प्रिंसिपल स्टेट्स आसिक मिसी गला इंडिया सहित आ फॉर्म द फाउंडेशन ऑफ फ्रीडम इंडियन स्टेट ना सॉरी फाउंडेशन ऑफ मॉडर्न इंडियन स्टेट आ स्ट्रेंथन इंडियन यूनिटी फॉर सोवरेनिटी। ताले आमे देखिलु 1857 रु
1947 पर्यंत थिला ये कहानी कौन कौन युद्ध है केमिति कौ प्रोसेस रे इंडिया को मिलला कौन स्वाधीनता मिलला बुझेला एते बाट जाय वीडियो देखथिबारु तुमको गुटे मो तरफ थैंक यू शुण आउ गोटे कथा होची जदि ए वीडियो रे किछि भूल थाए किंबा मो पढ़ेबा टेक्निक जदि चेंज करिया पई पड़े किंबा केमिति करले भलो बुझी हबो जदि कि सजेशन थाए मते कमेंट रे कहिवो द्वितीय कथा जदि ठीक रे बुझी पारिजो बा भलो लागिजी लाइक करिवो जदि इंप्रूवमेंट अछि मते कमेंट रे जणाइबो कमेंट मत करिवो कोन इंप्रूवमेंट हबो आउ चैनल को नुआ थिले सब्सक्राइब करिवो हला ले ये थिला कोन 1857 लो 1947 आउ गोटे कथा जदि पीडीएफ दरकार मते कमेंट रे कहिवो मु मार पीडीएफ तुमको देई देबी हला रहिली थैंक यू।